ଆମେ ଷ୍ଟାର୍ଟ କରିବା ହେଲା। ଦେଖ ଆମେ ଯୋଉ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ ପଢୁଥିଲେ, ଏବେ କଣ ନା ଯଦି ଏବେ କୋଶ୍ଚିନ୍କୁ ଯେହେତୁ ସେମାନେ ବେଶୀ ସ୍ପେସିଫିକ୍ କରିଦେଉଛନ୍ତି ହେଲା, ତେଣୁ ଆମକୁ ପ୍ରତି ଇଏରେ ବି ଟିକେ ଭଲ ଭାବରେ ଡିଟେଲ୍ସରେ ପଢ଼ିବାର ଅଛି। ମନେକର ଦେଖ ଯଦି ଯେମିତି ଗତ ଥର କୋଶ୍ଚିନ୍ ଆସିଥିଲା କି ତା ପୂର୍ବ ଥର ବି କୋଶ୍ଚିନ୍ ଆସିଥିଲା ଯେ ଡିଫରେଣ୍ଟ ଟିଚିଂ ମେଥଡ୍ସ ଗୁଡ଼ାକ ଲେଖ, ତାର ଲିମିଟେସନ୍ସ କ'ଣ ଆଡଭାଣ୍ଟେଜେସ୍ କ'ଣ ଲେଖ। ସେମିତି ଲେଖିଲେ ଠିକ୍ ଅଛି, ଆମେ ଡାଇରେକ୍ଟ ଲେଖିଦେବା ଯେଉଁ ମେଥଡ୍ସ ଗୁଡ଼ା ତାର କ'ଣ ପ୍ଲସ୍ ଲିମିଟେସନ୍ କ'ଣ ଆଡଭାଣ୍ଟେଜେସ୍ କ'ଣ ଡିସଆଡଭାଣ୍ଟେଜେସ୍ କ'ଣ ଲେଖିଲେ ହେଲା। ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ, ଲିମିଟେସନ୍ସ କ'ଣ ଆଡଭାଣ୍ଟେଜେସ୍ କ'ଣ, ଗ୍ରୁପ କଣ୍ଟାକ୍ଟ ମେଥଡ ଲିମିଟେସନ୍ସ କ'ଣ ଆଡଭାଣ୍ଟେଜେସ୍ କ'ଣ, ଗ୍ରୁପ କଣ୍ଟାକ୍ଟ ମେଥଡ ଲିମିଟେସନ୍ସ କ'ଣ ଆଡଭାଣ୍ଟେଜେସ୍ କ'ଣ, ଏମିତି ଟାଇପ୍ର ସବୁ ଲେଖିଲେ କି ମାସ୍ କଣ୍ଟାକ୍ଟ ମେଥଡ ଏମିତି ଲେଖିଲେ। କିନ୍ତୁ ଯଦି କୋଶ୍ଚିନ୍ ମୋର୍ ସ୍ପେସିଫିକ୍ କରିଦେବ, ମୋ ପଚାର ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ ବିଷୟରେ ଲେଖ ଖାଲି, ତ ସେଇଟା ଯଦି ମନେକର 60 ମାର୍କସରେ ଏମିତି ପଚାରେ, ଏମିତି କେବେ ପଚାରେନି, ତଥାପି ଟିକେ ଡିଟେଲ୍ସରେ ପଢ଼ିଦେଇଥିବା କ'ଣ କେତେ ଅଛି ସିଲାବସ୍ରେ, ଏତେ ପ୍ରୋବ୍ଲେମ୍ ପଡ଼ିଛି ହେଲା, ଟିକେ ପଢ଼ିଦେଇଥିବା ହେଲା। ତେଣୁ ମନେକର ଆମେ ଯେମିତି ଦେଖିବା, ଆମେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ କ'ଣ ଜାଣିଲେ, ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ ଲିମିଟେସନ୍ସ କ'ଣ ଆଡଭାଣ୍ଟେଜେସ୍ କ'ଣ ସବୁ ଜାଣିଲେ। ତ ପ୍ରଥମ କଥା ହେଲା, ଆଉ ଟିକେ ମୁଁ କହିଦେଉଛି ଆଉଥରେ, ଆଡଭାଣ୍ଟେଜେସ୍ କ'ଣ ଲିମିଟେସନ୍ କ'ଣ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡର ଆଡଭାଣ୍ଟେଜେସ୍ ହେଲା ଯେ ପ୍ରଥମ ହେଲା ଏଇଟା ଇଣ୍ଡିଭିଜୁଆଲ ସ୍ପେସିଫିକ୍, ଗୋଟେ ପର୍ଟିକୁଲାର ଇଣ୍ଡିଭିଜୁଆଲକୁ ଯେହେତୁ ଆମେ ଏଠି ଆପ୍ରୋଚ୍ କରୁଛନ୍ତି, ତେଣୁ ତାକୁ ଫାର୍ଷ୍ଟ ହ୍ୟାଣ୍ଡ ନଲେଜ ମିଳିପାରିବ। ଫାର୍ଷ୍ଟ ହ୍ୟାଣ୍ଡ ନଲେଜ ମିଳିପାରିବ, ଆମକୁ ଜାଣିପାରିବ ଯେ ସେ ତାର ଏଜୁକେସନରେ କ୍ୱାଲିଟେଟିଭଲି ଜିନିଷକୁ ସେ ରିସିଭ୍ କରୁଛି ନା ନାହିଁ। ତାପରେ ତାକୁ କ୍ୱିକ୍ ସଲ୍ୟୁସନ୍ ମିଳିଯିବ, ପର୍ଟିକୁଲାର ଇଣ୍ଡିଭିଜୁଆଲ ପାଖକୁ ଯାଇକି ତାକୁ ଶିଖଉଛନ୍ତି, ତା ପାଇଁ ଗୋଟେ କ୍ୱିକ୍ ସଲ୍ୟୁସନ୍ ମିଳିଯିବ ତା ମାନେ। ତାପରେ ଆମକୁ ଏଥିରେ ଲୋକାଲ ଲିଡର୍ସକୁ ବା ଡେମନଷ୍ଟ୍ରେଟ୍ ହେଇପାରିବ, ତାକୁ ବି କରିବା ପାଇଁ ଆମେ ଜାଣିପାରିବା ଯେ ସେମାନଙ୍କୁ ଆମେ ଟ୍ରେନିଂ କରିପାରିବା ଏଇ ଇଏରେ। ତ ଲୋକାଲ ଲିଡର ହେଲେ ଯେଉଁମାନେ କି ଯେଉଁମାନେ ମେନ୍ ଯେଉଁ ଲୋକମାନେ କି ପବର ଯାଇକି ଡେମନଷ୍ଟ୍ରେଟର ବନିପାରିବ ଅନ୍ୟମାନଙ୍କ ପାଇଁ, ସେମାନଙ୍କୁ ଆମେ କ'ଣ ଏଠି ସିଲେକ୍ଟ କରିପାରିବା। ତା ସହିତ ଏଥିରେ କ'ଣ ରହୁଛି ନା ଏଇଟା ଲୋକଙ୍କର ଆଟିଚ୍ୟୁଡ୍ ଚେଞ୍ଜ କରିବା ଗୋଟେ ବେଶୀ। ମୁଁ ଯେମିତି କହିଲି ସବୁ ଗ୍ରୁପ କଣ୍ଟାକ୍ଟ ହଉ ମେଥଡ ହଉ କି ମାସ୍ କଣ୍ଟାକ୍ଟ ମେଥଡ ହଉ, ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ ଆମେ ବେଶୀ ମାନେ ଚେଞ୍ଜର ଇଣ୍ଟେନ୍ସିଟିଟା ଏଠି ମ୍ୟାକ୍ସିମମ୍, କାରଣ ଏଠି ପର୍ଟିକୁଲାର ଇଣ୍ଡିଭିଜୁଆଲ୍ସକୁ, ଯେହେତୁ ଏଠି ଆମେ ପର୍ଟିକୁଲାର ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ ମାଧ୍ୟମରେ ଯେହେତୁ ଆମେ ପର୍ଟିକୁଲାର ଇଣ୍ଡିଭିଜୁଆଲକୁ ଏଠି ଫୋକସ୍ କରୁଛନ୍ତି, ତେଣୁ ଚେଞ୍ଜ ହେବାର ବା ଆଟିଚ୍ୟୁଡ୍ ଚେଞ୍ଜ ହେବାର, ଥିଙ୍କିଂ ଲେବୁଲ୍ ଚେଞ୍ଜ କରିବାର ଇଣ୍ଟେନ୍ସିଟିଟା ଏଠି ମ୍ୟାକ୍ସିମମ୍ କେଉଁଠି ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ ମାନେ ଇଏରେ ହେଲା। ତେଣୁ ଏଇଟା ଗୋଟେ ବହୁତ ବଡ଼ ଆଡଭାଣ୍ଟେଜେସ୍ ତାର। ଅଲଗା ଗ୍ରୁପ କଣ୍ଟାକ୍ଟ ମେଥଡ ବି ହେଇପାରିବ, ବଟ୍ ସେଠି ଟିକେ ଇଣ୍ଟେନ୍ସିଟି କମିଯାଉଛି। ମାସ୍ କଣ୍ଟାକ୍ଟ ମେଥଡ ବି ହେଇପାରିବ, ବଟ୍ ଇଣ୍ଟେନ୍ସିଟି ବହୁତ କମ୍। ଆମେ ଗୋଟେ ପର୍ଟିକୁଲାର ଇଏକୁ ଯଦି ମନେକର ଟିଭିରେ ଆଡଭର୍ଟାଇଜମେଣ୍ଟ କରୁଛନ୍ତି, ଟିଭିରେ ଆଡଭର୍ଟାଇଜମେଣ୍ଟ କଲେ ଥୋଡ଼ି ସେଇଟା ସମସ୍ତଙ୍କୁ ଠିକ୍ ସେ ରିସିଭ୍ କରୁଛନ୍ତି କି ନା ଜଣା ପଡୁନି ନା। ତେଣୁ ତ ସେଇଟା ମାନେ ଏତେ ଇଣ୍ଟେନ୍ସିଟି କେତେ ରହିବ ସେଇ ଅନୁସାରେ ଆମେ କିଛି କହିପାରିବାନି। ତାପରେ ଏଠି ଆମେ ବହୁତ କମ୍ପ୍ଲେକ୍ସ ଜିନିଷକୁ ଆରାମସେ ଯାଇକି ତାଙ୍କୁ ଶିଖେଇ ହେବ, ବହୁତ କମ୍ପ୍ଲେକ୍ସ। ଆମେ ପ୍ରପରଲି ଅଡିବୁଲ୍, କାହାକୁ ଶୁଣାଯାଉନି କି? ଆଚ୍ଛା। ତେଣୁ କମ୍ପ୍ଲେକ୍ସ ଜିନିଷକୁ ବି ଏଠି କାଫି ଭଲ ଭାବରେ ଲୋକମାନଙ୍କୁ ବୁଝେଇ ହେବ ହେଲା। ତାପରେ ଏଠି ସାଙ୍ଗେ ସାଙ୍ଗେ ଆମକୁ ଫିଡବ୍ୟାକ୍ ମିଳିପାରିବ, ଆମେ ଯାହା ପାଖକୁ ଗଲେ ମନେକର ମାନେ ଫାଷ୍ଟ ହ୍ୟାଣ୍ଡ ଫିଡବ୍ୟାକ୍ ମିଳିବ, ଇନଷ୍ଟାଣ୍ଟ ଫିଡବ୍ୟାକ୍ ଆମକୁ ମିଳିବ, ଯେଉଁଟାକି ଅଲଗାଠୁ ଟିକେ କମିଯିବ। ମାସ୍ କଣ୍ଟାକ୍ଟ ମେଥଡରେ ବହୁତ କମ୍, ଗ୍ରୁପ କଣ୍ଟାକ୍ଟ ମେଥଡରେ ବି ଟିକେ ଏତେ ମାନେ, କିନ୍ତୁ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ ବହୁତ ଇଫେକ୍ଟିଭଲି ହେବ ଫିଡବ୍ୟାକ୍ ମେକାନିଜମ ଭଲ, ତାଠୁ ଫିଡବ୍ୟାକ୍ ଫାଷ୍ଟ ହ୍ୟାଣ୍ଡ ଫିଡବ୍ୟାକ୍ ଆମକୁ ମିଳିଲା। ତାପରେ ଏଠି ଆମେ ରିଅଲ ଟାଇମରେ ବି ଫାର୍ମରକୁ ତା ପ୍ରୋବ୍ଲେମ ସଲ୍ଭ କରି ହେଲ୍ପ କରିପାରିବା, ବା ମାନେ ଇନ୍ ପର୍ସନ ଯାଇକି ତାକୁ ହେଲ୍ପ କରିପାରିବା, ଏଇଟା ଗୋଟେ ହେଲା। ତାପରେ ଏଠି ଆମେ କ'ଣ କରିପାରିବା ନା, ଏଠି ଆଉ ଗୋଟେ ହେଉଛି ଆମକୁ ଏକ୍ସପିରିଏନ୍ସ ବି ଶିଖିବାକୁ ମିଳିବ। ଏମିତି ନୁହେଁ ଏଇଟା ଯେହେତୁ ବାଇ ଡିରେକ୍ସନାଲ ପ୍ରୋସେସ୍, ଏକ୍ସଟେନ୍ସନ ଏଜୁକେସନ ଗୋଟେ ବାଇ ଡିରେକ୍ସନାଲ ପ୍ରୋସେସ୍, ଆମେ ଯାଇକି ସେଠିକି ବି ଗୁଡ଼ାଏ ଜିନିଷ ଶିଖିବାକୁ ମିଳିବ। ଏମିତି ନୁହେଁ ଯେ ଖାଲି ଆମେ ତାଙ୍କୁ ଶିଖିବା ପାଇଁ ଯାଉଛନ୍ତି, ବଟ୍ ଆଉ ବହୁତ ଜିନିଷ ଶିଖିବାକୁ ମିଳିବ। ଏମିତି ଗୁଡ଼ାଏ ଆଡଭାଣ୍ଟେଜେସ୍ ଥିଲାବେଳେ ଗୁଡ଼ାଏ ଡିସଆଡଭାଣ୍ଟେଜେସ୍ ବି ଅଛି, ଲିମିଟେସନ୍ସ ଅଛି, ଯେମିତି ଗୋଟେ ଟାଇମ୍ କନଜ୍ୟୁମିଂ ପ୍ରୋସେସ୍, ବହୁତ ଟାଇମ୍ ଲାଗିବ। ତାପରେ ଏଠି ଆମର ଏଠି ଯେଉଁ ସ୍ପ୍ରେଡଟା ବହୁତ କମ୍ ରହିବ, କେତେ ଲୋକଙ୍କୁ ଆମେ ଏମିତି ଶିଖେଇ ପାରିବା, ବୁଝୁଛ ନା ନାହିଁ। ଇଣ୍ଡିଭିଜୁଆଲି ଭିଜିଟ୍ କରିକି ଆମେ ଯେଉଁ ଲୋକଙ୍କୁ ଶିଖେଇବା, ମାନେ ଆମ ଯେଉଁ କଭରଟା ବହୁତ କମ୍ ରହିବ, ବହୁତ କେତେ ଲୋକଙ୍କୁ ଆମେ କଭର କରିପାରିବା, ଯେଉଁଠିକି ଆମେ ମାସ୍ କଣ୍ଟାକ୍ଟ ମେଥଡରେ ଗ୍ରୁପ କଣ୍ଟାକ୍ଟ ମେଥଡରେ କାଫି ଲୋକଙ୍କୁ କଭର କରିପାରିବା, କିନ୍ତୁ ଏଠି ସେଇଟା ହେଇପାରିବନି। ତାପରେ ଏଠି କଭରେଜ ଲିମିଟେଡ୍ ରହିବ ତା ମାନେ। ତା ସହିତ ଏଥିରେ ଫେଭରିଟିଜିମ୍ ବାୟସନେସ୍ ଆସିବାର ଅଛି। ଯେତେବେଳେ ଇଣ୍ଡିଭିଜୁଆଲ ଲୋକଙ୍କ ପାଖକୁ ଯାଉଛନ୍ତି, ସେଠି ଯାଇକି ଫେଭରିଟିଜିମ୍ ହେବ, ବୁଝୁଛ ନା, କାହାକୁ କେଉଁ ଲୋକଙ୍କୁ ଆମେ ବେଶୀ ଫେଭର କରିଦେଲେ କି ଆମକୁ ଭଲ ସମ୍ପର୍କ ଗଢ଼ି ଉଠିଲା, ଫ୍ୟାମିଲି ରିଲେସନ୍ ହେଇଯିବ, କୋଉଠି ଯାଇକି ଆମର ବାୟସନେସ୍ କାଫି ଆସିବ। ଜିନିଷକୁ ଅବଜେକ୍ଟିଭ କାଲି ଯେମିତି କରିବା କଥା, ଇମ୍ପାର୍ସିଆଲ ମୋଡରେ କରିବା କଥା, ସେଇଟା ହୁଏତ ନ ହେଇପାରେ, କାରଣ ଇଣ୍ଡିଭିଜୁଆଲ ଫ୍ୟାମିଲିକୁ
फार्म को आम विजिट करवा मे भी विभिन्न ये आमको पर्सनाल रिलेसन हो जाए बायसनेस आसी जाए है तो लोक कहे हाँ आम एत भल लोक आसते शिखापी से कौन भल पढ़े कौन कह भल भल फिडबैक दियो ये टाइप काफी पर्सनाल बायस रही जाए है यहाँ गोटे डिसएडवांटेज हो पाए तेणु एमती गुड़ाए डिसएडवांटेजेस कथा आम देखी आमको ये गुड़ाए गुड़ाए माने इंडिविजुअल आम जो कौन एक्सटेंशन वर्कर काफी लोक दरकार ये आम जब करवा पाखे तो से भाया मैन पावर थी दरकार गुड़ाए एक्सटेंशन एजेंट आम पाखे थे तो पुणी समस्त जाकि लोक कवर करेंगे तो सही गोटे लिमिटेशन आ बहुत कॉस्टली यहाँ प्रति जन पाखक जाकि के खर्च हम बुझे ना बेस कॉस्टली से तापर जमी कहली जे टाइम ऑफ विजिट मनकर जब ठीक से ना को टाइम कारण जेहेतु गोटे इनवॉलंटरी प्रोसेस एटा गोटे लोक निजर सुओ मोटो आसिक जॉइन करेंगे वॉलंटरली जॉइन करेंगे देयर इज नो फोर्स बिहाइंड इट किसी फोर्स ना प्रेशर ना क्या तेणु को टाइम फ्री अच्छा कौन तो से टाइम तुम को टाइम जाऊच तो देटा गोटे माने मैच न कर तो प्रोब्लेम हुए तो सकाल जाकि बस से बिल को पलैथे फार्म गला से अलग कम व्यस्त थे तुम पाक टाइम दे पार न समय ना तो जिन बहुत प्रोब्लेम हो पाए आईटा भी मुझे जमी तुम काफी इन्फ्लुएंशियल लोक भी लोक टार्गेट कर प्रोग्रेसिव फार्मर है लीडर्स है जो मैंने वेल स्पोकन पर्सन गाँव इन्फ्लुएंशियल लोक रूरल कम्युनिटी से तुम फोकस कर छाड़ दे पार एमती काफी जिन प्रोब्लेम हो पाए मेथड किंतु जदि आम इंडिविजुअली देखा कारण आम जमी कहली ग्रुप कंटाक्ट इंडिविजुअल कंटाक्ट मेथड आम आसूँ कौन फार्मर हाउस विजिट आसूँ फार्मर्स कॉल आसूँ पर्सनाल लेटर आसूँ टेलीफोन कॉल आसूँ एगुड़ा सब आसूँ से भाई आम देखा प्रति जो प्रति देखा जे फार्म आउ होम विजिट रे तार ऑब्जेक्टिव कौन अच्छी तार एडवांटेजेस कौन तार डिसएडवांटेजेस कौन से भाई जब जाकि देखा पर्सनाल लेटर रे सेठी पर्सनाल लेटर माने कौन तार एडवांटेजेस कौन डिसएडवांटेजेस कौन टेलीफोनिक रे ऑफिस कॉल रे सब देखा तो अलग अलग सब आसो तो टिके डिटेल्स खाली देखी देखा किंतु मोस्ट ऑफ द टाइम एत पढ़ुना मुझे ओवरऑल जिन पढ़ुची बुझे ना पूरा तीन टाइम जो मेथड्स अच्छी ताकू लेख तार एडवांटेज डिसएडवांटेजेस कौन अच्छी लेख 30 मार्क रे पढ़ुची बेले 20 मार्क रे पढ़ुची ताकू एत डिटेल में ना खाली आम जान जा कथा देख फार्म आउ होम विजिट रे एथरे हम कहली जे एथरे कौन होची ना ये जो इंडिविजुअल अप्रोचटा इंडिविजुअल कंटाक्ट मेथड एटा गोटे हमर एथरे देख केतटा जो मान पाखे होम साइंस रो बही थिबो जो एक्सटेंशन ऑब्जेक्ट एक्सटेंशन एजुकेशन बही थिबो किछि किछि बुक्स रे एटा कम्युनिकेशन चैप्टर भी देथिबो किछि किछि बुक्स रे देखिबो एटा सब इंडिविजुअल कंटाक्ट मेथड ग्रुप कंटाक्ट मेथड ये सब कम्युनिकेशन चैप्टर भी दे देथिबो किछि कंफ्यूज होबार नै से पोर्शन हमको चैप्टर नंबर 6 रे अछि हम सिलेबस रे मन तो हम 6 रे पढुछन कम्युनिकेशन किसी अलग जिन अच्छी कम्युनिकेशन कैरेक्टर टेक्निक से अलग जिन किसी कम्युनिकेशन चैप्टर रखाई किंतु किसी बुक्स रे एटा एटा कम्युनिकेशन चैप्टर भी दे देछि किसी कंफ्यूज होबार नै हैला अच्छा कौन करबा ना फार्म आउ होम विजिट रे कौन देख फार्म आउ होम विजिट रे ऑब्जेक्टिव है कौन जे किसी न्यू मेथड्स है न्यू नॉलेज है न्यू टेक्निक है रूरल वुमेन मानक शिखेबा होम मेकर्स मानक शिखेबा इंडिविजुअल घर को जाके शिखेबा मैं गोटे ये गोटे ऑब्जेक्टिव हो पाए आर प्रोब्लेम सॉल्व करे सब जिन एका टाइप बुझे ना खाली जस्ट लिखार अच्छे तापर से प्रोब्लेम सॉल्व करिवारे हेल्प करवा जाए कि जो विभिन्न पर्टिकुलर जगार से अच्छा से जगार विभिन्न रिसोर्स को यूज करके फास्ट हैंड रिसोर्स जहाँ मिले रिसोर्स यूज करके सेल्फ डेवलपमेंट रे हेल्प करें जो हेल्प करेंगे से विषय शिखार अच्छी कॉन्फिडेंस केमती बूस्ट हम से विषय शिखार अच्छी तो से कौन बहुत गुड एक्सपीरियंस गेन करेंगे और निजक साउंड बन पारे फाइनेंशियली इकोनॉमिकली साउंड बन पारे ये सब जिन ऑब्जेक्टिव होची होम और फार्म विजिट लोक जाकि शिखेगी होम विजिट करके फार्म विजिट करके किंतु एडवांटेजेस कौन देख यहाँ विजिट द्वारा नो डाउट एक्सटेंशन एजेंट आउ जे जो ग्राउंड लोक अच्छा गोटे बहुत रैपो डेभलप करुच्छे माने गोटे रिलेशनशिप सोशल रिलेशनशिप काफी भल डेभलप करुच्छे रैपो काफी भल डेभलप हम गोटे गुड रैपो डेभलप हो ता सहित जो फेस टू फेस इंटराक्शन होची फार्मर्स और होम मेकर्स मान भितर एक्सटेंशन वर्कर भितर यहाँ भी गोटे भल कथा गोटे बहुत एडवांटेजेस ना फेस टू फेस इंटराक्शन होची इंडिविजुअल कंटाक्ट मेथड भी कथा एथरे भी से कथा ता सहित एथरे कोन वुमेन मान अच्छा डायरेक्टली आम एथरे कंटाक्ट करके डायरेक्टली मिसिकी तो वर्क प्लेस रे निज जगह जाकि जिन भी शिखेबा बुझे मनकर किसी कुकिंग रिलेटेड किसी शिखौन मनकर कि कौन से एडवांस टेक्निक विषय शिखौन तो जाकि प्लेस रे जगह किचन रे जिन शिखेब तो यहाँ गोटे एडवांटेज लिमिटेशन होची काफी कॉस्टली आउ टाइम कंज्यूमिंग से इंडिविजुअल कंटाक्ट रे से सेम आउ लिमिटेड कवरेज रहबो
ତାପରେ ପ୍ରୋବ୍ଲେମ୍ ଅଫ୍ କନସେନ୍ଟ୍ରେଟିଂ କ'ଣ ଆମ ଏଇଭଳିଆ ପ୍ରୋବ୍ଲେମ୍ସ ହବ ଯେ ଏଥିରେ କ'ଣ ନା ଗ୍ରୁପ୍ ଇଣ୍ଡିଭିଜୁଆଲ କଣ୍ଟାକ୍ଟରେ ଆମେ କ'ଣ କରିବା ନା ଫାର୍ମ ଆଉ ହୋମ୍ ଭିଜିଟ୍ରେ ଯେମିତି କ'ଣ ହବ ନା ଆମେ କିଛିଟା ପ୍ରୋଗ୍ରେସିଭ୍ ଲୋକ ଇନଫ୍ଲୁଏନ୍ସିଆଲ ଲୋକଙ୍କୁ କଭର କରିବାର ଭୟ ରହିଛି ଯେ ସମସ୍ତଙ୍କୁ ଇକ୍ୱାଲ ଆଟେନସନ୍ ମିଳିବନି ଏଇଟା ଗୋଟେ ରହିଛି ହେଲା। ତାପରେ ଏଇଥିରେ କ'ଣ ହଉଛି ନା ଆଉ ଗୋଟେ ପ୍ରୋବ୍ଲେମ୍ ମେଜର ପ୍ରୋବ୍ଲେମ୍ କ'ଣ ହଉଛି ଦେଖ ମନେକର ଗୋଟେ ଇଫେକ୍ଟିଭ୍ ଆଉ ସକ୍ସେସଫୁଲ୍ ଫାର୍ମ ଭିଜିଟ୍ ଆମେ କରିବା କି ହୋମ୍ ଭିଜିଟ୍ ଆମେ କରିବା ହେଲା। ତେଣୁ କିଛିଟା ପଏଣ୍ଟସ୍ ଯେଉଁ ମାନେ ଯିଏ ଏକ୍ସଟେନସନ୍ ୱାର୍କର ଅଛନ୍ତି ବା ଏକ୍ସଟେନସନ୍ ଏଜେଣ୍ଟ ଅଛନ୍ତି ଆଉ କିଛିଟା ପଏଣ୍ଟ ଉପରେ ବେସିକ୍ ଫୋକସ୍ କରିବାକୁ ପଡ଼ିବ। କ'ଣ ଦେଖ ମୁଁ ଯେମିତି କହିଲି ଏଇଟା ହେଉଛି ଗୋଟେ କମ୍ପ୍ଲିଟଲି ଭଲ୍ୟୁଣ୍ଟାରୀ ପ୍ରୋସେସ୍। ଯେଉଁ ଫାର୍ମର୍ସ ମାନେ ବା ଯେଉଁ ହୋମ୍ ମେକର୍ସ ମାନେ ଏଥିରେ ପାର୍ଟିସିପେଟ୍ କରିବେ ତାଙ୍କ ଉପରେ କୌଣସି କମ୍ପଲସନ୍ ନାହିଁ, କିଛି ପ୍ରେସର୍ସ ନାହିଁ କି ଏକ୍ସଟର୍ନାଲ୍ ଫୋର୍ସ କିଛି ନାହିଁ ଯେ ତୁମେ କରିବାକୁ ବାଧ୍ୟ ହେବ ନହେଲେ ପ୍ରୋବ୍ଲେମ୍ସ ହେବ ଏମିତି କିଛି ନାହିଁ। ସେଇଟା ସେମାନେ ଯେହେତୁ ଇଗ୍ନୋରାଣ୍ଟ ସେମାନେ ସେମି ଏଜୁକେଟେଡ୍ ବା ନନ୍ ଏଜୁକେଟେଡ୍ ତେଣୁ ସେମାନେ କମ୍ପ୍ଲିଟଲି ଇଗ୍ନୋରାନ୍ସ ଟୁ ଦ ଆଉଟସାଇଡ୍ ୱାର୍ଲଡ ଆଉଟସାଇଡ୍ରେ କ'ଣ ହେଉଛି ସିଚୁଏସନ୍ସ କ'ଣ ଅଛି ତ କମ୍ପ୍ଲିଟଲି ଇଗ୍ନୋରାଣ୍ଟ। ଆମେ ଚାହୁଁଛନ୍ତି ଯେ ସେମାନଙ୍କର ନଲେଜ ବେସ୍ ବଢ଼ୁ, ସେମାନଙ୍କର ଆୱାରନେସ୍ ବଢ଼ୁ, ଥିଙ୍କିଂ ଲେଭେଲରେ ଚେଞ୍ଜ ହଉ, ସୋ ଆଟିଚ୍ୟୁଡ଼ରେ ଚେଞ୍ଜ ଆସିବ, ସୋ ନିଜକୁ ନିଜେ ସେମାନେ ଅପଗ୍ରେଡ୍ କରିପାରିବେ, ସୋ ତାଙ୍କ ସିଚୁଏସନ୍ ପ୍ରୋବ୍ଲେମ୍ସକୁ ନିଜେ ନିଜେ ସଲ୍ଭ କରିପାରିବେ। ଏଇଟା ଆମର ଇଣ୍ଟେନସନ୍। ତାଙ୍କୁ ଜିନିଷ ନୂଆ ଟେକ୍ନିକ୍ ଶିଖେଇକି ବା ନୂଆ ଏଜୁକେସନ୍ ପଦ୍ଧତି ସହିତ ତାଙ୍କୁ କନେକ୍ଟ କରେଇକି ତାଙ୍କ ଆୱାରନେସ୍କୁ ଏନହାନ୍ସ କରିବା ହେଉଛି ମେନ୍ ଇଣ୍ଟେନସନ୍ ଏକ୍ସଟେନସନ୍ ୱାର୍କରର। କିନ୍ତୁ ଯେହେତୁ ଏଇଟା କମ୍ପ୍ଲିଟଲି ମାନେ କ'ଣ ଗୋଟେ କମ୍ପ୍ଲିଟଲି ମାନେ ଭଲ୍ୟୁଣ୍ଟାରୀ ପ୍ରୋସେସ୍ ଗୋଟେ, ତେଣୁ ତୁମକୁ ମ୍ୟାଚ୍ କରିବାକୁ ପଡ଼ିବ ତାଙ୍କ ଟାଇମିଂ ସହିତ। ସେମାନଙ୍କୁ କିଛି ଜାୟଜ ପଡ଼ୁନି ନା ତୁମେ ଆସିଲେ କେତେ ନ ଆସିଲେ କେତେ, ବୁଝିଲ ନାହିଁ। ଆମେ ଇଣ୍ଟେନସନାଲି ଚାହୁଁଛନ୍ତି କମ୍ୟୁନିଟି ତାଙ୍କୁ ଆୱାରନେସ୍ ଦେବା ପାଇଁ ଆମର ଇଚ୍ଛା ଅଛି। ତେଣୁ ଆମକୁ ତାଙ୍କର ଆପଏଣ୍ଟମେଣ୍ଟ ନେବାକୁ ପଡ଼ିବ ତାଙ୍କ ସହିତ କେମିତି ଗୋଟେ ଟାଇମିଂର ଗୋଟେ କ'ଣ ଏଭଳିଆ ହେବା ଦରକାର ସେମାନେ ଯେଉଁ ସମୟରେ ଫ୍ରି ଆମେ ସେ ସମୟରେ ଯାଇଛନ୍ତି। ତେଣୁ ପ୍ରଥମ କଥା ହେଲା ଏକ୍ସଟେନସନ୍ ୱାର୍କରକୁ କିଛି ପଏଣ୍ଟ ମନେ ରଖିବାକୁ ପଡ଼ିବ। ପ୍ରଥମ କଥା ହେଲା ସେ ଆପଏଣ୍ଟମେଣ୍ଟ ଫିକ୍ସ କରିବ ଯେ ଆପଣ କେଉଁ ଟାଇମ୍ରେ ଫ୍ରି ଅଛନ୍ତି। ସେ କେଉଁ ସକାଳୁ ହୋଇପାରିବନି କି ଖରାବେଳେ ମୁଁ ଖାଇକି ଶୋଇଯିବି, ତ ଆପଣ ଇଭିନିଂ ଟାଇମ୍ରେ ଆସନ୍ତୁ କି 4ଟାରେ ଆସନ୍ତୁ କି କେଉଁ ଟାଇମ୍ରେ ଗୋଟେ କି ନହେଲେ 2ଟା 3ଟା ବେଳେ ଆସନ୍ତୁ, ଯେଉଁ ସମୟରେ ସେଇ ଟାଇମ୍ରେ ମୁଁ ଘଣ୍ଟେ 2 ଘଣ୍ଟା ତୁମକୁ ଟାଇମ୍ ଦେଇପାରିବି। ତ ସେଇ ଟାଇମ୍ରେ ତାଙ୍କର ଗୋଟେ ଫିକ୍ସ ଆପଏଣ୍ଟମେଣ୍ଟ କରିବାକୁ ପଡ଼ିବ ହେଲା। ତାପରେ ଆଉ ଗୋଟେ ତୁମର ପୁରା ଅବଜେକ୍ଟିଭ ତୁମେ କ୍ଲାରିଟି ମାନେ ଗୋଟେ ସେଟ୍ କରିବା ଦରକାର ଯେ ତୁମେ ଯେ ଏକ୍ସଟେନସନ୍ ୱାର୍କର ଯାଉଛନ୍ତି ତ ଜାଣିବା ଦରକାର ତୁମେ କ'ଣ ପାଇଁ ଯାଉଛ, କ'ଣ ସେମାନଙ୍କୁ ଶିଖେଇବ ଆଉ ସେମାନଙ୍କୁ କ'ଣ ତୁମେ ମାନେ ଏକ୍ସପିରିଏନ୍ସ ଶିଖିବ ଆଉ ସେମାନଙ୍କୁ ତୁମକୁ କ'ଣ ଶିଖିବାର ଅଛି। ତମ ଅବଜେକ୍ଟିଭ ପୁରା କ୍ଲିୟର ହେବା ଦରକାର, ପଏଣ୍ଟ ଟୁ ପଏଣ୍ଟ ହେବା ଦରକାର, ଅପ୍ ଟୁ ଡେଟ୍ ବା ପଏଣ୍ଟ ମାନେ କ'ଣ କହନ୍ତି ପଏଣ୍ଟ ଟୁ ଅପ୍ ଟୁ ଦ ପଏଣ୍ଟ ହେବା ଦରକାର ବା ଅପ୍ ଟୁ ଦ କ'ଣ ମାର୍କ ହେବା ଦରକାର ଯେ ମୁଁ ଯାଉଛି ଏଇଥିପାଇଁ ମୋର କାମ ଏଇଆ ଅଛି ତ ଏଇଆ ଅବଜେକ୍ଟିଭ ମୋର ମୁଁ ଏଇ ଜିନିଷ ଶିଖିବାର ଅଛି ଆଉ ସେମାନଙ୍କର ଏକ୍ସପିରିଏନ୍ସ ମୋତେ ଏଇ ଜିନିଷ ଶିଖିବାର ଅଛି। ଫର୍ ଏକ୍ଜାମ୍ପଲ୍ ମନେକର ତୁମେ ଯିବ ଯେ ଆମେ ଗ୍ୟାସ୍ ଚୁଲାର କିଛିଟା ରୁରାଲ ୱିମେନ୍ ଅଛନ୍ତି ଯେଉଁମାନେ ଏବେ ବି କ'ଣ ମାନେ କାଠ ଚୁଲା ୟୁଜ୍ କରୁଛନ୍ତି। ଆମର ଏତେ ପ୍ରୋବ୍ଲେମ୍ ହେଲା ପରେ ବି ଏତେ ଇନିସିଏଟିଭ୍ ନେଲା ପରେ ବି ଗଭର୍ଣ୍ଣମେଣ୍ଟ ତରଫରୁ ଏତେ ପ୍ରୋଗ୍ରାମ୍ ହେଲା ପରେ ବି still they are sticking to the old methods of cooking using କ'ଣ wooden ଚୁଲାସ୍, ବୁଝିଲ ନାହିଁ। ତେଣୁ ସେଇ ଜିନିଷକୁ ଆମକୁ ବନ୍ଦ କରିବାର ଅଛି। ସେ କାହିଁକି ଏଇଟା କରୁଛନ୍ତି, ତାଙ୍କୁ କାହିଁକି ଗ୍ୟାସ୍ ୟୁଜ୍ କରୁନାହାନ୍ତି କି ବିଭିନ୍ନ ପ୍ରକାର ଷ୍ଟୋଭ୍ ୟୁଜ୍ କରୁନାହାନ୍ତି, ଯେଉଁ ଆମର ପ୍ରକାର ସୋଲାର ଷ୍ଟୋଭ୍ ହେଲା ଇଏ କି ନହେଲେ ଗ୍ୟାସ୍ ୟୁଜ୍ କରିପାରିବେ, କ'ଣ ପ୍ରୋବ୍ଲେମ୍ ହେଉଛି ହେଲା। ସେ ଜିନିଷକୁ ଆମକୁ ତାଙ୍କର ପ୍ରୋବ୍ଲେମ୍ ବିଷୟରେ ଜାଣିବାର ଅଛି, ପ୍ଲସ୍ ନୂଆ ଟେକ୍ନିକ୍ର ଆଡଭାଣ୍ଟେଜ୍ ବିଷୟରେ ତାଙ୍କୁ ଶିଖିବାର ଅଛି। ଆମ କ୍ଲାରିଟି ଆମ ଅବଜେକ୍ଟିଭରେ ଆମେ ପୁରା କ୍ଲିୟର ଯେ ଯାଇଛି ହେଲା, ଏଇଟା ହେବା ଦରକାର। ଆଉ ଗୋଟେ ଜିନିଷ ଯେତେବେଳେ ଆମେ ଯାଉଛନ୍ତି ଗୋଟେ ଘରକୁ ମନେକର ହୋମ୍ ଭିଜିଟ୍ କରୁଛନ୍ତି କି ଫାର୍ମ ଭିଜିଟ୍ କରୁଛନ୍ତି, ଲେଟ୍ ୱିମେନ୍ ଟକ୍। ସେଇ ଘରେ ଏମିତି ନୁହଁ ଯେ ତୁମେ ଯାଇକି ପହଞ୍ଚ ସ୍ତ୍ରୀ ଲୋକମାନେ କିଛି କହୁନାହାନ୍ତି ଆଉ ପୁରୁଷ ଲୋକଟା ଆସିକି କହୁଛନ୍ତି ଆମେ ଏଇଆ କରୁଛୁ କି ପୁରୁଷ ଲୋକ ତାଙ୍କ ସେ ଯେଉଁ କାମ କରୁଛନ୍ତି ତା ଭିତରେ ତାଙ୍କର ଅଭିଜ୍ଞତା ସେମାନେ କହିବେ। ସେ ଯାଇକି ଥୋଡ଼ି ରୋଷେଇ କ'ଣ ହେଉଛି କହିବେ, ଚୁଲା କ'ଣ ୟୁଜ୍ ହେଉଛି କହିବେ, କାଠ ଚୁଲାରେ ରୋଷେଇ କଲେ କ'ଣ ପ୍ରୋବ୍ଲେମ୍ ହେଉଛି, ପୁରୁଷ ଲୋକଟା କ'ଣ କହିବ। ଯେ ରୋଷେଇ କରୁଛି ସେ କହିବ ସିନା ତାର କ'ଣ ପ୍ରୋବ୍ଲେମ୍ ହେଉଛି। ତେଣୁ କିଛି ଲୋକ ଅଛନ୍ତି ଲାଜ କରିକି ରହିଯିବେ, କହିବେନି, ଫ୍ରଣ୍ଟକୁ ଆସିବେନି, ଏଇ ଟାଇପ୍ର ହେଉଛି। ତେଣୁ ଲେଟ୍ ଦ ୱିମେନ୍ ଟକ୍ ଏଟାକୁ ଏନ୍ସିଓର କରିବାକୁ ପଡ଼ିବ କାହାକୁ, ଏକ୍ସଟେନସନ୍ ଏଜୁକେଟରକୁ। ଯେ ମୁଁ ଯେତେବେଳେ ଯାଉଛି ଗୋଟେ ଫାର୍ମ ଭିଜିଟ୍ରେ ବା ଗୋଟେ ହୋମ୍ ଭିଜିଟ୍ରେ ପର୍ଟିକୁଲାର ଫାର୍ମର ହାଉସ୍ ମେକର ଯିଏ ୱିମେନ୍ ମାନେ ଏଗ୍ରିକଲଚରରେ ହଉ ବା ଏଠି ହଉ ଏଗ୍ରିକଲଚର ଫିଲ୍ଡରେ କାମ କରୁଥିବା ୱିମେନ୍ ମାନେ ହୁଅନ୍ତୁ ବା ଘରେ ରହିକି ଯେଉଁ ୱିମେନ୍ ମାନେ କାମ କରୁଛନ୍ତି ହୋମ୍ ମେକିଂ କରୁଛନ୍ତି ସେମାନେ ହୁଅନ୍ତୁ, ତ ସେମାନେ ୱିମେନ୍ ମାନଙ୍କର ଲେଟ୍ ଦ ୱିମେନ୍ ଟକ୍, ସେମାନଙ୍କର ଓପିନିଅନ୍ ନିଆଯାଉ। ଖାଲି ପୁରୁଷ ଲୋକଙ୍କର ଓପିନିଅନ୍ ନେଇକି ଧରିକି ପଳେଇ ଆସିଲେ ହେବନି ହେଲା, ଏଇଟା ଦରକାର। ଗୋଟେ ତାଙ୍କର ଯାହା ଭ୍ୟୁ ପଏଣ୍ଟ ଅଛି, ତାଙ୍କ କ'ଣ ପ୍ରୋବ୍ଲେମ୍ସ ଅଛି, କ'ଣ ସେମାନେ ଭାବୁଛନ୍ତି, ଯାହା ସେମାନଙ୍କର ଓପିନିଅନ୍ ତାକୁ ନୋଟ୍ ଡାଉନ୍ କରିଦିଆଯାଉ ପ୍ରପରଲି, ନୋଟ୍ କରାଯାଉ କ'ଣ ମନେକର କାହିଁକି ୱେଡେନ୍ ଚୁଲା ସବୁ ୟୁଜ୍ କରୁଛନ୍ତି, କାହିଁକି ଏତେ ଟେକ୍ନିକ୍ ଆସିଲେ କରୁନାହାନ୍ତି, ଫାଇନାନ୍ସିଆଲ୍ ପ୍ରୋବ୍ଲେମ୍ ରହୁଛି କି ଆକ୍ସେସିବିଲିଟିର ପ୍ରୋବ୍ଲେମ୍ ରହୁଛି
कि ब्लैक मार्केटिंग होची जे तांको अवेलेबल होनी गैस सिलेंडर अवेलेबल होनी तो व्हाट आर द मेजर रीजन से मानकर ओपिनियन कोन से माने कोन कहउछन लेट नो से माने कोन अबाउट देयर व्यू पॉइंट्स नो कथा हैला नोट डाउन देयर व्यू पॉइंट्स ने कोन कोन को ताको प्रॉपर्ली नोट करा जाव तापरे ତାଙ୍କର ଯୋଉ ଭ୍ୟୁ ପଏଣ୍ଟ ବା ଏଫର୍ଟସ୍ ଅଛି ଏମିତି ନୁହେଁ ତାଙ୍କୁ ସବୁବେଳେ ତମେ ଯାଇକି ଡିପ୍ରେସିଭ ନୁହଁ ଏଇଟା କଣ ସେଗୁଡା କଣ ବହୁତ ଲୋକ ଥିବେ ଦେଖିବ ଇଭିନ୍ ବି ମୋର ମନେ ଅଛି ତମକୁ କହୁଥିଲି ବୋଧେ ଥରେ ଆମେ ସ୍କୁଲରେ ପଢିଲା ବେଳେ ଏଠି ଆମ ଭିଲେଜ ସ୍କୁଲରେ ଆମେ ଏଠି ପଢିଲା ବେଳେ ଆମର ଓଡ଼ିଆ ଟିଚର ଥିଲେ ହେଲା ସବୁବେଳେ ସେ ମାନେ ଡିପ୍ରେସ କରନ୍ତି ସବୁବେଳେ ଖାଲି ଡିପ୍ରେସ କରିକି ରଖିବେ ତମେ କଣଟା ପଢୁଛ ତମେ ଭୁବନେଶ୍ୱରରେ କଟକରେ ଏଇ ଟାଇପର ପିଲା ଅଛନ୍ତି ତମକୁ ଗିଳିଯିବେ ତମକୁ ଗିଳିଦେବେ ତମେ କଣଟା ପଢୁଛ ତମେ ଏଭଳିଆ ଗିଳିଦେବେ ନା କଣଟା ଗୋଟେ ଆପ୍ଲିକେସନ ଲେଖୁଛୁ ମୋ ହଜାରେ ଭୁଲ ଅଛି ତୋର ସ୍ପେଲିଂ ମିଷ୍ଟେକ୍ ହଉଛି ସିଏ କିନ୍ତୁ ଏଗୁଡ଼ା ଗୋଟେ ସ୍କୁଲ ଛୁଆ ଯେତେବେଳେ ପଢୁଛି ଜାଣୁଛି ଶିଖୁଛି ସେ ଥୋଡ଼ି ମହାଜ୍ଞାନୀ ଗୋଟେ ନିଜ ଶିଖୁଛି ନା ସିଏ ତମେ ମେକିଂ ଫେଜ୍ରେ ଅଛି ତମେ ଶିଖେଇବ ଏଇଟା ଭୁଲ ହଉଛି ସେଇଟା ଭୁଲ ହଉଛି କି ଏମିତି କରିବାକୁ ପଡ଼ିବ ସେମିତି ଡିପ୍ରେସ୍ କରିଦେଲେ ସେ ଗୋଟେ ଛୋଟ ଛୁଆଟେ ଯିଏ ସ୍ୱପ୍ନ ଦେଖିବା ଷ୍ଟାର୍ଟ କରିଛି ତାକୁ ତା ମନ ମରିଯିବ ନା ବୁଝୁଛ ନା ନାଇଁ ତେଣୁ କଥା ହେଲା ତାଙ୍କୁ ଆପ୍ରିସିଏଟ୍ କରିବା କଥା ଜିନିଷକୁ ଆପ୍ରିସିଏଟ୍ କରିବ ଯେତେ ଆପ୍ରିସିଏଟ୍ କରିବ ସେତେ ଭଲ ଯେତେ ଆପ୍ରିସିଏଟ୍ କରିବା ଯେତେ ଆପ୍ରିସିଏଟ୍ କରିବା ଯେତେ ଆପ୍ରିସିଏଟ୍ କରିବା ସେତେ ଭଲ ତେଣୁ ଲେଟ୍ ଦେମ୍ ଆପ୍ରିସିଏଟ୍ ତେଣୁ ମାନେ ସରି କଥା ହେଲା ଯେ ୱି ନିଡ୍ ଟୁ ଆପ୍ରିସିଏଟ୍ ଦେମ୍ ତାଙ୍କ ଭ୍ୟୁ ପଏଣ୍ଟକୁ ତାଙ୍କ ଏଫର୍ଟକୁ ସେମାନେ ଯାହା କହୁଛନ୍ତି ସେଇ ଜିନିଷରେ କ'ଣ ଆମକୁ ଠିକ୍ ଠିକ୍ ଅଛି ଆପଣ ଠିକ୍ କରିଛନ୍ତି ଇଏ କରିଛନ୍ତି ତ ଗୋଟେ ତାଙ୍କୁ ଆପ୍ରିସିଏଟ୍ କଲେ ତାଙ୍କର ବି କ'ଣ କନେକ୍ସନଟା ବଢ଼ିବ ହାପି ମାନେ କନଫିଡେନ୍ସଟା ରାଇଜ୍ ହେବ ଯେ ହଁ ବୁଝିଗଲା ନା ତେଣୁ ସେଇଟାକୁ କରିବାର ଅଛି ତାପରେ ମନେକର ତାପରେ ଯେଉଁ ଭିଜିଟ୍ କରିବା କିପ୍ ଦ ଭିଜିଟ୍ ସର୍ଟ କିଛି ସମୟ କରିକି ଆସ ଏମିତି ନୁହଁ ଯେ ଯାଇକି ଘଣ୍ଟା ଘଣ୍ଟା ଧରିକି ଗପୁଛ ତାଙ୍କ ସହିତ ତ ସେମାନେ ବୋର୍ ହେଇଯିବେ ତମ ଇମ୍ପୋର୍ଟାନ୍ସ କମିଯିବ କିପ୍ ଦ ଭିଜିଟ୍ ସର୍ଟ ମାନେ ଯେତିକି ବାଲାନ୍ସ ରଖ ସେତିକି ଗଲ କଥା ଏମିତି ନୁହେଁ କି ପୁରା ସର୍ଟ କି ପୁରା ଲଙ୍ଗ ବି ନୁହେଁ ଯେତିକି ଦରକାର ହେଲା ତ ସର୍ଟ ଭିଜିଟ୍ ରଖ କରିକି ତମକୁ ପୁଣି ଆସିଯାଅ ହେଲା ପୁଣି ପରେ ତାଙ୍କୁ ଫଲୋ ଅପ୍ କର କିନ୍ତୁ ଯାଇକି ସେଠି ଘଣ୍ଟା ଘଣ୍ଟା ରହିବ ତାଙ୍କୁ ବୋର୍ ହେଇଯିବେ ନା ଲୋକ ଗୁଡ଼ା ତେଣୁ ସେଗୁଡ଼ା ଦରକାର ନାହିଁ ସେଗୁଡ଼ା କରିବା କଥା ନୁହେଁ ଆଉ ପ୍ରତି ଇଣ୍ଡିଭିଜୁଆଲକୁ ରେସ୍ପେକ୍ଟ କର ଯେ ଇଣ୍ଡିଭିଜୁଆଲ ୱାର୍କ କରିଛି ମୁଁ ଏଇଟା ବର୍ତ୍ତମାନ କହୁଛି ଯେ ଗୋଟେ ଏକ୍ସଟେନସନ ୱାର୍କରକୁ ଏଇସବୁ ଜିନିଷକୁ କେମିତି ମ୍ୟାନେଜ କରିବାର ଅଛି फार्म विजिट ଆଉ इंडिविजुअल विजिट फार्म विजिट ଆଉ होम विजिट ବେଳେ रेस्पेक्ट द इंडिविजुअलिटी प्रत्येक पर्सन सहित तुम इंटराक्ट करते फेस टू फेस इंटराक्ट कर रेस्पेक्ट हिज और हर इंडिविजुअलिटी दैट मोस्ट इंपोर्टेंट थिंग डिग्निटी ऑफ लेबर हम डिस्कशन करले प्रति इंडिविजुअलिटी को କାହାକୁ ଆମେ କ'ଣ ମାଲାଇନ୍ କରିକି କାର କ୍ୟାରେକ୍ଟରକୁ କାର ଏଫର୍ଟକୁ କାର ଓପିନିଅନକୁ ମାଲାଇନ୍ କରିବା କଥା ନୁହେଁ ଏବେ ବହୁତ ଲୋକ ମୁଁ ଦେଖୁଛି ଅଛନ୍ତି ଏବେ ବି ମାଲାଇନ୍ କରିକି କଥାବାର୍ତ୍ତା କିଛି କ'ଣ ଭାଇ ତୁ କ'ଣଟା କହିବୁ କାରଣ ଲୋକ ଏଠି କ'ଣ କି ବହୁତ ମାନେ ଅନଏଜୁକେଟେଡ୍ ସେମି ଏଜୁକେଟେଡ୍ ସୋସିଆଲାଇଜେସନ୍ ହେଇନି ପ୍ରପରଲି ଗୋଟେ ଲୋକ ଦେଖିବ ହଠାତ୍ ରାଗି ଯାଉଥିବେ ଗୋଟେ ଲୋକ ଦେଖିବ ହଠାତ୍ ତମକୁ ମାନେ ଆଉଟସାଇଡ୍ କରି କଥାବାର୍ତ୍ତା କରୁଥିବେ ସହିପାରୁନଥିବେ ତମକୁ ଗୋଟେ କ'ଣ ଆରେ କ'ଣଟା ତୁ ପ୍ରିପେୟାର କରୁଛୁ ସେ ତ ଗୋଟେ ଥରରେ କ୍ଲିୟର କରିଦେଲା ଏଇଭଳିଆ ଯେଉଁ ଲୋକ ତାଙ୍କର ପ୍ରପରଲି ସୋସିଆଲାଇଜେସନ୍ ହେଇନି ମୂର୍ଖ ଗୁଡ଼ାକ ତେଣୁ ସେ ସହିପାରୁନାହାନ୍ତି ତମ ଏଫର୍ଟକୁ କାଳେ ତମର ହେଇଯିବ ବୋଲି ଭାବିକି ବୁଝୁଛ ନା ନାହିଁ ତାଙ୍କୁ ଭଲ ଲାଗୁନି କି ତମ ପ୍ରେସ୍ଟା ତମ ଯେଉଁ ଏଫର୍ଟଟାକୁ ସେମାନେ ପ୍ରଶଂସା କରିପାରୁନାହାନ୍ତି ତମର ଏଫର୍ଟଟାକୁ ସେମାନେ ପ୍ରଶଂସା କରିପାରୁନାହାନ୍ତି ତମେ ପରିଶ୍ରମ କରୁଛି କଣ୍ଟିନ୍ୟୁଅସଲି ପରିଶ୍ରମ କରୁଛି ଗୋଟେ ଜିନିଷ ଆଚିଭ୍ କରିବାକୁ ଟ୍ରାଏ କରୁଛି ତ କେତେ ଜିନିଷ ଲାଗେ କେତେ ମୋଟିଭେସନ୍ ଲାଗେ ଗୋଟେ ଜିନିଷକୁ ପାଇବାକୁ ହେଲେ ଆମକୁ କନଷ୍ଟାଣ୍ଟଲି ଆମକୁ ଜଣେ ପ୍ରେଜ୍ କରିବା ଦରକାର କନଷ୍ଟାଣ୍ଟଲି ଆମ ମୋଟିଭେସନ୍କୁ ଅନର୍ କରିବା ଦରକାର ବା ଆମକୁ ତ ଆମ ଭିତରେ କନଫିଡେନ୍ସ ବିଲ୍ଡ ହେବ ଇଚ୍ଛା ଲାଗିବ ଆଉ ତମକୁ ଜଣେ ଡିପ୍ରେସ୍ କରାଇବ ତମ ଘରେ କିଏ ଗୋଟେ ଏମିତି ଲୋକ ଥିବ ସବୁବେଳେ କ'ଣଟା ପ୍ରିପେୟାର କରୁଛୁ ସେ 5 ଥର ପରୀକ୍ଷା ଦେଲାଣି ଆଉ ପଢୁଛି ନା କ'ଣ ଶୋଉଛି ନା କ'ଣ କରୁଛି ଏଇଭଳିଆ କହିଲେ କ'ଣ ହେବ ତାମାନେ ସେଇଭଳିଆ କଥା କହୁଥିବା ଲୋକଟା କମ୍ପ୍ଲିଟଲି ମୂର୍ଖଟେ ମେ ବି ପାଠ ପଢ଼ିଥିବ ଆକାଡେମିକାଲି ସାର୍ଟିଫିକେଟ୍ ପାଇଥିବ ବଟ୍ ଏବେ ବି ମୂର୍ଖଟେ ହେଇକି ବସିଛି ତାର ସୋସିଆଲାଇଜେସନ୍ କିଛି ହେଇନି ବୁଝିଲ ନା ତେଣୁ ସେ ଲୋକଙ୍କୁ ଦୂରେଇ ଦେବା କଥା ସେଇଟା ଆଣ୍ଟି ସୋସିଆଲ ଗୁଡ଼ାକ ତାଙ୍କର କିଛି ମାନେ କରିପାରିବେନି ଲାଇଫ୍ରେ ଅଧିକ ସେଇଭଳିଆ ଲୋକ କିଛି କରିପାରିବେନି ଲାଇଫ୍ରେ ନା କିଛି ହବ ଏମିତି କହି କହି ସେ ରହିବେ କେବଳ ତେଣୁ ଏଇଭଳିଆ ତେଣୁ ତାର ମାନେ ହେଲା ଯେ ପ୍ରତି ଇଣ୍ଡିଭିଜୁଆଲିଟିକୁ ଆମେ ରେସ୍ପେକ୍ଟ କରିବାର ଅଛି ତାପରେ ଆମକୁ ୱାନ୍ସ ଭିଜିଟ୍ କରିଦେଲେ ମୁଁ ଆଉ ଯିବାନି ଥରେ ଭିଜିଟ୍ କରି ଫଲୋ ଅପ୍ କରିବାକୁ ପଡ଼ିବ ଫଲୋ ଅପ୍ ଦରକାର କ'ଣ ହେଲା କ'ଣ ଇମ୍ପ୍ରୁଭମେଣ୍ଟ ହେଲା ପୁଣି କ'ଣ ହେଲା ତ ଫଲୋ ଅପ୍ କରିବା ଦରକାର ବିନା ଫଲୋ ଅପ୍ରେ କିଛି ଲାଭ ନାହିଁ ତ ଇଏ ଗୋଟେ ଟାଇପ୍ର ଦେଖ ଯଦି ଏମିତି କିଛି ଆସିଲା ମନେକର କାରଣ ଏବେ ଯେହେତୁ ଗୋଟେ କହିବାର ମୁଖ୍ୟ କାରଣ ହେଉଛି ମନେକର ଏବେ ଯେଉଁ ଆସୁଛି ବେଶୀ ସ୍ପେସିଫିକ୍ କରି କ୍ୱେଶ୍ଚିନ୍ଟା ପକାଉଛନ୍ତି ଷ୍ଟାର୍ଟ କରୁଛନ୍ତି ଯେହେତୁ ଟିକେ ପ୍ରତିବର୍ଷ ପରୀକ୍ଷା ହେଲାଣି ତ ସ୍ପେସିଫିକ୍ କରିବା ଷ୍ଟାର୍ଟ କଲେଣି ମନେକର ପଚାରିଦେଲେ ଫାର୍ମ ଆଣ୍ଡ ହୋମ୍ ଭିଜିଟ୍ ଫାର୍ମ ଆଣ୍ଡ ହୋମ୍ ଭିଜିଟ୍ ପଚାରିଦେଲେ 20 ମାର୍କରେ କ'ଣ କରିବ ସେଇଠି ଫାର୍ମ ହୋମ୍ ଭିଜିଟ୍ 20 ମାର୍କରେ ପଚାରିଦେଲେ କ'ଣ କରିବ ତମେ ଜାଣିଛ ତ ଇଣ୍ଡିଭିଜୁଆଲ ତମେ ଲେଖିବ ଫାର୍ମ ଆଣ୍ଡ ହୋମ୍ ଭିଜିଟ୍ ଅବଶ୍ୟ ଫାର୍ମ ଆଣ୍ଡ ଭିଜିଟ୍ ଯାହା ସବୁ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ୍ କିନ୍ତୁ ସେମିତି ପକେଇଦେଲେ ଆମେ କ୍ୱେଶ୍ଚିନ୍ଟା ମୋର ସ୍ପେସିଫିକ୍ କରିଦେଲେ ତାମାନେ ତ ଏଇଭଳିଆ ବନେଇବା ଲେଖିବା ନା ତ ଫାର୍ମ ଭିଜିଟ୍ ଇଜ୍ ଏ ଏକ୍ସାମ୍ପଲ୍ କ୍ଲାସିକ୍ ଏକ୍ସାମ୍ପଲ୍ ଅଫ୍ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ୍
तो तापर आम स्टार्ट कले आम प्रथम स्टेटमेंट हम गोटे इंडिविजुअल कंटाक्ट मेथड गोटे एग्जांपल बा इट इज ए टाइप ऑफ इंडिविजुअल कंटाक्ट मेथड तो आम स्टार्ट कले तार ऑब्जेक्टिव कौन हवा दरकार एडवांटेजेस कौन डिसएडवांटेजेस कौन ये एक्सटेंशन वर्कर कौन फंक्शन हवा दरकार मेनली जिनसे लिखली तो 20 मार्क आंसर बनीगला धर पेज 2 पेज ताहले 20 मार्क कोड टाइम हो जे परीक्षा रे किछि टाइम नै तेणु जते ब्रीफली आंसर रखो सेते बेटर हला तेणु ये सब गला गोटे तापर हम देखिया नेक्स्ट बर्तमान फार्मर बनकर कोन करे फार्मर्स कॉल बा हम कहउछन ऑफिस कॉल फार्मर्स कॉल लोक को काम कॉल करछन एठी कोन होउछ ना एटा भी देखो ऑफिस कॉल गोटे ही पारे फार्मर्स कॉल आउट टाइप रो माने ऑफिस कॉल माने आमे रही कॉल करछुनी बा एटा एई टाइप रो हम कहि परिबा ऑफिस कॉल भी से भलिया एका टाइप रो फार्मर्स कॉल माने फार्मर को हम ऑफिस को डकौछन फार्मर्स को हम ऑफिस को डकौछन केमदी देखो माने करो ये फार्मर्स कॉल पड़िला माने करो फार्मर्स कॉल टा भी गोटे इंडिविजुअल कांटेक्ट मेथड फार्मर्स कॉल टा भी गोटे इंडिविजुअल कांटेक्ट मेथड कथा लाथरे कोन होउची फार्मर्स कॉल जो इंडिविजुअल कांटेक्ट मेथड एथरे कोन होउची ना एथरे फार्मर्स बा होम मेकर जे से को इनवाइट करा होउची टू द एक्सटेंशन वर्कर प्लेस एक्सटेंशन वर्कर ता ऑफिस को डकोची का को फार्मर्स को किबा होम मेकर जे ता इनवाइट करा होउची तांको हेतु डके कि तांको हेतु इन्फॉर्मेशन का तांको असिस्टेंस प्रोवाइड करबा एठी हम घर को आस्तले एठी हम तांको डकेले इनवाइट कल हम एठी आसो एठी एडवांटेजेस कोन देखो प्रथम एडवांटेज है ये तो आमको जो सॉल्यूशन टू द प्रॉब्लम जहाँ तांगर अच्छे क्विक मिल जाव कारण से भी आम बेटा गोटे टाइप फेस टू फेस इंटरेक्शन ना होम आउ ये विजिट रे होम आउ फार्म विजिट रे निजे पाखक जाऊे एठी कौन फार्मर्स कॉल रे आम एठी डकईदेले क्या फार्मर्स को होम मेकर्स को ऑफिस को डकाला आम ऑफिस को डकईले सेठी रही इनफॉरमेशन नॉलेज जहाँ देवा कथा देले तो नो डाउट क्विक सॉल्यूशन आमको मिल नो डाउट से सहित से भी निजर प्रोब्लेम से अच्छे मन कहुई तुम जो प्रोब्लेम्स अच्छे क्या कौ प्रोब्लेम्स हो जहाँ जो रिलेटेड प्रोब्लेम्स हो मन होम मेकर्स मान किसी प्रोब्लेम्स हो रोसे कर ठीक रे कि गैस चूल्हा फेला प्रोब्लेम कर कि क्या मनकर गोबर गैस गोटे प्लांट बसाई सो ताकू इलेक्ट्रिक यूज करके करेंगे कि सोलार कुकर को मैंने यूज करने चाहते किसी तो गोटे हो जहाँ जो प्रोब्लेम्स होती तो से तार स्पेसिफिकल प्रोब्लेम को तार स्पेसिमेन नहीं तार गोटे प्रोब्लेम्स नहीं पाखे रेडी थे प्रोब्लेम्स कौन है ता सहित आमको से कौन जाकि टाइमली जहाँ इनपुट दवा कथा सर्विस दवा कथा प्रोब्लेम सॉल्यूशन पाए तो आराम से दे फास्ट टाइम इनफॉरमेशन दे यहाँ भी पूरा फार्म विजिट भाया कि ये डिफरेन्स आम से निजे जाऊे ये डकाई बुझे ना आ गोटे हूँ यहाँ गोटे ये कौन गोटे एक्सटेंशन ये एक्सटेंशन एजेंट को ए भी हेल्प हो माने कौन आमको जावाक मैंने जो एक्सटेंशन एजेंट तरफ जो ये होता माने कौन ताको गोटे टाइप जो कौन कह पार गोटे रिमाइंडर टाइप काम कर जोटा कि मनकर कौन ना मनकर से आगे तो डायरेक्ट तो रैंडमली डकौन मनकर प्रथम बुझी कौन प्रोब्लेम होती कौन ना तो से जिन आनिक आसे अलरेडी एम कौन अलरेडी से जिन शुणी मैंने प्रिपेयर होती एक्सटेंशन एजेंट सॉल्यूशन जहाँ जहाँ अच्छी प्रिपेयर होती पुणी से प्रोब्लेम सेयार कले काइंड ऑफ रिमाइंडर काम कला जे ये प्रोब्लेम्स होता पुणी तुम कौन राइट सॉल्यूशन दे पार तुम अवेलेबल सॉल्यूशन अच्छी तो दे हम तो ये गोटे टाइप एडवांटेजेस बनूँ गोटे कि डिसएडवांटेजेस कौन देख डिसएडवांटेजेस हूँ जे जिते डकाउन एक्सटेंशन वर्कर आम पाखे केते जन अच्छा आ सब एक्सटेंशन वर्कर ऑफिस रे बुलिकी बसिकी थी सेमती किसी ना आम जमी कहते नो डाउट गोटे कौन वॉलंटरी प्रोग्राम एक्सटेंशन वर्कर अलग भी जीवार अच्छी ना तो गोटे बसी गोटे फार्मर्स मन डकाउन आम गोटे फार्मर्स ऑफिस दिन सारा बसिक रही से केते आसो शिखेबा बेले बेले फिजिबल होनी अलग कम भी अच्छी एक तुम ग्रुप ऑफ फार्मर्स को डकई आम गोटे फार्मर्स को डकई ना इंडिविजुअल कांटेक्ट मेथड तो गोटे फार्मर्स को आम डकई जड़े डकई कि जड़े होम मेकर्स को आम डकई तो सब बेले ऑफिस अवेलेबल रही रे गोटे टाइप ठीक लगे मैं प्रोब्लेम हो पाए सब जड़े वेट करके रही तापर आउ बेले कौन हो आम जेहेतु यहाँ तो गोटे ये नुह जदि आम जमी गोटे फार्म विजिट करूँ कि होम विजिट करते से जाकि प्रोब्लेम देखुले फास्ट हैंड प्रोब्लेम रियल सिचुएसन रे कौन प्रोब्लेम देखुले ये से आसुच्च प्रोब्लेम विषय कहते मे बी आमको से जिन इमाजिन करवा आमको माने एक्सटेंशन वर्कर को से जिन इमाजिन करके बुझा हूँ तो कष्ट हो पाए हूँ न बुझीपे कौन से कहूँ रिलेट न करें
ବୁଝିଲେ ଆମେ ଜିନିଷ ଦେଖିଲେ ଯେମିତି ଜାଣି ଯାଉଛନ୍ତି ହଁ କ'ଣ ହେଇଛି କ'ଣ ନାହିଁ ସେଇଟା ଜଣଠୁ ଶୁଣିକି ଇମାଜିନ୍ କରି ହଁ ଏଇଆ ହେଇଥିବ ବୋଲି ତ କାଫି ଡିଫରେନ୍ସେସ୍ ଅଛି ନା ତ ସେଇଟା ବି ପ୍ରୋବ୍ଲେମ୍ ହେଇପାରେ ଯେ ଫାର୍ଷ୍ଟ ହ୍ୟାଣ୍ଡ ଇନଫର୍ମେସନ୍ ବା ଯୋଉ ମାନେ ଗୋଟେ କ'ଣ ଯୋଉ ଆମକୁ ଯୋଉ ସେଠି ଭିଜିଟ୍ କରିକି ଯାହା ମିଳିଥାନ୍ତା ଯୋଉ ଭଳିଆ ଆମ ଜିନିଷ ଆମେ ଯେମିତି ଭିଜୁଆଲାଇଜ୍ କରିଥାନ୍ତେ ସେ ଜିନିଷଟା ମେ ବି ଏକ୍ସଟେନ୍ସନ୍ ୱାର୍କରେ ଭିଜୁଆଲାଇଜ୍ କରିପାରୁନି ତାଠୁ ଶୁଣିକି ଏଇଟା ଗୋଟେ ପ୍ରୋବ୍ଲେମ୍ ହେଇପାରେ ହେଲା। ତାପରେ ଏଠି କ'ଣ ଗୋଟେ ଫିକ୍ସଡ ଡେଟ୍ରେ ଫିକ୍ସଡ ଆୱାର ପାଇଁ ରହିବ ନା ତମେ ଦେଖ ଏଇ ଦିନ ସମସ୍ତେ ଆସିବେ ତ ଆମେ ଗୋଟେ କ'ଣ ଏକ୍ସଟେନସନ୍ ୱାର୍କର ତ ଆହୁରି ବହୁତ କାମ ଅଛି ତେଣୁ ସେଠି ବସିକି ସେ କେବଳ ଗୋଟେ ଲୋକର ଗୋଟେ ଫିକ୍ସ ଡେଟ୍ ପାଇଁ ହଁ ଏତିକି ତାରିଖ ଦିନ 10ଟାରୁ 12ଟା ପର୍ଯ୍ୟନ୍ତ ମୁଁ ଥିବି ଏଇଟା ସେଇ ଟାଇମ୍ ଭିତରେ ମନେକର କୌଣସି କାରଣରୁ ଫାର୍ମର ଆସିପାରିଲାନି ପହଞ୍ଚି ପାରିଲେନି ତ ମିସମ୍ୟାଚ୍ ହେଇଗଲା ଟାଇମ୍ ଏଇଟା ବି ପ୍ରୋବ୍ଲେମ୍ ହବ ଏଇଟା ଗୋଟେ ହେଇପାରେ। ତାପରେ ମିଟିଂ ପାଇଁ ଆମକୁ ଆରେଞ୍ଜମେଣ୍ଟ ବି କରିବାର ଅଛି ଏ ତ ପ୍ରଥମେ ଯୋଉ ଡାକିବାର ଅଛି ସେଥିରେ ଭଲ୍ୟୁଣ୍ଟାରୀ ଇଏ ଗୋଟେ ଥୋଡ଼ି ତମେ ତାକୁ ପଇସା ସିଏ ତାଙ୍କ ହାତରୁ ପଇସା ଖର୍ଚ୍ଚ କରିକି ଆସିବେ ତମକୁ ପଇସା ଦେବାକୁ ପଡ଼ିବ ତମେ ଏଠିକି ଆସ ପୁଣି ତା ପାଇଁ ଆରେଞ୍ଜମେଣ୍ଟ କରିବାକୁ ପଡ଼ିବ ତା ଖାଇବା ପିଇବା ପାଇଁ ବନ୍ଦୋବସ୍ତ କରିବା ପାଇଁ ପଡ଼ିବ ମିଟିଂ ଯୋଉଠି ହବ ସେଇ ଜାଗାଟାରେ ବି କିଛି ଆରେଞ୍ଜମେଣ୍ଟ କରିବା ପାଇଁ ପଡ଼ିବ ସବୁ ଜିନିଷ ଡେମନଷ୍ଟ୍ରେସନ କ'ଣ କରିବ ଦେଖେଇବ ଏଇସବୁ ଜିନିଷର ପ୍ରପର ଆରେଞ୍ଜମେଣ୍ଟ ଦରକାର ସେଠି ତେଣୁ ଏଥିପାଇଁ ବି ତ ପଇସା ଖର୍ଚ୍ଚ ହବ ତେଣୁ ଏଇଟା ଗୋଟେ ଲିମିଟେସନ୍ସ ହେଇପାରେ ହେଲା। ତାପରେ ଆମକୁ କିଛିଟା ଟାଇମ୍ ଇଣ୍ଟରାକ୍ସନ୍ ପାଇଁ ଟାଇମ୍ ଦେବାକୁ ପଡ଼ିବ ଦିନ ରାତି 3 ଘଣ୍ଟା ଯାହା ଦେଲେ ଗୋଟେ ବି ଟାଇମ୍ ଦେବାକୁ ପଡ଼ିବ। ତାପରେ ଆଉ ଗୋଟେ ହେଲା ଯେ ଏଇ ଯେ ତାର ସଲ୍ୟୁସନ୍ ମାଧ୍ୟମରେ ଯେ ଯେ ଫାର୍ମର ଆସିଥିବ ସେ ପୁରା ସାଟିସ୍ଫାଏଡ୍ ହବ ବୁଝିପାରିବ ଏମିତି କିଛି ମାନେ ନାହିଁ ସବୁବେଳେ ସାଟିସ୍ଫାକ୍ସନ୍ ତାକୁ ମିଳିବ ସେମିତି କିଛି ମାନେ ନାହିଁ ହେଲା ସାଟିସ୍ଫାକ୍ସନ୍ ନ ମିଳି ବି ପାରେ ସେ ଠିକ୍ ସେ ବୁଝି ବି ନପାରେ ତେଣୁ ଏମିତି ଗୁଡ଼ାଏ ପ୍ରୋବ୍ଲେମ୍ସ ହେଇପାରେ ଲିମିଟେସନ୍ସ ଆସିପାରେ ହେଲା ମାନେ ଫାର୍ମର୍ସ କଲ୍ରେ। ଆଉ ଗୋଟେ କଥା ହେଲା କ'ଣ ନା ଏଇ ଯେତେ ଜିନିଷ ଆମେ ପଢୁଛନ୍ତି ମନେକର ଏଇ ଯୋଉ ଜିନିଷଟା ପଢୁଛନ୍ତି ଏଗୁଡ଼ା ଖାତାରେ ଲେଖିବା ପାଇଁ ଠିକ୍ ଅଛି କିନ୍ତୁ ରିୟଲିଟିରେ ଥୋଡ଼ି ଏତେ ଜିନିଷ ହଉଛି ରିୟଲିଟିରେ ଆମେ ଯେତେବେଳେ ହଉଛି ଏତେ ଜିନିଷ ଥୋଡ଼ି ହଉଛି ଏମିତି ଯିବ ଆସିବ ତମକୁ ଡକେଇବ ପଇସା ଖର୍ଚ୍ଚ କରିକି ସେ ଯିବ ଶିଖିବା ପାଇଁ ତା ପ୍ରୋବ୍ଲେମ୍ କ'ଣ ହେଇଛି ଜାଣିବା ପାଇଁ ଏତେ ପ୍ରପରଲି ହଉନି କୌଣସି ଜିନିଷ ଏତେ ଆୱାରନେସ୍ ଲୋକମାନଙ୍କ ପାଖରେ ନାହିଁ ବୁଝିହେଉଛି ନା ନାଇଁ ଏଇଟା କେବଳ ଠିକ୍ ଅଛି ପରୀକ୍ଷାରେ ଅଛି ମାନେ ସିଲାବସ୍ରେ ଅଛି ଲୋକ ପଢ଼ିକି ଲେଖୁଛନ୍ତି ହେଲା କିନ୍ତୁ ଏତେ ପ୍ରୋବ୍ଲେମ୍ ନାହିଁ ନା କିଏ ମାନେ ଜଣେ ମଧ୍ୟ ଗଲା ଯିଏ ଯିବ ଟିକେ ଇନଫ୍ଲୁଏନ୍ସିଆଲ ଲୋକ ଜାଣିବା ଶୁଣା ଲୋକ ହେଇଥିବ ଟିକେ ପଢ଼ାପଢ଼ି ସେମି ଏଜୁକେଟେଡ୍ ଲୋକ ହେଇଥିବ ସେ ଯିବ ଶିଖିବ ଦୁନିଆ ଜିନିଷ ହେଇପାରେ ତେଣୁ ଏଇ ସବୁ ଜିନିଷକୁ ଆମେ କ'ଣ କରିବାର ଅଛି ନା ଇଏ କିଛି ଆଡଭାଣ୍ଟେଜେସ୍ ସହିତ କିଛି ଡିସଆଡଭାଣ୍ଟେଜେସ୍ ଅଛି ଏଥିରେ କ'ଣ ଫାର୍ମର୍ସ କଲ୍ ମାନେ ଫାର୍ମର ନିଜେ ଯାଉଛି ଏକ୍ସଟେନସନ୍ ଏଜେଣ୍ଟର ଅଫିସକୁ ତା ପ୍ରୋବ୍ଲେମର ସଲ୍ୟୁସନ୍ ପାଇଁ ହେଲା ଏଇଟା ଗୋଟେ ହେଇପାରେ। ତାପରେ ଅଛି ପର୍ସନାଲ ଲେଟର ଥେଡ୍ ଆଉ ଗୋଟେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ୍ ଆମେ ପଢ଼ିଥିଲେ ପର୍ସନାଲ ଲେଟରରେ କ'ଣ ହବ ନା ପର୍ସନାଲ ଲେଟର ମାନେ ଗୋଟେ ରିଟିନ୍ ଫର୍ମାଟ୍ରେ ଗୋଟେ ପର୍ସନାଲ ଲେଟର ମାନେ ରିଟିନ୍ ମାନେ ଏକ୍ସଟେନସନ୍ ୱାର୍କରେ ଗୋଟେ ରିଟିନ୍ ଫର୍ମାଟ୍ରେ ଲେଟର ଲେଖୁଛି ଟୁ ପର୍ଟିକୁଲାର ହୋମ୍ ମେକରକୁ ବା ପର୍ଟିକୁଲାର ଫାର୍ମରକୁ ଅନ୍ ସ୍ପେସିଫିକ୍ ଏକ୍ସଟେନସନ୍ ୱାର୍କ ଗୋଟେ କୌଣସି ପର୍ଟିକୁଲାର ଇସ୍ୟୁ ଉପରେ ପର୍ଟିକୁଲାର ସବଜେକ୍ଟ ଉପରେ ଗୋଟେ ଲେଟର ଲେଖୁଛି ଏଥିରେ କ'ଣ ମାନେ ଏଥିରେ କ'ଣ ହବ ଦେଖ ତାମାନେ ଏଥିରେ ଗୋଟେ ଲେଟର ଆମକୁ ଲେଖାଗଲା ଯୋଉ ଜିନିଷ କୁହା ହଉଥିଲା ଆଗରୁ ଏଠି ରିଟିନ୍ ଫର୍ମାଟ୍ରେ ବର୍ତ୍ତମାନ ଗଲା ଯୋଉଠିକି ପହଞ୍ଚିଲା ତ ଅବଜେକ୍ଟିଭ କ'ଣ ଥିବ ଏଥିରେ ମେନଲି ଆମକୁ ତାଙ୍କର ଗୋଟେ ଆମେ ଯେତେବେଳେ ଗୋଟେ ପର୍ଟିକୁଲାର ସିଚୁଏସନର ପ୍ରୋବ୍ଲେମ୍ କ'ଣ ଜାଣିଲେ ଗୋଟେ ଘରର ବା ଗୋଟେ ଫାର୍ମର ହେଲା ଆଉ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମାଧ୍ୟମରେ ଆମେ ତାଙ୍କ ଘରକୁ ନ ଯାଇକି ବା ସେମାନଙ୍କୁ ନ ଡକେଇକି ଆମେ କ'ଣ କଲେ ନା ଲେଟର ଲେଖିଲେ ତାଙ୍କର ଯାହା ଯାହା କ୍ୱେରି ଅଛି ଯାହା ଯାହା ପ୍ରୋବ୍ଲେମ୍ ଇସ୍ୟୁଜ୍ ଅଛି ତାର ଆନ୍ସର କ'ଣ କ'ଣ ହେଇପାରିବ ଲେଟର ମାଧ୍ୟମରେ ଲେଖିଲେ ସବୁଗୁଡ଼ାକ ଲେଖିଲେ ତାପରେ ଏଥିରେ କ'ଣ ହବ ଆମକୁ ଏଠି ମେନଲି ମାନେ ଇମ୍ପୋର୍ଟାନ୍ସ ଇନଫର୍ମେସନ୍ ଗୁଡ଼ାକ ସେୟାର କରିକି ଦିଆହେଇଯିବ ଲେଖିବ ସିଏ ତା ସହିତ ଆଉ ଗୋଟେ ଅବଜେକ୍ଟିଭ ହବ କ'ଣ ନା ଯୋଉ କିଛି ଇମ୍ପୋର୍ଟାଣ୍ଟ ଆକ୍ଟିଭିଟି ଅଛି ସେଥିରେ କିଛି କୋଅପରେସନ୍ ଦରକାର ବୋଲି କହିପାରିବ ଯେ ଏଇ ଜାଣିଥିବ ସମସ୍ତଙ୍କର କୋଅପରେସନ୍ ଦରକାର ସମସ୍ତେ ମିଳିମିଶିକି କରିହେବ ସେ ବିଷୟରେ ବି ଲେଖିପାରେ ତେଣୁ ଏଇସବୁ ଜିନିଷ ଲେଖିଲା ବେଳକୁ ଯେତେବେଳେ ଗୋଟେ ଲେଟର ଲେଖୁଛି ତାର ଏକ୍ସଟେନସନ୍ ୱାର୍କରକୁ ବା ଏକ୍ସଟେନସନ୍ ଏଜେଣ୍ଟକୁ କେତେଟା ପଏଣ୍ଟ ଉପରେ ମୁଖ୍ୟତଃ ଧ୍ୟାନ ଦେବାର ଅଛି ଗୋଟେ ଲେଟର ଲେଖା ହେଉଛି ଗୋଟେ ପର୍ଟିକୁଲାର ଫାର୍ମର ପାଖକୁ ବା ହୋମ୍ ମେକର ପାଖକୁ କିଛି କିଛି ପଏଣ୍ଟ ଉପରେ ମ୍ୟାକ୍ସିମମ୍ ଫୋକସ୍ କରିବାର ଅଛି ପ୍ରଥମ କଥା କ'ଣ ହେଇଥିବା ଦରକାର ନା ଲେଟରଟା ତ ଠିକ୍ ଟାଇମ୍ରେ ଯାଇକି ପହଞ୍ଚିବା ଦରକାର ଏମିତି ନୁହଁ ତମେ ଲେଟର ଲେଖିଛ 2 ମାସ 3 ମାସ ହେଲାଣି ପହଞ୍ଚୁନି ଠିକ୍ ଟାଇମ୍ରେ ଯାଇକି ପହଞ୍ଚିବା ଦରକାର ପ୍ରଥମ କଥା ହେଲା ଦେଖ ଏଇ ଯୋଉ କଥା ଲେଖା ହେଇଥିଲା ଇଏ ବହୁତ ପୁରୁଣା ସମୟରେ ଲେଖା ହେଇଥିଲା ଦୁନିଆ ବହୁତ ଆଗେଇଗଲାଣି ବର୍ତ୍ତମାନ ଡିଜିଟାଲ ଇକୋନୋମି ବା ଡିଜିଟାଲ ଇଣ୍ଡିଆର ଯୋଉ କନସେପ୍ଟ ହେଇଗଲାଣି ଏତେ ହେଲାଣି ଆଜି ଲୋକ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ହେଲାଣି ଫୋନ୍ ସମସ୍ତେ ୟୁଜ୍ କଲେଣି ଆଗରୁ ଗାଁରେ ଗୋଟେ କୋଉଠି କ'ଣ ଲ୍ୟାଣ୍ଡ ଫୋନ୍ ଥିଲା ଘରେ କାଁ ଭାଁ ଗୋଟେ ଲ୍ୟାଣ୍ଡ ଫୋନ୍ ଥିଲା ଲୋକଙ୍କ ପାଖରେ ନଥିଲା ଲେଟରରେ ସବୁ ଜିନିଷ ଲେଖା ହେଇକି ଯାଉଥିଲା ତ ମେନି ଜିନିଷ ଆଜିକାଲି ସୋସାଇଟିର ଆମର କାଫି ଆମ ସୋସାଇଟିର ଷ୍ଟ୍ରକ୍ଚର ଆଜିକା ସମୟରେ 2022ରେ କାଫି ଚେଞ୍ଜ ହେଇଗଲାଣି ବୁଝିଲ ନା କିନ୍ତୁ ଏଇ ଜିନିଷର ଲେଖା ହେଇ ଯେହେତୁ ରେଲିଭାନ୍ସ ବି ଅଛି କିଛି ନା କିଛି ରେଲିଭାନ୍ସ ଅଛି ସେଥିପାଇଁ ଆମେ ପଢୁଛନ୍ତି ହେଲା ସିଲାବସରେ ବି ଅଛି ଆମ ପରୀକ୍ଷାର ସେଥିପାଇଁ ତେଣୁ ପ୍ରଥମ କଥା ହେଲା ଯେ ଟାଇମ୍ରେ ଯାଇକି ସେ ଲେଟର ପହଞ୍ଚିବା ଦରକାର ଏଇଟାକୁ ଯେ କାହାକୁ ଏଇସବୁ ପଏଣ୍ଟରେ କାହାକୁ ଧ୍ୟାନ ଦେବାର ଅଛି ଏକ୍ସଟେନସନ୍ ଏଜେଣ୍ଟକୁ ବା ଏକ୍ସଟେନସନ୍ ୱାର୍କରକୁ ତା ସହିତ ଏଥିରେ ଆମେ ଯେତେବେଳେ ଲେଖୁଛନ୍ତି ବହୁତ ସିମ୍ପଲ୍ ଆଉ କରେକ୍ଟ ଲାଙ୍ଗୁଏଜରେ ଲେଖିବା କଥା
बोधगम्य लांगुएज लिखा कथा मन इच्छा फ्लावरी लांगुएज यूज करके आउ तुम ये इंग्लीश लांगुएज यूज करके लिख थोड़ी से पढ़ी पारे ना बुझीपारे लोकल लांगुएज लिख बहुत लेजिबल हैंड रैटिंग लिखा दरकार प्रिंट करिया मनकर प्रिंट कले भी जिनस को आमको बहुत सरल लांगुएज लिखा दरकार जोटा कि से बुझीपारे ठीक से बहुत ब्रीफली लिखा कथा आउट साइड गोटे लिखले से कन्फ्यूजन हम बहुत ब्रीफली लिखा कथा आउ विभिन्न स्टेप माध्यम फ्लो चार्ट माध्यम डायग्राम ड्र करके सब सिक्वेन्शियली स्टेप गुड़ाक देखा दरकार सो दैट इट विल वेरी इजी फॉर देम टू अंडरस्टैंड टू ग्रास्प है ता सहित बहुत प्रैक्टिकेबल इनफॉरमेशन दरकार जोड़ा प्रैक्टिकली फिजिबल इनफॉरमेशन दवा दरकार एमती किसी तुम जिन दौच एग्जांपल दौच जो टोटली फिजिबल भी नुहे लोक गोटे किम्भूत किमाकार टाइप लगुच यहाँ कौन लिखी कौन अच्छे हो पारे ये लगुनि तेणु जोटा लोक विश्वास हम गोटे जो प्रैक्टिकेबल जोटा हम लोग लगे हाँ एमती हो पार तो ये टाइप इनफॉरमेशन दवा दरकार तेणु ये सब जिन गुड़ाक प्रति पर्सनल लेटर रे आमको कौन लिखार अच्छे तुम देखिए एडवांटेजेस कौन डिसएडवांटेजेस कौन सेम से इंडिविजुअल कॉन्टैक्ट मेथड पर्सनल लेटर लिखा प्रथम कथा जो फार्मर पाक जाऊँगी एजुकेटेड होता दरकार जो नॉन एजुकेटेड लोक फार्मर बा हाउस मेकर जी जो कम्प्लीटली किसी पढ़ी ना जानी ना इलिटरेट जो मैंने से थोड़ी बुझे थोड़ी इफेक्टिव हम कॉलेज तो पढ़ी पारे कौन हम तो अलग अलग लोक आसीस्टाट ने जो बायसनेस हो पाए थर्ड पर्सन पहुँचीगला तो बायसनेस आसपे तापर तुम जो लिखुच मन कर ब्रीफली करके जो लिखुच आम जमी इंडिविजुअल फेस टू फेस इंटराक्शन कले जिन गुड़ा एक्जांपल देकी बहुत सरल भाषा जिन को बुझाऊँ बोले हैंड रैटिंग लिखुं जिन हेनी ना स्पोकन इज समथिंग डिफरेंट फ्रॉम रिटेन बुझे ना रिटेन टा समस्त सी पढ़ी ठीक से विजुअलाइज कर गोटे प्रोब्लेम जे इंटरप्रिटेशन केमी जो जो लेटर लिखी तार इंटरप्रिटेशन केमी होता गोटे प्रोब्लेम क्रिएट कर लेटर ठीक टाइम पहुँचला कि नहीं बायस होगा ठीक टाइम न पहुँचला तो पुणी असुविधा तापर वन्स तुम रिटेन लिखिला माने से पुणी रिटेन तुमको जवाब देवे फीडबैक तुम फॉलोअप केमी कर रिटेन फॉलोअप कला इलिटरेट होते हैं पुणी प्रोब्लेम आज जन साहय नहीं कला बायसनेस आसो थर्ड पर्सन आस बायसनेस पड़े आसो ठीक से लिखा ना जनकर मुझे मो निज कथा लिखुची मुझे जन कह या मोबाइल लिखिदिए से लांगुएज लिख जिनसर काफी डिफरेन्स आसो ना बायसनेस काफी पड़े आसो तेणु यही सब जिन प्रोब्लेम अच्छे से टेलीफोन कॉल जब आम करवा टेलीफोन कॉल मनकर टेलीफोन कल भी ठीक अच्छे तुम आम कॉल कले फोन कले टेलीफोन कले फोन कराला जन को एठी कौन हम ना फास्ट एंड इनफॉरमेशन मिले तुम जो फेस टू फेस न देखी पारे भी तुम वॉइस इंस्टांटली इंटरचेंज हो जहाँ कह शुणुची से शुणुच्च होगा एठी कौन हम इनफॉरमेशन ठीक ठाक टाइमिंग माने तुमको फास्ट एंड इनफॉरमेशन तो मिले कथा हूँ टेलीफोनटा बर्तमान समय हो पाए कारण बर्तमान समय गाँ गाँव सब टेलीफोन हो गला टेलीफोन कॉल आगुरी इफेक्टिव नाला कौन पाई ना कारण समस्त टेलीफोन रखा को अफोर्ड कर पारे किसी वर्ष पूर्व तुम देख टेलीफोन फिर सब जगह था पंचायत गोटे टेलीफोन था बोले गाँव जी धनी श्रेणी लोक होते इनफ्लुएंसर लोक होते टेलीफोन था आउ तो समस्त पाखे नाला तेणु क्या गोटे कल मझे आसे आम जाऊला पंचायत तुम कल आस डाकी आस लोक तुम कल आस आउ 5 मिनट पर तुम जाऊल अनेक बस से टेलीफोन कथा 5 मिनट 10 मिनट जहाँ कथा आसला आजिकल थोड़ी जमी पकेट में टेलीफोन धरिक बुलचे सेमती नाला ना कंडीशन तेणु ये सब जिन गुड़ाक भी ना सब सब फार्मर अफोर्ड करेंगे टेलीफोन समस्त पाखे नाला तेणु ये जिनसा प्रोब्लेम होता है कि अर्बान और सेमी अर्बान फैमिली जो मान पाखे टेलीफोन था काफी पपुलर था जमी लोग हाउस हाउस मेकर होम मेकर किचन गार्डनिंग विषय शिखाऊला किचन फार्मिंग है सब छोट छोट जिन जो घरे रही निज छातर ये जो ग्रो कर भेजिटेबल्स वगैरह ये सब जिन लोक शिखा टेलीफोन माध्यम जो भेरी पपुलर था इन कौटी अर्बान लोकालिटीज और सेमी अर्बान लोकालिटीज क्योंकि से टेलीफोन को अफोर्ड कर पाखे टेलीफोन बंदोबस्त था किंतु बहुत रूराल एरिया कम्युनिटी ट्राइबल कम्युनिटी जो टेलीफोन बंदोबस्त नाला यहाँ बेसी इफेक्टिव हो पार तेणु ये सब जिन गुड़ा हूँ इंडिविजुअल कॉन्टैक्ट मेथड रे आ इंडिविजुअल कॉन्टैक्ट मेथड रो कौन कौन सब आम जानले बर्तमान से देखा ग्रुप कॉन्टैक्ट मेथड कौन देख ग्रुप कॉन्टैक्ट मेथड रे एठी सेठी जेन गोटे इंडिविजुअल को कॉन्टैक्ट करके गोटे इंडिविजुअल आगे पर्टिकुलर पर्सन सागर आम डेमोन्स्ट्रेशन दौले किसी टेक्निक बुझाऊे जहाँ करूँ आम से जिनसा करवा किंतु गोटे ग्रुप आगे है गोटे ग्रुप रे मे भी 15 16 17 लोक 20 भितर लोक थे स्मॉल ग्रुप गोटे किसी लोक आ ग्रुप माने कौन लाइक माइंडेड पीपल
ମାନେ ଆମେ ଗୋଟେ ଗ୍ରୁପ ବନେଇଛେ ମାନେ ଆମେ କହୁଛେ ଏଇଟା ଆମର ଗୋଟେ କ'ଣ ମନେକର ଆମେ କହିବା ଏଇଟା ଗୋଟେ ସିଭିଲ ସର୍ଭିସ ପ୍ରିପାରେସନ ଗ୍ରୁପ। ତାମାନେ ଏଠି ଯେତେ ମେମ୍ବର ସମସ୍ତଙ୍କର ଇଣ୍ଟେନସନ ହେଉଛି ସିଭିଲ ସର୍ଭିସ ପାଇଁ ପ୍ରିପେୟାର କରିବା। ଅପସନାଲ ବିଷୟରେ ଡିସ୍କସନ କରିବା, ଜିଏସ୍ ଡିସ୍କସନ କରିବା, ଏସ୍ଏ ବିଷୟରେ ଡିସ୍କସନ କରିବା, ଇଣ୍ଟରଭ୍ୟୁ ବିଷୟରେ ଡିସ୍କସନ କରିବା। ତ ଆମର ମାନଙ୍କର ସବୁ ସିମିଲାର ମାଇଣ୍ଡେଡ ପିଲା ସମସ୍ତେ ଆମେ ଗୋଟେ ପର୍ଟିକୁଲାର ଏକ୍ଜାମ ପାଇଁ ପ୍ରିପେୟାର ହେଉଛନ୍ତି, ତ ଆମେ ଗୋଟେ ଗ୍ରୁପ ବନେଇ ଦେଇଛନ୍ତି। ସେଇଭଳିଆ ଏଠି ମନେକର ଫାର୍ମର ଯେଉଁମାନଙ୍କର ଗୋଟେ ପର୍ଟିକୁଲାର ଟେକ୍ନିକ୍ ଲୋକ ଶିଖିବାକୁ ଚାହୁଁଛନ୍ତି, କିଏ ଅଛନ୍ତି କିଚେନ୍ ଗାର୍ଡେନିଂ ବିଷୟରେ କିଛିଟା ହୋମ୍ ମେକର ଜାଣିବା ପାଇଁ ଚାହୁଁଛନ୍ତି, ତ ସେମାନେ କେତେଟା ହୋମ୍ ମେକର ଯେଉଁମାନେ ରୁରାଲ ୱିମେନ୍ ମାନେ ସେମାନେ ମିଶି ଗୋଟେ ଗ୍ରୁପ ବନେଇଲେ, ତ ସେଇ ଗ୍ରୁପ ଆଗରେ ତମେ ଯାଇକି ଡେମନଷ୍ଟ୍ରେସନ ଦବ, ଶିଖେଇବ କିଚେନ୍ ଗାର୍ଡେନ କେମିତି ହେବ, ତାର ପ୍ରଫିଟ୍ କ'ଣ ହେବ, କେମିତି ଭଲ କ'ଣ ସବୁ ଅର୍ଗାନିକ ୱେରେ କେମିତି ଗ୍ରୋ କରିହେବ, ତାର ହେଲ୍ଥ ବେନିଫିଟ୍ କ'ଣ ସବୁ ପ୍ରକାର ଲୋକଙ୍କୁ ଶିଖେଇଲେ ସେଠି। ବୁଝୁଛନ୍ତି ନା? ତେଣୁ ସେଇଟା ଗ୍ରୁପ ଆଗରେ ଯେହେତୁ କରାହେଲା, ଗ୍ରୁପ କଣ୍ଟାକ୍ଟ ମେଥଡ଼ ସେଇଟା ଗୋଟେ ସଟନ୍ ଗ୍ରୁପ ଆଗରେ ଯେହେତୁ ଆମେ ଯେମିତି ବସୁଛେ ଗ୍ରୁପ କଣ୍ଟାକ୍ଟ ମେଥଡ଼। ଆର ମେନ୍ ଫିଚର ହେଉଛି କ'ଣ ଦେଖ, ମେନ୍ ଫିଚର ଗ୍ରୁପ କଣ୍ଟାକ୍ଟ ମେଥଡ଼ର ଏଥିରେ ତ ପ୍ରଥମ ହେଲା କିଛିଟା ଲୋକଙ୍କୁ ସିମିଲାର ମାଇଣ୍ଡେଡ୍, ଆମେ ଯେମିତି ଗୋଟେ ଲୋକକୁ ଶିଖଉଥିଲେ, ଏଠି କିଛିଟା ସିମିଲାର ମାଇଣ୍ଡେଡ୍ ଲୋକମାନଙ୍କୁ ଆମେ କିଛି ନ୍ୟୁ ଟେକ୍ନିକ୍ ବିଷୟରେ ବା ନ୍ୟୁ ସ୍କିଲ୍ ସମ୍ପର୍କରେ, ମନେକର କିଚେନ୍ ଗାର୍ଡେନିଂ ହେଲା, ମୁଁ ଏକ୍ଜାମ୍ପଲ ଆମ କଥା କହୁଥିଲି, କିଚେନ୍ ଗାର୍ଡେନିଂର ନୂଆ ଟେକ୍ନିକ୍ ବିଷୟରେ କିଛିଟା ହୋମ୍ ମେକର୍ସ ମାନଙ୍କୁ ଶିଖେଇଗଲା, ନ୍ୟୁ ସ୍କିଲ୍ ଶିଖେଇଲା। ତାମାନେ ତା ସହିତ ତାଙ୍କର ପିପୁଲ ତାଙ୍କର କିଛିଟା ଲୋକମାନଙ୍କର ଆଗରୁ ଏଇ ଜିନିଷ କରୁଛନ୍ତି, ତାଙ୍କର କିଛିଟା ଫଲ୍ଟ ରହିଛି ବା ନ୍ୟୁ ଟେକ୍ନିକ୍ ବିଷୟରେ ଧାରଣା ନାହିଁ, ତେଣୁ ତାଙ୍କ ଓଲ୍ଡ ସ୍କିଲ୍କୁ ଅପଡେଟ୍ କରିପାରିବେ ଏଇ ମାଧ୍ୟମରେ, ଓଲ୍ଡ ସ୍କିଲ୍କୁ ଏଇ ଜିନିଷ ମାଧ୍ୟମରେ ଅପଡେଟ୍ କରିପାରିବେ। ତ ଏଇଟା ଗୋଟେ ଟାଇପ୍ର ହେଇପାରେ ଯେ ଯେଉଁ ଲୋକମାନେ ଅଛନ୍ତି ତାଙ୍କର ଓଲ୍ଡ ସ୍କିଲ୍ରେ କାଫି ଅପଡେସନ୍ ହେଇପାରିବ। ତାପରେ ଯେଉଁ ଲର୍ଣ୍ଣର ମାନେ ଏଠି ଅଛନ୍ତି ମନେକର କିଛିଟା ଡିଫେକ୍ଟିଭ ପ୍ରାକ୍ଟିସ୍ ମାନେ ଆଗରୁ କରୁଥିଲେ, ତ ଇନଷ୍ଟାଣ୍ଟଲି ଦେ ୱିଲ୍ ଗେଟ୍ ଦ ଇନଫର୍ମେସନ୍ ଟୁ ଗେଟ୍ ରିଡ୍ ଅଫ୍ ଦୋଜ୍ ଡିଫେକ୍ଟିଭ ପ୍ରାକ୍ଟିସେସ୍। ସୋ ଡିଫେକ୍ଟିଭ ପ୍ରାକ୍ଟିସେସରୁ କେମିତି ମୁକ୍ତି ମିଳିବ ସେମାନଙ୍କୁ, ପ୍ଲସ୍ ନୂଆ ଜିନିଷ କଲା ପରେ କାଫି ଅପଗ୍ରେଡ୍ ହେବ, ଅପଡେସନ୍ ହେବ ତାଙ୍କ ଜିନିଷର, ତ ଏଇଟା ଗୋଟେ ଫାଷ୍ଟ ହ୍ୟାଣ୍ଡ ହେଇପାରିବ ସେଇ ସମୟରେ। ତାପରେ ହେଉଛି ଆମକୁ ଟାଇମ୍ ସେଭ୍ କରିବାର ଅଛି, ପରିଶ୍ରମ ସେଭ୍ କରିବାର ଅଛି, ବହୁତ ପ୍ରକାର ଯେଉଁ ଆଡ଼ୁ ସାଡ଼ୁ କାମ କରିକି ବିଭିନ୍ନ ଟେନସନ୍ ହେଉଥିଲା ସେଇ କରିବାରେ, ତେଣୁ ଆମକୁ ସାଟିସ୍ଫାକ୍ସନ୍ ଲର୍ଣ୍ଣରଙ୍କର ଏଥିରେ ବଢ଼ିବ। ବୁଝିଲେ ନା? ଦେଖିବ କାଫି ଯେଉଁମାନେ ସିଭିଲ ସର୍ଭିସର କାଫି ଦେଖିବ, ମୁଁ ନିଜ ଏକ୍ସପିରିଏନ୍ସରୁ କହୁଛି, କାଫି ଲୋକ ଯେତେବେଳେ ପ୍ରିପାରେସନ୍ ଷ୍ଟାର୍ଟ କରନ୍ତି ତାଙ୍କ ମୁଣ୍ଡରେ କିଛିଟା ଲୋକ ଭୂତ ପୁରେଇ ଦିଅନ୍ତି ଯେ ସେଲ୍ଫ ପ୍ରିପାରେସନ୍ କରିବ, ସେଲ୍ଫ ଷ୍ଟଡି କରିବ। ଆରେ ସେ ଦେଖିଲ ସେ ଟପ୍ କରିଛି ଏଥର, ସେ ବି ସେଲ୍ଫ ଷ୍ଟଡି କରିକି ପାଇଛି, ସେ କରି ସେଲ୍ଫ ଷ୍ଟଡି କରି ପାଇଛି, ଏଭଳିଆ ପଢ଼ି ଦିଅନ୍ତି। କିଛି ପିଲା କ'ଣ କରନ୍ତି ନା ଆଡମିସନ୍ ନେଇଥିବେ କୌଣସି ଇନଷ୍ଟିଚ୍ୟୁଟ୍ରେ, ଯାଇକି ଦେଇଦେଇଥିବେ 50,000 40,000 ଆଡମିସନ୍, 60,000 ଯାହା ପଇସା ଇନଷ୍ଟଲମେଣ୍ଟ ଦେଇଦେଇଥିବେ, କିନ୍ତୁ ତାଙ୍କ କଥାରେ ତାଙ୍କୁ ଏତେ ମସଗୁଲ ହେଇକି ଇଣ୍ଟରଭ୍ୟୁ ଦେଖିଦେବେ, ସେ କହିଦେବ ଆଇ ଡୋଣ୍ଟ ହାଭ୍ ଏନି ମାନେ ଆଇ ହାଭ୍ ନଟ୍ ଟେକେନ୍ ଏନି କୋଚିଂ ଏନିୱେୟାର, ଆଇ ହାଭ୍ ବିଲ୍ଟ ମାଇ ସେଲ୍ଫ, ଏଇ ଟାଇପ୍ର କ'ଣ ଗୋଟେ ଭାଷଣ ଦେଇଦେବ। ତ ପିଲା ତାକୁ ଶୁଣିକି କାଫି ମୋଟିଭେଟେଡ୍ ହେଇଯିବେ, କିନ୍ତୁ ସେମାନେ ବୁଝିପାରିବେନି କି ତାର ଷ୍ଟ୍ରକ୍ଚରାଲ ଆଡପ୍ଟିବିଲିଟି ଯେତିକି, ତମର ଷ୍ଟ୍ରକ୍ଚରାଲ ଆଡପ୍ଟିବିଲିଟି ସେତିକି ନାହିଁ। someone who has been taught from her or his childhood from DPSP कहते DPS ରେ ପଢିକି ଆସିଛି କି କୌଣସି କନଭେଣ୍ଟ ସ୍କୁଲରେ ହାଇ କ୍ୱାଲିଟିର ଇଂଲିଶ ମିଡ଼ିୟମ ସ୍କୁଲରେ ପଢିକି ଆସିଛି, ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ବହୁତ ଭଲ ଅଛି, କାଫି ଏଜୁକେଟେଡ୍ ଆଟମୋସ୍ଫିୟର ଭିତରେ ଅପବ୍ରିଙ୍ଗିଂ ହେଇଛି, ଜିନିଷକୁ ବହୁତ ଭଲ ଭାବରେ ପରସିଭ୍ କରିଛି, ତାର ଜିନିଷକୁ ଦେଖିବାର ନଜରିଆ, ଜିନିଷକୁ ଭିଜୁଆଲାଇଜ୍ କରିବାର ଯେଉଁ ନଜରିଆ ଅଛି ତମ ପାଖରେ ସେଇଟା ନାହିଁ। ମେ ବି ସିଏ ଗୋଟେ ଗ୍ରାଜୁଏଟ୍, ତମେ ଗୋଟେ ଗ୍ରାଜୁଏଟ୍, ଆଉ ଗ୍ରାଜୁଏଟ୍ ଏମିତି ପରୀକ୍ଷାରେ ପାସ୍ କରିକି ସାର୍ଟିଫିକେଟ୍ ନେଇ ଗ୍ରାଜୁଏଟ୍ ବନା କିଛି ବଡ଼ କଥା ନୁହଁ ଆଜିକାଲି ସମୟରେ। ତେଣୁ ଜିନିଷ ତମର ବହୁତ ଡିଫରେନ୍ସେସ୍ ଅଛି ନା, ତେଣୁ ହୁଏତ ତା ପାଇଁ ଜିନିଷ ଇଜି ଥିଲା, ମାନେ ସେ କରିଦେଲା, ତମେ କରିପାରିବନି। ତେଣୁ ତମକୁ ସେ ଗ୍ୟାପ୍ଟା ମାନେ ଷ୍ଟ୍ରକ୍ଚରାଲ ଆଡପ୍ଟେବିଲିଟିଟା ନାହିଁ ଏଠି। ଯେଉଁ ଷ୍ଟ୍ରକ୍ଚରକୁ ମାନେ ଯେଉଁ ଷ୍ଟ୍ରକ୍ଚରଟା ବନା ହେଇଛି ସିଭିଲ ସର୍ଭିସ ପରୀକ୍ଷାରେ, ଏଇ ପରୀକ୍ଷା ଷ୍ଟେପ୍ ବାଇ ଷ୍ଟେପ୍ ଗଲେ ତମେ ଫାଇନାଲ ଅଫିସର ବନିବ, ତାକୁ ଆଡପ୍ଟ କରିବାର ଯେଉଁ ଗ୍ୟାପ୍ଟା କ୍ରିଏଟ୍ ହେଇକି ଅଛି ତମ ପାଖରେ, ସେ ଜିନିଷକୁ ମିନିମାଇଜ ତ କର। ଏଇଟା ବୁଝା ପଡୁନି ପିଲାଙ୍କୁ ଷ୍ଟାର୍ଟିଂରେ, ବୁଝିଲା ବେଳକୁ ଏଜ୍ ଶେଷ, ବୁଝିହେଉଛି ନା ନାଇଁ? ତେଣୁ ବୁଝା ଯେହେତୁ ପଡୁନି ସବୁ ହଇରାଣ ହେଉଛନ୍ତି ସେଥିପାଇଁ। ଆଉ ଏଇ ଷ୍ଟ୍ରକ୍ଚରାଲ ଆଡପ୍ଟେବିଲିଟିକୁ ତ କମ୍ କରିବା ଦରକାର। ଏଇଟା କେମିତି କମ୍? କାହାର ହେଲ୍ପ ନେବା, ବିଭିନ୍ନ ଇଲେକ୍ଟ୍ରୋନିକ୍ ଯେଉଁ ବିଭିନ୍ନ କୋଚିଂର ହଉ ବା ଯେକୌଣସି ବଡ଼ କିଏ ସିନିୟର ଅଛନ୍ତି ତାଙ୍କର ହଉ ବା ଯାହାର ହଉ, କିଛି ଲୋକଙ୍କର ହେଲ୍ପ ନେଇ ଜିନିଷକୁ ବୁଝି ୟୁଜୁଆଲ କରି ଆମର କ'ଣ ବଢ଼ିବ, ଆମର ଏକ୍ସପିରିଏନ୍ସ ବଢ଼ିବ, ସବୁ ଜିନିଷ ବଢ଼ିବ, ଆଉଟଲୁକ୍ ବଢ଼ିବ, ଜିନିଷ ବଢ଼ିବ, ତମେ ଶିଖିଯିବା ଜାଣିବା, ତ ଗ୍ରାଜୁଆଲି ଆମର ସକ୍ସେସ୍ ହେଇଯାଇପାରେ, ଗୋଟେ ଦିନ ଏମିତି ଆସିକି ପହଞ୍ଚିବ ଆମ ପାଖରେ, ତମେ ସବୁ ଗେଟ୍ ଦ ସକ୍ସେସ୍। କିନ୍ତୁ ଏଇଟା କାଫି ଲୋକ ତମକୁ ବାୟସନେସ୍ କରିବେ ଷ୍ଟାର୍ଟିଂରୁ, ବୁଝୁଛ ନା? ବହୁତ ଲୋକ ଏଭଳିଆ କରିବେ, ଯେହେତୁ ଆମକୁ ବହୁତ ପିଲାଙ୍କୁ ଯେହେତୁ କେହି ମାନେ କହିବାକୁ କେହି ନାହାନ୍ତି, ନିଜର ମାନେ ପଛରେ କେହି ନାହାନ୍ତି ଜିନିଷକୁ ବୁଝିବା ପାଇଁ, ସେମାନେ କାଫି ବାଇସ୍ଡ ହେଇଯାଉଛନ୍ତି, ସେଥିପାଇଁ ଅନସକ୍ସେସ୍ ଫେଲୁଅର ସବୁ, ବୁଝୁଛ ନା? କାହାଣୀ ଲାଗେ ଏ ବର୍ଷ ଏ ଅପସନାଲ, ଆଉ ବର୍ଷ ଆଉ ଅପସନାଲ। ଏବେ ଜଣେ ପିଲା ମତେ କହୁଛନ୍ତି ତାର ହେଇଗଲାଣି ବୋଧେ ସେ ୟୁପିଏସସି ଇଣ୍ଟରଭ୍ୟୁ ଦେଇକି ଆସିছে ସିଏ, ଏବେ ମତେ କହୁଛି ଭୁଲ ହେଇଗଲା ଏଥର, ଫରେଷ୍ଟ ଅପସନାଲଟା ନେଇଗଲି, ମାନେ ଏ ପର୍ଯ୍ୟନ୍ତ ବି 5-6 ଥର ଖଣ୍ଡେ ଆଟେମ୍ପ୍ଟ ହେଇଗଲାଣି, ଅପସନାଲ ରାଇଟ୍ ହେଇପାରୁନି, କୋଉଟା ନେବା, 6th ଆଟେମ୍ପ୍ଟ ହେଇଗଲାଣି।
ଅପସନାଲ ରିଡ୍ ହେଇପାରୁନି କୋଉଟା ନହେଲେ। ସେଥିପାଇଁ କହୁଛି ଏଇଭଳିଆ ନା, ଇଏ ଗୋଟେ ଚକ୍ର ଟାଇପର। ଯଦି ଠିକ ମାନେ ଛାଞ୍ଚରେ ପଡ଼ିଗଲା ଷ୍ଟାର୍ଟିଂରୁ, ତ ସାଙ୍ଗେ ସାଙ୍ଗେ ହେଇକି ପଳେଇବ, ବାହାରିଯିବ ଏଥିରୁ। ଆଉ ଯିଏ ପଡ଼ି ପାରିଲାନି ସେଇ ଚକ୍ରବ୍ୟୂହ ଭିତରେ ଘୁରି ଚାଲିଥିବ, ଘୁରି ଚାଲିଥିବ, ଘୁରି ଚାଲିଥିବ, ଘୁରି ଚାଲିଥିବ। ଯେତେ ଥର ପେସେନ୍ସ ଅଛି ସେତେ ଥର ରହିବ। ପେସେନ୍ସ ହଟିଗଲେ ବାହାରିଗଲା ଅଲଗା ଡିରେକ୍ସନରେ ଯାଇକି, ଆଉ ଅଲଗା କୋଉଠି ଚାକିରି ବାକିରି କରି ରହିବାର ଅଛି। ତେଣୁ ଠିକ ଛାଞ୍ଚରେ ଯିଏ ପଡ଼ି ପାରୁନି ନା, ସେ ଘୁରି ବୁଲିବ ଆ ଭିତରେ। ଏ ଅପସନାଲ ସେ ଅପସନାଲ, ସେ ଅପସନାଲ ସେ ଅପସନାଲ। ମୋତେ ଫାଷ୍ଟ କୁହ, ଇଭିନ୍ ଆମ କଲେଜରୁ ବି ପିଲାଙ୍କୁ 10 ରାଙ୍କ ଆସିଛି। ଆମ କଲେଜରେ ପଢ଼ିଥିବା ପିଲାଙ୍କୁ ବି 10 ରାଙ୍କ ଆସିଛି। ମୁଁ ଗୋଟେ ପିଲା ଦେଖିଛି ଦିଲ୍ଲୀରେ, ଆଇଆଇଟି ଦିଲ୍ଲୀ ପାସ୍ ଆଉଟ୍, 7th ଆଟେମ୍ପ୍ଟ ଦଉଥିଲା ସେ ବର୍ଷ। 7th ଆଟେମ୍ପ୍ଟ। ଆଉ ଆଇଆଇଟି ଦିଲ୍ଲୀ ତାର ଭଲ ରାଙ୍କ, ଯେଇ ଆଡଭାନ୍ସରେ ବଢ଼ିଆ ରାଙ୍କ ଥିଲା ଜେରେ। ତ ଆଇଆଇଟି ଦିଲ୍ଲୀ ତାକୁ ମିଳିଥିଲା। ତାପରେ କାହିଁକି ସେ 7th ଆଟେମ୍ପ୍ଟ କଣ ପାଇଁ ଦଉଛି? ବାଏସ୍ଡ ଷ୍ଟାର୍ଟିଂରୁ। ସେ ବର୍ଷ ନେଇଥିଲା ସିଏ ସାଂସ୍କ୍ରିଟ ଲିଟରେଚର। ଇମାଜିନ୍ କେତେ ଚେଞ୍ଜ କରି 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 ସାଂସ୍କ୍ରିଟ ଲିଟରେଚର ଆସିକି ନେଇକି ବସିଲାଣି ସିଏ। ତାମାନେ ନୁହଁ ଯେ ପରୀକ୍ଷାରେ କିଛି ଜ୍ଞାନର ଇଏ ଅଛି, ଟ୍ୟାଲେଣ୍ଟ ଅଛି ଥୋଡ଼ି। ଯୋଉ ପିଲା ଏତେ ଭଲ ରାଙ୍କ ରଖିଥିଲା ଯଦି ଆଇଆଇଟି ଜେଇରେ, ତାକୁ ଆସିବନି କଣ ପାଇଁ? କଣ ତାର ପ୍ରୋବ୍ଲେମ ଅଛି? ସବୁ ତ ଠିକ ଅଛି, ତ କାହିଁକି ହଉନି? କାରଣ ଏଇ ଯୋଉ ସିଷ୍ଟମରେ ଜିନିଷକୁ ବୁଝିବାରେ ଷ୍ଟାର୍ଟିଂରୁ ପ୍ରୋବ୍ଲେମ ହେଇଛି। ତ ଘୁରି ବୁଲୁଛି, ଘୁରି ବୁଲୁଛି, ଘୁରି ବୁଲୁଛି, ଆଉ ଘୁରି ବୁଲୁଥିବ ସେମିତି ଠିକ ସେ ନ ପଡ଼ିଲା ପର୍ଯ୍ୟନ୍ତ। ବୁଝିହେଉଛି ନା ନାଇଁ? ତେଣୁ କହିବାର ଉଦ୍ଦେଶ୍ୟ ହେଲା ଯେ ଗ୍ରୁପ କଣ୍ଟାକ୍ଟ ମେଥଡ ମାଧ୍ୟମରେ ଆମେ କଣ କରିବା ନା, ଲୋକଙ୍କର ସେଇ ଷ୍ଟ୍ରକ୍ଚରାଲ ଆଡାପ୍ଟାବିଲିଟିକୁ ବଢ଼େଇବା। ଲୋକ ଜାଣିନାହାନ୍ତି ନା, ଆୱାରନେସ୍ ନାହିଁ ବା ଜିନିଷକୁ ଠିକ୍ ସେ ଫିଲ୍ କରିନାହାନ୍ତି। ସେଇ ଯୋଉ ଗ୍ୟାପ୍ଟା ରହିଯାଇଛି, କି କିଏ ଫଲ୍ଟି ୟୁଜ୍ ମେଥଡ଼ ୟୁଜ୍ କରୁଛି, ଫଲ୍ଟି ମେଥଡ଼ ୟୁଜ୍ କରୁଛି, ଇଏ କରୁଛି, ସେ କୋଉଠି ବାୟସ୍ ନେଇଛି ଯା ତା କଥା ଶୁଣିକି ଇଏ ଜିନିଷ। ତ ପରଫେକ୍ଟ ଜିନିଷ ଯୋଉଟା ଦରକାର, ଆକୁରେଟ୍ ଜିନିଷ, ତାକୁ ତାଙ୍କ ପାଖରେ ପହଞ୍ଚିଗଲା। ସୋ ଦ୍ୟାଟ୍ ହେବା ଫଳରେ କଣ, ସେ ଯୋଉ ନିଜର ଆୱାରନେସ୍ ବଢ଼ିଲା, ଷ୍ଟ୍ରକ୍ଚରାଲ ଆଡାପ୍ଟାବିଲିଟି ବଢ଼ିବ। କହିବାର ମୁଖ୍ୟ କାରଣ ହେଉଛି ସେଇଟା। ଆଉ ଗୋଟେ କଣ ହଉଛି ନା, କଣ ଆଉ ଗୋଟେ କହୁଥିଲି କଣ ନା, ଗ୍ରୁପ କଣ୍ଟାକ୍ଟ ମେଥଡରେ ଆଉ ଗୋଟେ କଥା କହୁଥିଲି କଣ, ଆଉ ଗୋଟେ କଣ ହବ ନା, ଏଇଟା ହେବା ଦ୍ୱାରା କଣ ହବ ନା, ଲୋକଙ୍କର କନଫିଡେନ୍ସ ବଢ଼ିବ। ଲୋକ ଯେତେବେଳେ ନିଜର ଭୁଲକୁ ସୁଧାର କରିକି ନୂଆ ମେଥଡ୍ସ ଆପଣେଇଲେ, ତ ସେଠୁ କାଫି ତାଙ୍କୁ ଭଲ ପ୍ରଫିଟ୍ ମିଳିଲା ବା ଆଉଟକମ୍ ଭଲ ମିଳିଲା। ତ ଗ୍ରାଜୁଆଲି ତାଙ୍କର କନଫିଡେନ୍ସ ବଢ଼ିଲା। ଆଉ ଯୋଉଟା ବି ବହୁତ ଭଲ କଥା ଗୋଟେ ହେଲା। ଆମ ଆଟେମ୍ପ୍ଟ ପାଇଁ ଆମେ ଯୋଉ ଆମର ଯୋଉ ରଖିଛନ୍ତି, ମାନେ ଆମର ମେନ୍ ଇଣ୍ଟେନସନ୍ ଯେମିତି କହିଥିଲି, ଏଠି ଆମେ ଲୋକଙ୍କର ଇଣ୍ଟରେଷ୍ଟଟାକୁ ବଢ଼େଇବା ପାଇଁ ଚାହୁଁଛନ୍ତି। ପ୍ରତି କ୍ଷେତ୍ରରେ ଆମର ଯୋଉ ମେନ୍ କାମ ହେଉଛି ଏଠି ଇଣ୍ଟରେଷ୍ଟକୁ ବଢ଼େଇବା, ବାକି ସବୁ ଆପଣା ଆପଣ ହେଇଯିବ। କାରଣ ମୁଁ କହୁଥିଲି ଏଇଟା ଆମେ ଯୋଉ ଯାଇକି ଡେମନଷ୍ଟ୍ରେଟ୍ କଲେ, ତାମାନେ ଆଟେନସନକୁ ଗ୍ରାବ୍ କଲେ। ୱାନ୍ସ ଆଟେନସନ ଗ୍ରାବ୍ ହେଲେ ଇଣ୍ଟରେଷ୍ଟଟା ବଢ଼ିବା ଦରକାର। ଇଣ୍ଟରେଷ୍ଟଟା କେମିତି ବଢ଼ିବ ସେଟା ହେଉଛି ଆମ କାମ। ଏଇ ଇଣ୍ଟରେଷ୍ଟ ଯୋଉ ବଢ଼ିବ, ଦ୍ୟାଟ୍ ଇଜ୍ ଷ୍ଟ୍ରକ୍ଚରାଲ ଆଡାପ୍ଟାବିଲିଟି। ଷ୍ଟ୍ରକ୍ଚରାଲ ଆଡାପ୍ଟାବିଲିଟି, ଷ୍ଟ୍ରକ୍ଚରାଲ ଆଡାପ୍ଟାବିଲିଟି। ତାମାନେ ଷ୍ଟ୍ରକ୍ଚରାଲି ଜିନିଷକୁ ଆଡାପ୍ଟ କରିନେଲେ ଆମେ, ଆମକୁ ଖୁସି ଲାଗିଲା, ମଜା ଲାଗିଲା। ଆଉ ୱାନ୍ସ ଇଣ୍ଟରେଷ୍ଟ ବଢ଼ିଲା ମାନେ ତ ଡେଜର ବଢ଼ିବ, ଡେଜର ପରେ କନଭିକ୍ସନ, କନଷ୍ଟ୍ରକ୍ସନ ୱାର୍କକୁ ଆକ୍ସନକୁ କନଭର୍ଟ ହବ, ତ ସାଟିସ୍ଫାକ୍ସନ ମିଳିବ, ବାକି ଜିନିଷ ଅଟୋମେଟିକ ହେଇ ଚାଲିବ। କିନ୍ତୁ ଇଣ୍ଟରେଷ୍ଟ ଯୋଉ ଗ୍ରାବ୍ ହବ, ସେଇଟା ହେଉଛି ମେନ୍ ଜିନିଷ। ତେଣୁ ସେଇ ଯୋଉ ଗ୍ରାବ୍ କରିବା ପାଇଁ ଆମକୁ ଆଡାପ୍ଟାବିଲିଟି ଦରକାର, ଆଉ ସେଇଟାକୁ ଆମେ ବଢ଼େଇବା ଏ ମାଧ୍ୟମରେ। ତେଣୁ ଗ୍ରୁପ କଣ୍ଟାକ୍ଟ ମାଧ୍ୟମରେ ଆକୁ ସବୁଥିରେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମାଧ୍ୟମରେ ଇଣ୍ଡିଭିଜୁଆଲକୁ କଣ୍ଟାକ୍ଟ କରିକି କରୁଥିଲେ, ଗ୍ରୁପ କଣ୍ଟାକ୍ଟ ମାଧ୍ୟମରେ କିଛିଟା ସିମିଲାର ମାଇଣ୍ଡେଡ ଲୋକଙ୍କର ଯୋଉ ଗ୍ରୁପ ବନେଇକି ଅଛନ୍ତି ସେଇ ଜିନିଷ କଲେ। ଆଚ୍ଛା, ପ୍ରଥମ ହେଲା ଏଇ ସବୁ ଜିନିଷ ହେବା ପୂର୍ବରୁ କଣ ନା, ଗ୍ରୁପ କଣ୍ଟାକ୍ଟ ମେଥଡ ହେବା ପୂର୍ବରୁ ଯୋଉ କହିଲି ଏଇଟା ସବୁ ଫିଚର ଗୁଡାକ, ତ ପ୍ରଥମ କଥା ହେଲା ଯେ ଯୋଉ ଗ୍ରୁପଟା ବନିବ, ଏକ୍ସଟେନସନ ୱାର୍କକୁ କଣ କଣ ଏନସିଓର କରିବାକୁ ପଡ଼ିବ। ଏକ୍ସଟେନସନ ୱାର୍କରେ ପ୍ରଥମେ ଏନସିଓର କରିବା କଥା ଯେ ଏକ୍ସଟେନସନ ୱାର୍କରକୁ ଏନସିଓର କରିବା କଥା ଯେ ଯୋଉ ଗ୍ରୁପଟା ବନିଛି ତାଙ୍କର, ମୁଁ କହିଥିଲି ଯେ ସିମିଲାର ମାଇଣ୍ଡେଡ ଲୋକମାନେ ଗୋଟେ ପର୍ଟିକୁଲାର ଇସ୍ୟୁକୁ ନେଇକି ଗୋଟେ ଗ୍ରୁପ ବନେଇଥିବେ। ତ ଆମକୁ ଜାଣିବା ଦରକାର କୋଉ ଟାଇପର ଗ୍ରୁପ। ଆମର ଦେଖିବ ଗାଁରେ ଯୋଉ ସେଲ୍ଫ ହେଲ୍ପ ଗ୍ରୁପ ବନଉଛି, ତା ମାନେ କଣ, ପୁରା କୋଉମାନେ ପଲିଟ୍ରିକ ନେଇକି ଗ୍ରୁପ ବନଉଛନ୍ତି, କି କିଏ ଗୋଟେ ବିଭିନ୍ନ ପ୍ରକାର ଡୋମେଷ୍ଟିକ ସ୍ମଲ ସ୍କେଲରେ କିଛି କିଛି ବିଜନେସ ଆକ୍ଟିଭିଟି କରିକି ଗୋଟେ ଛୋଟ ଗ୍ରୁପ ବନଉଛନ୍ତି, ଯୋଉମାନଙ୍କୁ ଆଜିକାଲି ଗଭର୍ଣ୍ଣମେଣ୍ଟ ତରଫରୁ କିଛିଟା ଲୋନ ମିଳୁଛି, ସେଗୁଡ଼ା ୟୁଜ କରିକି ସେମାନେ କିଛି କିଛି ଗ୍ରୁପ ବନେଇ କରୁଛନ୍ତି। ଗୋଟେ ପର୍ଟିକୁଲାର ଜିନିଷ କରୁଛନ୍ତି ନା, ଗୋଟେ ଗ୍ରୁପ ଦ୍ୱାରା ଗୋଟେ ପର୍ଟିକୁଲାର ଜିନିଷ ହଉଛି। କୁକୁଡ଼ା ଚାଷ କରିବା ଗୋଟେ ଗ୍ରୁପ, କି ମାଛ ଚାଷ କରିବା ଗୋଟେ ଗ୍ରୁପ, କି କୌଣସି ଗୋଟେ ସ୍ମଲ ସ୍କେଲରେ ଗୋଟେ ଛୋଟ ବିଜନେସ କରିବା ଗୋଟେ ଗ୍ରୁପ ହେଲା। ଯେକୌଣସି ଜିନିଷ କରିବାକୁ ତ ଗ୍ରୁପ ତ ବନିବ ସେଇଟା। ତେଣୁ ସେଇ ଗ୍ରୁପଟା କୋଉ ଟାଇପର ଗ୍ରୁପ, ସେଇ ଗ୍ରୁପର ଲିଡରସିପ୍ ପ୍ୟାଟର୍ନ କଣ, ସେଟା ଡେମୋକ୍ରାଟିକାଲି ତାଙ୍କ ଭିତରେ ଦେଖିବ। ଯୋଉ ଗ୍ରୁପ ସବୁ ସେଲ୍ଫ ହେଲ୍ପ ଗ୍ରୁପ ରୁରାଲ ଏରିଆରେ ବନୁଛି, ତାଙ୍କ ଭିତରେ ଜଣେ ପ୍ରେସିଡେଣ୍ଟ ଥିବେ, ଜଣେ କ୍ୟାସିୟର ଥିବେ, ଜଣେ ସେକ୍ରେଟାରୀ ଥିବେ, ଏଇ ଟାଇପର ହଉଛି। ତାମାନେ ସେମାନେ ସବୁ ଡେମୋକ୍ରାଟିକାଲି ମାନେ ସମସ୍ତଙ୍କର ସହମତି କ୍ରମେ ସେମାନଙ୍କୁ ଏଇଭଳିଆ ପୋଜିସନ ମିଳିଛି। ତେଣୁ କୋଉ ଟାଇପର ଗ୍ରୁପ ଅଛି, କଣ ଗ୍ରୁପର ଲିଡରସିପ୍ ପ୍ୟାଟର୍ନ କଣ, ଏଇଟା ଆମକୁ ଜାଣିବା ଦରକାର। ତା ସହିତ
ସେମାନଙ୍କର ପର୍ଟିକୁଲାର ଯେଉଁ ଇଣ୍ଟରେଷ୍ଟ ଅଛି କେଉଁ ଉପରେ ଇଣ୍ଟରେଷ୍ଟ ଅଛି ସେ ବିଷୟରେ ଆମେ ଜାଣିଲେ ଆମେ ମାନେ ଏକ୍ସଟେନସନ ୱାର୍କର ଜାଣିଲା ଏକ୍ସଟେନସନ ୱାର୍କର ଜାଣିଲା ତାର ଯେଉଁ ଯେଉଁ ପ୍ରୋବ୍ଲେମ୍ସ ଅଛି ତା ନିଡ୍ କ'ଣ ଫେଲ୍ଟ ନିଡ୍ ଅନଫେଲ୍ଟ ନିଡ୍ସ ବିଷୟରେ ସବୁ ଜାଣିଲେ ସେ ଗ୍ରୁପର ହେଲା ଆଉ ତାଙ୍କର ଏଜୁକେସନାଲ ଲେଭେଲ କ'ଣ ଗ୍ରୁପ ମେମ୍ବର ମାନଙ୍କର ସୋସିଓ ଇକୋନୋମିକ ଷ୍ଟାଟସ କ'ଣ ଗ୍ରୁପ ମେମ୍ବର ମାନଙ୍କର ସେ ବିଷୟରେ ବି ଏକ୍ସଟେନସନ ୱାର୍କରକୁ ଜଣା ହେଲା ତେଣୁ ଏଇ ଯେତେବେଳେ ଗ୍ରୁପ ଜଣା ହେଲା ଏଥିରେ ଆମେ କ'ଣ କରିପାରିବା ନା ଏଥିରେ ଆମେ କ'ଣ କରିପାରିବା ନା ଏଥିରେ ଆମେ ରେଜଲ୍ଟ ଡେମନଷ୍ଟ୍ରେସନ କରିକି ତାଙ୍କୁ ଦେଖେଇ ପାରିବା କୌଣସି ଆମେ ଏସବୁ ଜିନିଷ ଜାଣିଗଲେ ଗ୍ରୁପର କେଉଁ ଟାଇପ୍ର ଗ୍ରୁପର ଲୋକମାନଙ୍କର ଇଣ୍ଟରେଷ୍ଟ କ'ଣ ଗ୍ରୁପରେ ଯେତେ ମେମ୍ବର ଅଛନ୍ତି ସେଥିରେ ଲିଡରସିପ୍ର ପ୍ୟାଟର୍ନ କ'ଣ ଗ୍ରୁପରେ ରହୁଥିବା ଲୋକମାନଙ୍କର ଇଣ୍ଟରେଷ୍ଟ କ'ଣ ବା ସେମାନଙ୍କର ଯେଉଁ କ'ଣ କହିବା ସେମାନଙ୍କର ମାନଙ୍କର ସୋସିଓ ଇକୋନୋମିକ କଣ୍ଡିସନ୍ସ କ'ଣ सोशियो इकोनॉमिक स्टैंडर्ड विषय लोक मान जानीगले तो गोटे प्रोफाइल आम ग्रुप प्रोफाइल आम भर नॉलेज पलि आसला मैंने एक्सटेंशन वर्कर को ग्रुप प्रोफाइल गोटे क्लीयर नॉलेज पलि आसला तेणु ये ग्रुप कॉन्टैक्ट माध्यम आम पढ़ा आम ये रिजल्ट डेमोन्स्ट्रेशन है कि ग्रुप मीटिंग है फील्ड ट्रिप्स है कि मेथड डेमोन्स्ट्रेशन है कि ग्रुप डिस्कशन है कि स्टडी टूर है एमती विभिन्न प्रकार जो मेथड्स गुड़ाक अच्छे सब कौन आम कह दीज आर द एग्जांपल्स ऑफ ग्रुप कॉन्टैक्ट मेथड यही माध्यम एक ग्रुप कॉन्टैक्ट मेथड किसी टिपिकल एग्जांपल्स हो पाए तेणु ये पूर्व आम कौन करार अच्छे ना कौन कौन प्रोसीजर फॉलो करार अच्छे देख माने एक्सटेंशन वर्कर को कौन प्रोसीजर फॉलो करार अच्छे मेन तो सिचुएशन को आम एनालिसिस हो गला पर नीड कौन जना पड़गला नीड माने बोथ फेल्ट और अनफेल्ट नीड्स विषय जना पड़गला तापर आम कौन कले जे आम जो डेमोन्स्ट्रेशन करिया माने डेमोन्स्ट्रेशन करवा किसी गोटे जिनस डेमोन्स्ट्रेशन हम तो प्लान कले तो कौन प्लान होगा डेमोन्स्ट्रेशन कौन हम केमती कौन डिटेलिंग प्लान होगा तापर से डेमोन्स्ट्रेशन को प्रैक्टिस कले पूर्वर आठी जाकि पुणी कहूँ कौन भूल भाल हो पुणी प्रोब्लेम ता पूर्व गोटे प्रैक्टिस होगा जे केमती कौन कहवा कौन ना तापर जाकि डेमोन्स्ट्रेशन दिगला तापर फॉलोअप कराला यहाँ गोटे सिक्वेन्शियल जिन फॉलोअप तो नोट दरकार देलापर कौन इम्प्रूवमेंट हो कौन प्रोब्लेम हो कौन गोटे फॉलोअप दरकार से अनुसार पुणी फर्दर इम्प्रूवमेंट हम तेणु यही सब जिन को आम होगा तेणु यही सब यहाँ मेन मेन बेसिक बेसिक फीचर होगा तार आमको कौन कौन ग्रुप कॉन्टैक्ट मेथड कौन करार अच्छे आदि देखा आर एडवांटेजेस कौन डिसएडवांटेजेस कौन ग्रुप कॉन्टैक्ट मेथड जो होल देखा देख ग्रुप कॉन्टैक्ट मेथड एडवांटेजेस है ये आम कि इंडिविजुअल कॉन्टैक्ट मेथड में गोटे पर्टिकुलर लोक कॉन्टैक्ट करते किसी तो ग्रुप सिमिलर माइंडेड किसी ग्रुप लोक किसी अधिक लोक मे भी 20-25 जन हो 20-17-18 जन 20 जन ये टाइप लोक हो पारती कि काफी लोक तो इंडिविजुअल कॉन्टैक्ट तो काफी अधिक तो किसी लोक आम ये कौन गोटे सेम टाइम एका टाइम गोटे टाइम एजुकेट कर गोटे यहाँ गोटे तापर ये आमको जिन सब जब देखिए आमको देखिकी शुणिकी डिस्कसन करी पार्टिसिपेशन द्वारा से इंटरेस्ट बढ़ आम मेन लाइन इंटरेस्ट को बढ़ेगा ये जो सब टीचिंग मेथड्स यूज कराऊँ यार मुख्य इंटेंशन हो इंटरेस्ट को बढ़ेगा लोकंर कारण इंटेंशन तो अटेंशन तो ग्राफ करने कि इंटरेस्ट को बढ़िया दरकार प्रति तेणु इंटरेस्ट केमी बढ़ जो स्ट्रक्चरल आडाप्टेबिलिटी मैंने स्ट्रक्चर को आडाप्ट करेंगे से आडाप्टेबिलिटी बढ़ से मुख्य काम से प्रोजेक्ट देखा किसी जहाँ देखेले भी मन डेमोन्स्ट्रेशन कले से देखिले शुणिले भितर डिस्कसन है जो पार्टिसिपेशन द्वारा ये जिन हो पारा तो यहाँ हवा द्वारा कौन होना आमर मेन इंटेंशन हूँ इंटरेस्ट को स्टिमुलेट करवा कारण इंटरेस्ट जब बढ़ीगला इंटरेस्ट को बढ़ला माने संगे संगे कौन हम डेजार को कन्वर्ट हो डेजार को कन्वर्ट होगा माने सेटा गोटे कन्विक्शन को जो कन्वर्ट हो वन्स कन्विक्शन आसीगला माने कंस्ट्रक्टिव एक्शन को ट्रांसलेट हो जोटा अल्टीमेटली वी गेट सैटिस्फैक्शन बुझे ना नहीं तो यहाँ ऑटोमेटिकली हम कि इंटरेस्ट को राइज करवा माध्यम यहाँ आम कम ये तापर कौन हम ना कस्ट टे आउ गए कस्ट टे कमिज कस्ट माने इंडिविजुअल कॉन्टैक्ट मेथड रे हम जमी जन पिछा खर्च करते जन को आउ जड़े आउ जड़े काफी कस्टली गोटे अफेयर थी एथेर ता अपेक्षा टी कस्ट कम खर्च हो आउ गोटे हूँ कौन ना ये स्किल एस्टिमेट जन को स्किल शिखौले ये काफी लोक स्किल शिखे पार तो स्किल जो माने एक्विजिशनटा लोक द्वारा स्किल शिखार रेटा काफी फास्ट हो सीटी आम जन जन को शिखेला आज काली कि गोटे दिन में जन जन करके शिखा अपेक्षा ये ग्रुप ग्रुप करके शिखेले नो डाउट स्किल जो आसेप्टान्स काफी फास्ट रहा यहाँ गोटे फास्ट रहा कि देख से स्किल आसेप्टान्स इंटेंसिटी अधिक हम कौटी कौटी कि इंडिविजुअल कॉन्टैक्ट मेथड कारण हम जन को तो शिखुचे पर्टिकुलर फोकस कर लोकटा को फोकस कर प्रोब्लेम हो बुझीपार ना कौन प्रोब्लेम है फोकस कर ग्रुप कॉन्टैक्ट मेथड में ग्रुप को शिखेले 20 जन को शिखेले मतलब 20 जन लोग शिखेला 20 जन भर किए भर ठीक से शिखुचे ना शुणुचे ना नहीं आम थोड़ा एत तो नजर रोनी ना
କିନ୍ତୁ ଆମେ ଭାବି ନେଉଛନ୍ତି ଯେ କାଳେ 20 ଜଣଙ୍କୁ ଶିଖେଇଲେ, ଏଠି ଆମେ ଜଣଙ୍କୁ ଶିଖଉଥିଲେ, ଏଠି 20। ତେଣୁ ଆକ୍ସେପ୍ଟାନ୍ସଟା ମ୍ୟାକ୍ସିମମ୍ ହେଇପାରେ ଏଠି। କିନ୍ତୁ ଇଫେକ୍ଟ ଯଦି ଦେଖିବା, ଇଫେକ୍ଟ ମାନେ ଯୋଉ ଏଫିସିଏନ୍ସିଟା କୋଉଠି ଭଲ ବା କୋଉଟା ମୋର ଇଫେକ୍ଟିଭ, ସେଇଟା ମୋର ଇଫେକ୍ଟିଭ କୋଉଟା ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ। କିନ୍ତୁ ଏଠି ଯେହେତୁ ବହୁତ ଲୋକ ଏକକାଳୀନ ଶିଖୁଛନ୍ତି, ତ ଏଠି କ'ଣ ହବ, ଆକ୍ସେପ୍ଟାନ୍ସଟା ରେଟ୍ଟା କାଫି ଅଧିକ ହବ ବୋଲି ଆମେ ଭାବିବା। ଏଠି ଆକ୍ସେପ୍ଟାନ୍ସ ରେଟ୍ଟା ମ୍ୟାକ୍ସିମମ୍। ଏଠି ତାପରେ ଏଇଟା ହେବା ଦ୍ୱାରା କ'ଣ ନା, ଗୋଟେ ମାନେ ଏକ୍ସଟେନସନ ୱାର୍କର କନଫିଡେନ୍ସ ଲୋକମାନଙ୍କ ଉପରେ ବି ବଢ଼ିବ, ଲୋକମାନଙ୍କର କନଫିଡେନ୍ସ ଏକ୍ସଟେନସନ ୱାର୍କର ଉପରେ ବି ବଢ଼ିବ। ଯେହେତୁ ମନେକର ଠିକ୍ ସେ ହେଲା, ଲୋକ ଶିଖିପାରିଲେ ମନର, ତ କନଫିଡେନ୍ସଟା ମ୍ୟୁଚୁଆଲ ହବ, ୟାଙ୍କ ଉପରେ ବଢ଼ିବ, ତାଙ୍କ ଉପରେ ବି କନଫିଡେନ୍ସଟା ବଢ଼ିବ। ଆଉ ଏଠି କ'ଣ ହବ, এইটা ହେବା ଦ୍ୱାରା ଆମ ଯେଉଁ ଗୋଟେ ଜିନିଷ ଶିଖା ହେଇଗଲା, ଆମେ ତ ଅଲରେଡ଼ି ମୁଁ କହିଲି ଲୋକାଲ ଲିଡର୍ସ ମାନଙ୍କର ଯେଉଁମାନେ ଅଛନ୍ତି ତାଙ୍କୁ ତୈୟାର କରାହେଇଥିବ। ଯଦି ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ କିଛି ଲୋକାଲ ଲେବଲକୁ ଆମେ ତୈୟାର କରିକି ରଖିଛେ ଇନଫ୍ଲୁଏନ୍ସିଆଲ ଲୋକଙ୍କୁ, ତ ଆମେ ଗୋଟେ ଜିନିଷ ଶିଖିକି ଆସିଲେ ମାନେ ସେମାନେ ଶିଖିଗଲେ, ତ ସେଇଟାକୁ ସେମାନେ କ'ଣ ସିମୁଲେଟ୍ କରି ଚାଲିବେ, ତା ଦେହରେ ରିପିଟ୍ ମୋଡ୍ରେ ଲୋକଙ୍କୁ ବୁଝେଇବେ। ଯଦି କିଛି ଲୋକଙ୍କୁ ଶିଖେଇ ଦେଲେ ସେ ମେଥଡଟା, ତ ଆମେ ଆସିଲା ପରେ ବି ଯଦି ଏକ୍ସଟେନସନ ଏଜେଣ୍ଟ ସେଠି ଆଭେଲେବଲ ସବୁବେଳେ ରହୁନି, ତ ଇଭିନ୍ ଯେଉଁ ଲିଡର ମାନେ ବା ଲୋକାଲ ରିପ୍ରେଜେଣ୍ଟେସନ ଯେଉଁମାନେ ଦେଉଛନ୍ତି, ଯେଉଁମାନେ ଅଛନ୍ତି, ସେମାନେ ଜିନିଷ ମାନେ ଶିଖିଗଲା ମାନେ ଜିନିଷ ରିପିଟ୍ କରି ଚାଲିବ। ଯଦି ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ ତାଙ୍କୁ ଠିକ୍ ସେ ଶିଖା ହେଇଯାଇଛି ମନେକର, କି ସେଠି ସେଇ ମଧ୍ୟ ଗ୍ରୁପ କଣ୍ଟାକ୍ଟ ମେଥଡରେ ବି ସେମାନେ ଭଲରେ ଶିଖିଗଲେ, ଲିଡର ଯେଉଁମାନେ ନେଉଛନ୍ତି, ଲିଡରସିପ୍ କ୍ୱାଲିଟିରେ ଅଛନ୍ତି, ସେ ଜିନିଷକୁ ସେମାନେ ଶିଖେଇବେ ଲୋକଙ୍କୁ। ରିପିଟେସନ ମୋଡରେ ଯେଉଁମାନେ ବି ଶିଖିପାରି ନାହାନ୍ତି କି ରହିଯାଇଛନ୍ତି, ଠିକ୍ ସେ ବୁଝା ପଡ଼ିନି, ସେମାନଙ୍କୁ ଆଉ ଥରେ ଶିଖେଇ ପାରିବେ। ତ ରିପିଟେସନ ମୋଡରେ ସେମାନେ ପ୍ରୋଗ୍ରାମକୁ କ'ଣ କରିପାରିବେ, କଣ୍ଟିନ୍ୟୁ କରିପାରିବେ, ଯେଉଁମାନେ ଲିଡରସିପ୍ କ୍ୱାଲିଟି ରୋଲରେ ଅଛନ୍ତି। ତାପରେ ଆଉ ଗୋଟେ ହେଉଛି କ'ଣ ନା, ଏଠି ହେଉଛି ଆମକୁ नो डाउट ବହୁତ କମ୍ କଷ୍ଟରେ ଆମେ କାଫି ଆମ ଯେଉଁ ଚେଞ୍ଜ ଇନିସିଏଟିଭଟାକୁ ବା ଲୋକଙ୍କୁ ତ ଚେଞ୍ଜ କରିବା ଆମର ମେନ୍ ଇଣ୍ଟେନସନ୍ ନା, ତାପରେ ଇଣ୍ଟରେଷ୍ଟ ବଢ଼ିବ, ଲୋକଙ୍କର ଥିଙ୍କିଂରେ ଚେଞ୍ଜ ବା ଆଟିଚ୍ୟୁଡ଼ରେ ଚେଞ୍ଜ ଆଣିବା। ତେଣୁ ଏଇଟା କ'ଣ, ଚେଞ୍ଜର ଯେଉଁ ପ୍ରାକ୍ଟିସଟା ବହୁତ ଲୋ କଷ୍ଟରେ ହେଇଯିବ। ସେଠି ଆମକୁ ବହୁତ ଖର୍ଚ୍ଚ କରିବାକୁ ପଡ଼ୁଥିଲା ଗୋଟେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ, ଏଠି ଆମେ ବହୁତ କମ୍ ଖର୍ଚ୍ଚରେ ଜିନିଷ ହେଇଯିବ। ତାପରେ ଏଠି ଆଉ କ'ଣ ହବ ନା, ଏଠି କାଫି ପବ୍ଲିସିଟି ବି ମିଳିବ। ଯେହେତୁ କାଫି ଏଗୁରୁ ଅତ୍ୟଧିକ ଲୋକ ବା 10-20 ଜଣ ଲୋକ ଅଛନ୍ତି, ଆମର ପବ୍ଲିସିଟି ବି ହେବ। ଆମେ ଯଦି ଗୋଟେ ଲୋକଙ୍କୁ ଆମ ଯେତିକି ପବ୍ଲିସିଟି ହେଉଥିଲା, ଜଣକୁ ଆମେ ଯାଇକି ବୁଝାଉଥିଲେ, ଯଦି ବହୁତ ଲୋକଙ୍କୁ ଯାଇକି ବୁଝିଲେ, ଏଠି ପବ୍ଲିସିଟି ଆଉ ଟିକେ ବଢ଼ିଲା। ତ ଏଠି ଏକ୍ସଟେନସନ ଏଜେଣ୍ଟର ବା ଆମ ଯେଉଁ କାମର ଯେଉଁ ପ୍ରୋଜେକ୍ଟ ଆମେ କରୁଛନ୍ତି ବା ଯେଉଁ ପ୍ରୋଗ୍ରାମ ଆମର ଚାଲିଛି, ତାର କାଫି ପବ୍ଲିସିଟି ହେବ ଏଥିରେ। ଯେହେତୁ କିଛିଟା ମାନେ ଗୋଟେ ଗ୍ରୁପ ଏଠି ଇନଭଲ୍ଭ ଅଛନ୍ତି ହେଲା। এটা ହେବା ଦ୍ୱାରା କ'ଣ ହବ ନା, ଏଇଟା ହବ ସେୟାରିଂ ନଲେଜକୁ ଫାସିଲିଟେଟ୍ କରିବ ଆଉ ଷ୍ଟ୍ରେନ୍ଥେନିଂ କରିବ ଲର୍ଣ୍ଣିଂକୁ। କାରଣ ଯେଉଁ ଗ୍ରୁପରେ ମାନଙ୍କର ଯେଉଁ ଲୋକମାନେ ଅଛନ୍ତି, ସେମାନେ ଯେଉଁ ଶିଖୁଛନ୍ତି, ସେମାନେ ବି ପରସ୍ପର ସହିତ ଭିତରେ ଇଣ୍ଟରାକ୍ଟ କରିବେ ନା। ଆମେ ଯଦି ଆଗରୁ ଜଣେ କରୁଥିଲେ, ସେ ନିଜ ସହିତ କ'ଣ ଇଣ୍ଟରାକ୍ଟ କରିବ, ସେ ଲୋକଙ୍କୁ ତା ବିଷୟରେ କହିପାରେ। ବୋଲେ ଗ୍ରୁପ ଅଫ୍ ଲୋକ ଶିଖୁଛନ୍ତି, ସେଇ ଜିନିଷ ଉପରେ ସେମାନେ ବି ପରସ୍ପର ଇଣ୍ଟରାକ୍ଟ କରିବେ, କୋଉଟା ହେଲାନି, କୋଉଟା ଶିଖିଲେ କି ନ ଶିଖିଲେ, କ'ଣ କୁହା ହେଲା ନ କଲା, କି ଗୋଟେ ଠିକ୍ ସେ ବୁଝିପାରିଲାନି। ତ ଏଇଟା ଗୋଟେ ଗ୍ରୁପ ଇଣ୍ଟରାକ୍ସନ ବା ଇଣ୍ଟର ଇଣ୍ଟରାକ୍ସନଟାକୁ କାଫି ବଢ଼େଇବ, ଇଣ୍ଟରପର୍ସନାଲ ଇଣ୍ଟରାକ୍ସନକୁ କାଫି ବଢ଼େଇବ। ଆଉ ସେଟା ହେବା ଦ୍ୱାରା କ'ଣ ହବ ନା, ଲର୍ଣ୍ଣିଂ ଆହୁରି ଷ୍ଟ୍ରେନ୍ଥେନିଂ ହେବ। ଲର୍ଣ୍ଣିଂ ଆହୁରି ଷ୍ଟ୍ରେନ୍ଥେନିଂ ହେବ। ଯେମିତି କୁହାଯାଏ କି ଜ୍ଞାନ ବାଣ୍ଟିଲେ ବଢ଼େ, ତ ସେଇ ଟାଇପ୍ର ଜିନିଷଟାକୁ କ'ଣ ହେବ, ଯେହେତୁ ଡିଷ୍ଟ୍ରିବ୍ୟୁସନ୍ ହେବ ନଲେଜଟା, ତ ଏଠି ଆହୁରି ଷ୍ଟ୍ରେନ୍ଥେନିଂ ହେବ। ଏଇଟା ଗୋଟେ ପ୍ରକାର ଆଉ ହେଇପାରେ। ତାପରେ ଏଇଠି ଆମେ ଯେମିତି କହିଲେ କମ୍ ଟାଇମରେ ଆମେ ସେ ଲୋକଙ୍କୁ ଶିଖେଇ ପାରିବା, ବହୁତ ଲୋକଙ୍କୁ କମ୍ ଟାଇମ ୟୁଜ୍ କରି ଶିଖେଇ ପାରିବା ହେଲା। ଆଉ ତାପରେ ଏଥିରେ କ'ଣ ହେବ, ଗ୍ରୁପ କଣ୍ଟାକ୍ଟ ମେଥଡରେ ନା, ଏଠି ମେ ବି ଆମେ କିଛି ଲୋକଙ୍କୁ ତ ଆମେ ପହଞ୍ଚାଇ ପାରିବା, ବଟ୍ ଇଣ୍ଟରାକ୍ସନ୍ ଆଉ ଫିଡବ୍ୟାକ୍ ବି ଭଲ ହେବ। ମେ ବି ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ ବହୁତ ବଢ଼ିଆ ଫିଡବ୍ୟାକ୍ ମିଳୁଥିଲା, ଏଠି କିନ୍ତୁ ଫିଡବ୍ୟାକ୍ ମିଳିବ। କେତେ ଜଣ, ଗୋଟେ ଗ୍ରୁପର ଲୋକ ଅଛନ୍ତି ନା, 17-18 ଜଣ ଅଛନ୍ତି, ତଥାପି ଏଠି ଆମକୁ ଫିଡବ୍ୟାକ୍ ବି ଠିକ୍ ସେ ମିଳିପାରିବ। ବୁଝିଲ ନା, କିଛି ଲୋକ ତ ସେୟାର କରିବେ ତାଙ୍କ କ'ଣ ପ୍ରୋବ୍ଲେମ୍ ହେଲା, କ'ଣ ନାହିଁ, ତ ଫିଡବ୍ୟାକ୍ ଏଠି ମିଳିପାରିବ। ଆଉ ଆମେ ଲୋକଙ୍କୁ ମୋଟିଭେଟ୍ କରିପାରିବା, କିଛି ଲୋକଙ୍କୁ ଇନଫ୍ଲୁଏନ୍ସ କରିବା, ମୋଟିଭେଟ୍ କରିବା, ତ ସେମାନେ ମୋଟିଭେଟ୍ ହେଇପାରନ୍ତି, ଗ୍ରୁପ ଅଫ୍ ପିପୁଲ ମୋଟିଭେଟ୍ ହେବେ ଏଥିରେ ହେଲା। ତାପରେ ଏଇଟା ଏକ୍ସପେଣ୍ଡିଚର ଏଠି କମ୍ ରହିବ। ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ କାଫି ଏକ୍ସପେଣ୍ଡିଚର କରିବାକୁ ପଡ଼ୁଥିଲା, ତ ସେଠି ଆମକୁ କାଫି ଯେମିତି କ'ଣ, କାଫି ଆମକୁ ମ୍ୟାନ୍ ପାୱାର ଥିବା ଦରକାର। ଏକ୍ସଟେନସନ ଏଜେଣ୍ଟ ବହୁତ ଥିଲେ ହିଁ ତ ଆମେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡକୁ ଯିବା, ସମସ୍ତେ ଭିଜିଟ୍ କରିବେ। ଏଠି ଆମକୁ ଏତେ ମ୍ୟାନ୍ ପାୱାର ଦରକାର ନାହିଁ, କମ୍ ମ୍ୟାନ୍ ପାୱାର ଆମେ କରିପାରିବା, ଗ୍ରୁପକୁ ଆମେ ଟାର୍ଗେଟ୍ କରୁଛେ ଏଠି ନା। ତ ଏଠି ଆମକୁ ରିଲେଟିଭଲି କମ୍ ମ୍ୟାନ୍ ପାୱାର ହେଲେ ବି ଜିନିଷ ଆମର ଚଳିଯିବ। ମାନେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ଭଳିଆ ଏତେ ଏକ୍ସଟେନସନ ଏଜେଣ୍ଟ ଆମକୁ ଦରକାର ନାହିଁ, ଜିନିଷ ଏଠି ହେଇଯିବ, କମ୍ ଏକ୍ସଟେନସନ ଏଜେଣ୍ଟରେ ଆମେ କାମ କରିପାରିବା ଏଠି। ତାପରେ এটা କ'ଣ କି, ମାନେ ମାସ୍ କଣ୍ଟାକ୍ଟ ମେଥଡରୁ, ମାନେ ଆପରେ ଆମେ ଯେଉଁ ପଢ଼ିବା ମାସ୍ କଣ୍ଟାକ୍ଟ ମେଥଡ, ତାଠୁ ଭଲ ହେଇପାରେ। ବଟ୍ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରୁ ମାନେ ଏତେ ଇଫେକ୍ଟିଭ, ମାନେ ଇଫେକ୍ଟିଭ, ବଟ୍ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମୋର ଇଫେକ୍ଟିଭ। ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ ମୋର ଇଫେକ୍ଟିଭ, ବୁଝିଲ ନା? କିନ୍ତୁ ଏଇଟା ତାଠୁ ଯଦି ବା ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡ ଭଳିଆ ନୁହଁ, ବଟ୍ ମାସ୍ କଣ୍ଟାକ୍ଟ ମେଥଡରୁ ଏଇଟା ଭଲ ଇଫେକ୍ଟିଭ, ବୁଝୁଛନ୍ତି ନାଇଁ? ତାପରେ ଆଉ ଗୋଟେ କ'ଣ ହେଉଛି ନା,
ଆଉ ତାପରେ ଦେଖିବା ଯଦି ଲିମିଟେସନ୍ସରେ କ'ଣ ଅଛି ଦେଖିବା ଲିମିଟେସନ୍ରେ ଦେଖିବା ଯେ ମନେକର କୌଣସି ଜିନିଷକୁ ନେଇକି ଯେମିତି ଆମେ ଗୋଟେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ ମନେକର ଆମେ ଆସିକି ଯଦି ଲୋକଙ୍କୁ କହୁଥିଲେ ତ ଗୋଟେ ପର୍ଟିକୁଲାର ଲୋକକୁ ଫୋକସ୍ କରିକି କହୁଥିଲେ ନା ତା ପ୍ରୋବ୍ଲେମ୍ସ କ'ଣ ହେଇଛି କ'ଣ ସେ ବୁଝିଲା କି ନାହିଁ ଜିନିଷ ଫୋକସ୍ କରୁଥିଲେ ବୁଝଉଥିଲେ ଆଗକୁ ଯାଉଥିଲେ ଠିକ୍ ଥିଲା କିନ୍ତୁ ଇଣ୍ଡିଭିଜୁଆଲ ଗ୍ରୁପ୍ କଣ୍ଟାକ୍ଟ ମେଥଡ ପଳେଇ ଆସିଲା ଏଠି ପ୍ରୋବ୍ଲେମଟା ହେଉଛି କ'ଣ ନା ଯେ কোনো ଇସ୍ୟୁକୁ ନେଇକି ଯେ ସବୁ ଲୋକ ଏକକାଳୀନ ଠିକ୍ ସେ ବୁଝିବେ ଯଦି ଡିସଏଗ୍ରିମେଣ୍ଟ ହେଲା ସବୁ ଲୋକ କାରଣ ଏଗୁଡ଼ା ତ ଗୋଟେ ଫର୍ମାଲ ଲୋକ ଏଠି ବହୁତ ଇଗ୍ନୋରାଣ୍ଟ ଲୋକ ଆରେ ଯୋଉଟା ଏଭଳିଆ ଚିନ୍ତା କର ଆମେ ଯେତେବେଳେ ମନେକର ଆମେ ଏଇଠି ମନେକର ପଢୁଛନ୍ତି ସମସ୍ତେ ଅଲ୍ ଆର୍ ଭେରି କଲଚର୍ଡ ପିପୁଲ ହାଇଲି socialized people ତ କମ୍ୟୁନିକେସନ୍ ଇଜ୍ ହାପନିଂ ଭେରି ସ୍ମୁଥ ୱେ କିନ୍ତୁ ମୁଁ ଯାଇକି ଇଗ୍ନୋରାଣ୍ଟ ଲୋକ ଯେଉଁମାନେ ସେମି ଏଜୁକେଟେଡ୍ ଲୋକ ତାଙ୍କ ଭିତରେ ଗ୍ରୁପ୍ 5-6 ଜଣଙ୍କୁ ମିଶେଇକି 10 ଜଣଙ୍କୁ ବସେଇକି ଆମେ ଡିସ୍କସନ୍ ମୁଁ କରିବି ସେଠି କାଫି ମାନେ ମାନେ ଇଏ ହବ କ'ଣ ହବ ମିସମ୍ୟାଚ୍ ହବ ମାନେ କନଭରସେସନ୍ର ସେମାନେ ଜିନିଷ ଜାଣିନାହାନ୍ତି ନା ସେ କିଛି ପଚାରିବା ଷ୍ଟାର୍ଟ କରିବେ ତମକୁ ତ କିଛି ଲୋକ କୌଣସି ଜିନିଷ ଉପରେ ଏଗ୍ରିମେଣ୍ଟ ସିଏ ସେଇଟା ସିଏ କ'ଣ କହୁଛ ସେମିତି ନୁହଁ ଆରେ ଏଇଭଳିଆ ସିଚୁଏସନ୍କୁ ଭିଜୁଆଲାଇଜ୍ କର ସିଏ କ'ଣଟା କହୁଛି ସେମିତି ନୁହଁ ତ ଡିସଏଗ୍ରିମେଣ୍ଟ ହେଇପାରେ ମେମ୍ବର ମାନଙ୍କ ଭିତରେ ଡିସଏଗ୍ରିମେଣ୍ଟ ହେଇପାରେ ଆମେ ଭାବିବା ଯେ ସେଠି ପୁରା ସିଓ ବସିଛନ୍ତି ସବୁ ଏମଡି ବସିଛନ୍ତି ସବୁ ଏମ୍ପ୍ଲୟ ମାନେ ବସିଛନ୍ତି ଡିସ୍କସନ୍ ହେଉଛି ସେମିତି ନୁହଁ ନା ଗାଁ ଏରିଆକୁ ତମେ ଯାଇଛ ରୁରାଲ ଏରିଆକୁ ଯାଇଛ ପୁରା କମ୍ପ୍ଲିଟଲି ଅନଏଜୁକେଟେଡ୍ ଲୋକ କିଏ ସେମି ଏଜୁକେଟେଡ୍ ଲୋକ ବସିଛନ୍ତି କିଛି ଧାରଣା ନାହିଁ କୌଣସି ଉପରେ କିଏ କ'ଣ କହିଲା ସେଠି କାଫି ଜେଲସ୍ ଲୋକ ଦେଖିବ ସେ ତା ଏଗ୍ନେଷ୍ଟରେ ତାକୁ ସହିପାରୁନଥିବ ସେ ଏଇ ଟାଇପ୍ର ସମସ୍ତେ ଅଛନ୍ତି ସେଠି ସେଠି ଗୋଟେ ଜିନିଷ ଜଣେ କହିଲା ସିଏ କ'ଣଟା କହୁଛି ମ ତାକୁ ଏଗ୍ନେଷ୍ଟ କରି କହିବେ ଗାଳିମନ୍ଦ ବି ହେଇଯାଇପାରେ ଫର୍ମାଲ ଲାଙ୍ଗୁଏଜ ୟୁଜ୍ ହବନି ସେଠି ଇନଫର୍ମାଲ ଲାଙ୍ଗୁଏଜ ୟୁଜ୍ ହବ ସ୍ଲାଙ୍ଗସ୍ ୟୁଜ୍ ହବ ଡିସଏଗ୍ରିମେଣ୍ଟ ହବ ତ ବହୁତ ପ୍ରୋବ୍ଲେମ ହେଇଯାଇପାରେ ତ ତାକୁ ଟ୍ୟାକେଲ କରିବା ବି ଗୋଟେ ବହୁତ ବଡ଼ ପ୍ରୋବ୍ଲେମ ସେଠି ଗ୍ରୁପ୍ କଣ୍ଟାକ୍ଟ ମେଥଡରେ କ'ଣ କହୁଛି ବୁଝିପାରୁଛ ନା ତେଣୁ ସେଇଟା ଗୋଟେ ମେଜର ପ୍ରୋବ୍ଲେମ ତାହେଲେ ଏଇଟା କ'ଣ ଆମେ ଲେଖିବା ନା ଗୋଟେ ହେଲା ଯେ ଆଡଭାଣ୍ଟେଜେସରେ ଗଲା ନା ଆମେ ଆଡଭାଣ୍ଟେଜେସଟା ଦେଖି ସାରିଲେ ନା ଆଚ୍ଛା ଡିସଆଡଭାଣ୍ଟେଜରେ ଆମେ ଦେଖିଲେ ଯେ କ'ଣ ହବ ନା ମେ ବି ଯେଉଁ ଆକ୍ସନ୍ ନେବାରେ କାଫି ଡିଲେ ହବ କାରଣ ସମସ୍ତେ ଗୋଟେ କମନ୍ ଏଗ୍ରିମେଣ୍ଟରେ ପହଞ୍ଚିବା ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ ତ ପସିବଲ୍ ଏତେ ହବନି କାଫି ଡିଲେ ହେଇଯାଇପାରେ ଜିନିଷ କାଫି ଡିଲେ ହେଇପାରେ ପାର୍ଲାମେଣ୍ଟରେ କେମିତି ହଉ ଜାଣି ଦେଖୁଥିବ ପାର୍ଲାମେଣ୍ଟ ଯଦି ହାଇଲି କଲଚର୍ଡ ମନମୋହନ ସିଂଙ୍କ ଭଳିଆ ଲୋକ ଯାଇକି ବସିବେ ଯାଇକି ଏଭଳିଆ ହବ ଯୋଉଭଳିଆ ହଉଛନ୍ତି ଆରେ ଏଭଳିଆ ହବ କି ଯୋଉଭଳିଆ ହଉଛନ୍ତି ସେମାନେ ମନମୋହନ ସିଂଙ୍କ ଭଳିଆ ଯଦି ହାଇଲି କଲଚର୍ଡ ଲୋକ ହାଇଲି ଏଜୁକେଟେଡ୍ ଲୋକ ଡକ୍ଟର କଲାମଙ୍କ ଭଳିଆ ଲୋକ ଯାଇକି ବସିବେ ପାର୍ଲାମେଣ୍ଟରେ ଏଭଳିଆ ହବ ପାର୍ଲାମେଣ୍ଟରେ ଯେଉଁ ଯାଉଛନ୍ତି ସବୁ ସବୁ ମୂର୍ଖ ଗୁଡ଼ାକ ସେମି ଏଜୁକେଟେଡ୍ ସବୁ କିଏ କୋଉଠି କ'ଣ ଗୁଡ଼ା ପଢ଼ିଛି କରିକି ସାର୍ଟିଫିକେଟ୍ ଫାର୍ଟିଫିକେଟ୍ ପାଇକି ଯାଇଛନ୍ତି ତାଙ୍କ ମେନ୍ କାମ ହେଉଛି ମାରିବା ହାଣିବା ଚୋରି କରିବା ଏଇସବୁ ଲୋକ କାଫି 90% ଲୋକଙ୍କର ଏଇଆ ଏବେ ମଝିରେ କହିଲେ ତ ଖରାପ ଲାଗିଲା ମାନେ ସମସ୍ତଙ୍କୁ ସିଙ୍ଗାପୁରର ପ୍ରାଇମ୍ ମିନିଷ୍ଟର କହିଲେ ଖରାପ ଲାଗିଲା ନା କିନ୍ତୁ ବାହାରେ ଆମ ଦେଶ ଏଗନେଷ୍ଟ ଆମେ ଶୁଣିପାରିବାନି ଏଇଟା ଠିକ୍ ନଥିଲା କିନ୍ତୁ କଥା ହେଲା ଯେ ଏଇ ଯେଉଁ ଏଇଟା ସତ କଥା ନା ସବୁ କାଫି ଲୋକ ସେମି ଏଜୁକେଟେଡ୍ ଅନଏଜୁକେଟେଡ୍ ଲୋକ ଯାଇକି ସେଠି ଅଛନ୍ତି ବର୍ତ୍ତମାନ ଏମପି ବନୁଛନ୍ତି ମେଜର ମୁଁ କହୁନି ସମସ୍ତେ ବୋଲି ମେଜର ତାଙ୍କ ଯେଉଁ ପର୍ସନ୍ ଯଦି ଦେଖାଯିବ କାଫି ଅନଏଜୁକେଟେଡ୍ ଲୋକ ବା ସେମି ଏଜୁକେଟେଡ୍ ଲୋକ ସେଠି ବସୁଛନ୍ତି ତେଣୁ ତାଙ୍କ ଭିତରେ ଏଇଭଳିଆ ହୋ ହଲ୍ଲା ହେଉଛନ୍ତି ସବୁ ବାଡ଼ିଆ ପିଟା କୌଣସି ଜିନିଷର ଡେକୋରମ୍ ନାହିଁ ଇଏ ଯେହେତୁ ପାର୍ଲାମେଣ୍ଟରେ ଯାହା ହବ କିଛି ତାଙ୍କର କୌଣସି ଆକ୍ସନ୍ ନେଇ ହବନି ତାର ସୁବିଧା ଉଠେଇକି ସବୁ ଯାହା ମନ ତାହା କହୁଛନ୍ତି ସବୁ ବୁଝୁଛ ନା ତେଣୁ ଏଇ ଟାଇପ୍ର ସିଚୁଏସନ୍ ହେଇପାରେ ସିମିଲାର ଟାଇପ୍ର ସିଚୁଏସନ୍ ହେଇପାରେ ଗ୍ରୁପ୍ରେ ଯଦି ତମେ ଗାଁ ଏରିଆରେ ଯାଇକି ଆମେ ଏଇଭଳିଆ ଇନିସିଏଟିଭ୍ ଗ୍ରୁପ୍ କରିକି କୌଣସି ଜିନିଷ ବୁଝାଉଛନ୍ତି ବୁଝିହେଉଛି ତେଣୁ ଏଇଟା ଗୋଟେ ପ୍ରୋବ୍ଲେମ୍ସ ହେଲା ତା ସହିତ ଆଉ କ'ଣ ପ୍ରୋବ୍ଲେମ୍ ହେଇପାରେ ଯେ ଯେ ତାପରେ ଯେଉଁ ଲୋକ ଅଛନ୍ତି ଯେ ସବୁ ଲୋକଙ୍କର ମେ ବି ଗୋଟେ ଜିନିଷ ଶିଖିବାକୁ ଆସିଛନ୍ତି ହେଲା ମନେକର ଆମେ କହିବା ସିମିଲାର ମାଇଣ୍ଡେଡ୍ ଲୋକ ଠିକ୍ ଅଛି ବଟ୍ ସମସ୍ତଙ୍କର ଯେଉଁ ଇଣ୍ଟରେଷ୍ଟ ପ୍ରୋଫାଇଲଟା ଅଲଗା ଅଲଗା ହେଇପାରେ ଇଣ୍ଡିଭିଜୁଆଲ ଯେତେ ଲୋକ 15-20 ଜଣ 20 ଜଣ ଲୋକ ମାନଙ୍କର ପାର୍ଟିସିପେଟ୍ କରୁଛନ୍ତି ସମସ୍ତଙ୍କର ଇଣ୍ଟରେଷ୍ଟ ପ୍ରୋଫାଇଲଟା ଅଲଗା ଅଲଗା ହେଇପାରେ ଇଣ୍ଡିଭିଜୁଆଲ କଣ୍ଟାକ୍ଟ ମେଥଡରେ ଆମେ ଗୋଟେ ଲୋକକୁ ଫୋକସ୍ କରୁଥିଲେ ତା ଇଣ୍ଟରେଷ୍ଟକୁ ଦେଖୁଥିଲେ ସେ ଅନୁସାରେ ଆମର କାମ ହେଉଥିଲା କିନ୍ତୁ ଏଠି ଯେତେବେଳେ ଭାରିୟସ୍ ଲୋକ ବା ବହୁତ ଜଣ ଏକରୁ ଅଧିକ ଲୋକ 20 ଜଣ ଲୋକ ମନେକର ପାର୍ଟିସିପେଟ୍ କଲେ ସମସ୍ତଙ୍କର ଇଣ୍ଟରେଷ୍ଟ ପ୍ରୋଫାଇଲ ଅଲଗା ଅଲଗା ହେଇପାରେ ତେଣୁ ସମସ୍ତଙ୍କର ଇଣ୍ଟରେଷ୍ଟକୁ ଡ୍ରାକ୍ କରିବା ବା ସମସ୍ତଙ୍କ ଇଣ୍ଟରେଷ୍ଟକୁ ଷ୍ଟିମୁଲେଟ୍ କରିକି ତାଙ୍କର ଷ୍ଟ୍ରକ୍ଚରାଲ ଆଡାପ୍ଟାବିଲିଟିକୁ ବଢ଼େଇବା ଇଜ୍ ଭେରି କ'ଣ ଡିଫିକଲ୍ଟ ଟାସ୍କ କାରଣ ସମସ୍ତଙ୍କର ଅଲଗା ଅଲଗା ଟାଇପ୍ର ଇଣ୍ଟେନସନ୍ ବୁଝୁଛ ନା ନାହିଁ ସମସ୍ତଙ୍କର ଅଲଗା ଅଲଗା ଟାଇପ୍ର ଇଣ୍ଟେନସନ୍ କିଛି ଲୋକ ଅଛନ୍ତି ଯେଉଁମାନେ ମନେକର ଆମେ ଯେଉଁ ସବୁ ପ୍ରିପେୟାର କରୁଛୁ ସମସ୍ତଙ୍କର ଯେଉଁ ସିଭିଲ୍ ସର୍ଭାଣ୍ଟ ବନୁଛନ୍ତି ସମସ୍ତଙ୍କର ଥୋଡ଼ି ଏକୁଟିଆ ଲକ୍ଷ୍ୟ ଯାଇକି ଲୋକଙ୍କର ରୁରାଲ ଏରିଆରେ କମ୍ୟୁନିଟିରେ ମାନେ ବ୍ଲକ ଲେବୁଲରେ ତହସିଲ ଲେବୁଲରେ କାମ କରିକି ଲୋକଙ୍କର ସେବା କରିବା କାଫି ଲୋକଙ୍କର ଇଚ୍ଛା ହେଉଛି ପିସି ଏବେ ଜଣେ ଷ୍ଟୁଡେଣ୍ଟ ଥିଲେ ଷ୍ଟୁଡେଣ୍ଟ ତ ନୁହଁ ସେ ଆମର ମାନେ ବଡ଼ ବହୁତ ପ୍ରିପେୟାର ହେଲେଣି ସେ କହୁଛନ୍ତି ମୋର ପିସି ଲକ୍ଷେ ଟଙ୍କା ହେଇଗଲେ ହେଲା ମୋର କ'ଣ ଦରକାର ହେବ
ଏଇଟା ଷ୍ଟ୍ରେଟ୍ ସେ କହୁଛନ୍ତି ମୋତେ। ମୋର ପିସି ଲକ୍ଷେ ଖଣ୍ଡେ ଟଙ୍କା ମିଳିଲେ ଗଲା, ମୋର କଣ ମିଳୁଛି ଆଉ? ମାନେ ପିସି ପାଇବା ଗୋଟେ ଇଣ୍ଟେନସନ ହଉଛି ପ୍ରିପେୟାର କରୁଥିବା ପିଲାଙ୍କର। ଏମାନେ ଅଫିସର ବନି ନାହାନ୍ତି, ବନିବେ କି ନାହିଁ ଜଣା ନାହିଁ, ବୁଝୁଛୁ ନାହିଁ। ଏବେଠୁ ଇଣ୍ଟେନସନ କଲେ ଯେ ପିସି ଲକ୍ଷେ ଟଙ୍କା ହେଇଗଲେ ଗଲା, ଆଉ କଣ ମୋର ଦରକାର। ତାମାନେ ଆମେ ସମସ୍ତେ ସିମିଲାର ମାଇଣ୍ଡେଡ୍, ବୁଝୁଛୁ ନା ନାହିଁ। ଆମର ଇଣ୍ଟେନସନ ଆମର ସମସ୍ତଙ୍କର କ୍ରାକ୍ ହଉଛି ସିଭିଲ ସର୍ଭିସେସ୍, ଏଇଟା ହଉଛି ଆମର ସିମିଲାର ମାଇଣ୍ଡେଡ୍। କିନ୍ତୁ ଯୋଉ ଇଣ୍ଟରେଷ୍ଟ ଡିଫର କରୁଛି, କିଏ ଚାହୁଁଛି ମୁଁ ଏଇଟା ପାଇଗଲେ ମୁଁ ଲୋକଙ୍କ ପାଇଁ କିଛି କରିପାରିବି, କିଏ ଚାହୁଁଛି କିଛି ନହେଲେ ଗୋଟେ ଫିକ୍ସଡ ଇନକମ୍ ମାସକୁ ଆସିବ 72 73 72 ହଜାର ଖଣ୍ଡେ ଆସିବ, ଆଉ କିଏ ଏତେ ଯାଇକି ହୋହଲା ହଉଛି ଆରାମରେ ଗୋଟେ କେହି କହିବାକୁ ନାହାନ୍ତି, ଆରାମରେ ଗଲି ବସ ଅଫିସରୁ ଆସିଲି। ପ୍ରତି ଗଭର୍ଣ୍ଣମେଣ୍ଟ ଅଫିସ ଗୁଡାକ ଯିବ, ତହସିଲଦାରଙ୍କୁ ଯିବ 10ଟା ବେଳେ ଆସୁନାହାନ୍ତି, 11ଟା ହେଇଯାଉଛି, 11ଟା 11:30 ଇଚ୍ଛା ହେଲେ ସେ ଆସୁଛନ୍ତି। ଲୋକ ସାର୍ଟିଫିକେଟ ଫାର୍ଟିଫିକେଟ ପାଇଁ ଯିବ ଯଦି ଅଫିସକୁ, ନଥିବେ ତହସିଲଦାର ନଥିବେ। ଆଉ ଠିକ 12ଟା ହେଇନଥିବ, ସରି 2ଟା ହେଇନଥିବ, 2ଟା ପରେ ପଳଉଛନ୍ତି, 4ଟା ଯାକେ ରହୁନାହାନ୍ତି। ଇଭିନ୍ ଏମାନଙ୍କ କଥା ଛାଡ଼, ଏମାନେ ତ ମାନେ ପବ୍ଲିକ ଅଫିସର ସବୁ, ମାନେ ଲେକ୍ଚରଙ୍କ କଥା। ଆମ ଯୋଉ ସିଟ୍ରେ ମୁଁ ପଢ଼ିଲା ବେଳେ ଆମ ଯୋଉ ପ୍ରଫେସର ଯେତିକ ଯୋଉ ମାନେ ଲାବୋରେଟୋରୀକୁ ଯିବେନି, ମାନେ ଫାଷ୍ଟ ଟାଇମ ମୁଁ ଦେଖିଲି ପ୍ରଫେସର ମାନେ କ'ଣ ଲାବୋରେଟୋରୀକୁ ଯିବେନି। 15 ମିନିଟ୍ ହାଏଷ୍ଟ। ଗୋଟେ ଲାବୋରେଟୋରୀର ଆୱାର ହଉଛି 3 ଘଣ୍ଟା। ଗୋଟେ ଲାବୋରେଟୋରୀର ସମୟ ସୀମା ହଉଛି 3 ଘଣ୍ଟା। 3 ଘଣ୍ଟା ଯାଇ ଗୋଟେ ପ୍ରଫେସର ଶିଖିବା କଥା ବିଭିନ୍ନ ବିଷୟରେ ଲୋକଙ୍କ ପିଲାମାନଙ୍କୁ। କିନ୍ତୁ ଆମ ପ୍ରଫେସର ମାନେ ମାତ୍ର 15 ମିନିଟ୍। ଏଇଟା ପୁଣି ସବୁବେଳେ ନୁହଁ, କେତେବେଳେ ଇଚ୍ଛା ହେଲେ ମଝିରେ ମଝିରେ ଥରେ ଭିଜିଟ୍ କରିବାକୁ, କ'ଣ ଚାଲିଛି କ'ଣ, ଆଚ୍ଛା ଇଏ 15 ମିନିଟ୍ ମ୍ୟାକ୍ସିମମ୍, ମ୍ୟାକ୍ସ ଟୁ ମ୍ୟାକ୍ସ। ତାପରେ ଯୋଉ ବିଟେକ୍ କରିକି ଯୋଉ ଥିବେ ସବୁ ଭକୁଲ ଭକୁଲ ଟିଚର ଗୁଡ଼ା ଥିବେ, ସେଟା କିଛି ଜଣା ନାହିଁ। ସେ ଯାଇକି ଖାଲି ମାନେ ଗୋଟେ ଆଟେଣ୍ଡାନ୍ସ ଦେବା କଥା, ଯାଇକି ବସିକି ଛିଡ଼ା ହେଇକି। ଥରେ ମୋର ମନେ ପଡୁଛି, ଜଣେ ଆମର ଗୋଟେ ଆମର ଇଣ୍ଟରଭ୍ୟୁ ଥିଲା, ଗୋଟେ ଆମର ପଣ୍ଡା ସାର୍ ଜଣେ ଅଛନ୍ତି, ମାନେ ହାଇଲି ପ୍ରୋଫାଇଲ ପ୍ରଫେସର ହଉଛନ୍ତି ଓଡ଼ିଶାର। ଇଭେନ୍ ଇଣ୍ଟରଭ୍ୟୁ ଅଫିସରେ କୌଣସି ଇଣ୍ଟରଭ୍ୟୁ ହେଲେ ଇଞ୍ଜିନିୟରିଂ ଫିଞ୍ଜିନିୟରିଂ ଇଣ୍ଟରଭ୍ୟୁ ତାଙ୍କୁ ଡାକନ୍ତି ହେଲା। ସିଏ ତାଙ୍କର ଗୋଟେ ମାନେ ଯୋଉ ଚେଲା ଟାଇପର ଯୋଉ ବିଟେକ୍ ବାଲା ଥିବେ ସବୁ, ଗୋଟେ ସେ ଯାଇକି ବସିଲା ଏଠି। ଇଣ୍ଟରଭ୍ୟୁ ଚାଲିଲା, ତ ସାର୍ ନେବା କଥା, ପ୍ରଫେସର ନେବା କଥା ଇଣ୍ଟରଭ୍ୟୁ, କିନ୍ତୁ ସେ ନେଉନାହାନ୍ତି, ଇଏ ନେଉଛି ଇଣ୍ଟରଭ୍ୟୁ, ଇଏ ନେବେ ଇଣ୍ଟରଭ୍ୟୁ। ତ ଆମେ ସେଠୁ ଯାଇ ଗଲା ବେଳକୁ ମୁଁ ଗୋଟେ ଗୋଟେ କ'ଣ କୋଶ୍ଚିନ୍ ପଚାରିଲେ, ଟେଲ୍ ମି ଇନ୍ ଇଂଲିଶ। ମୁଁ କହିଲି ଇଂଲିଶ କ'ଣ, ଓଡ଼ିଆରେ କ'ଣ ତମେ କହିବ, ତମ ଜିନିଷ ଯାହା ପଚାରୁଛ ତ ସେଇଟାରେ ତମକୁ ଠିକ୍ ସେ କଣ୍ଟେଣ୍ଟ ମିଳୁଛି ନା ନାହିଁ, ଠିକ୍ ଜିନିଷଟା ପିଲାଟା କନସେପ୍ଟଟା ଗ୍ରାସ୍ କରିଛି ନା ନାହିଁ, ସେଇଟା ତମେ ଦେଖିବ। ଟେଲ୍ ମି ଇନ୍ ଇଂଲିଶ, ଇଂଲିଶରେ ଖାଲି କହିଲେ ହବ, ନହେଲେ ଓଡ଼ିଆରେ କହିଲେ ହବନି। ଏଇ ଟାଇପର ସେମାନଙ୍କ ଇଣ୍ଟେନସନ୍ ସବୁ ସେଗୁଡ଼ାକ। ତେଣୁ ସେଇଭଳିଆ ଟିଚର ହଉଛନ୍ତି ଯେ ପୁଣି ସବୁ କଣ୍ଟ୍ରାକ୍ଚୁଆଲ ବେସିସରେ ବିଟେକ୍ କରିକି ଯାଇକି ପାଠ ପଢ଼ାଉଛନ୍ତି। ସେଠୁ ପୁଣି ଏମଟେକ୍ କରୁଛନ୍ତି ସେଠି ରହିକି, ଏଗୁଡ଼ା ସବୁ ଏମଟେକ୍ କରିବେ, ସାର୍ଟିଫିକେଟ୍ ଏମାନଙ୍କୁ ମିଳିବ, ଯାଇକି ଲେକ୍ଚର ହେବେ। କ'ଣ ଲେକ୍ଚର ବନିବେ ଏମାନେ ସବୁ ଫାଷ୍ଟ। ଆଉ ସେମାନଙ୍କର ଲ୍ୟାବ୍ କ୍ଲାସ୍ କରି 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 ତାଙ୍କ ଅଣ୍ଡରରେ ସେ ଗୋଟେ ବଜା ଏତେ ବର୍ଷ ପରିଶ୍ରମ କରନ୍ତୁ, ତା ଗୋଟେ ପାଇଯା, ଡିଗ୍ରୀ ଫିଗ୍ରୀ ନେଇଯାଉ, ଗୋଟେ ସାର୍ଟିଫିକେଟ୍ ନେଇ ପଳା। ଆଉ ସେ ଯାଇକି ବାହାରେ ଦେଖିକି ଦେଖେଇବେ, ଆମେ ସବୁ ଏଠୁ ଏଇଆ କରୁଛୁ ସେଇଆ କରୁଛୁ, ତାଙ୍କୁ ଗୋଟେ ସାର୍ଟିଫିକେଟ୍ ଲେକ୍ଚର ବନୁଛନ୍ତି ଯାଇକି। ତେଣୁ ସେଇଟା କ'ଣ, ଏଇଥିରେ କ'ଣ ପିଲା କ'ଣ ହେବେ, କ'ଣ ହେବେ, ସେଇଥିପାଇଁ ଟିଚର ଯଦି ଆମ ଦେଖିବା ଆମ କଣ୍ଟ୍ରିର ଟିଚର ସବୁ ଭଲ ହେଇଯିବେ, ସବୁ ଭଲ ହେଇଯିବ। ଟିଚର ନାହାନ୍ତି, ଏଇଭଳିଆ ହେଲେ କ'ଣ, ପିଲା ପାଠ ପଢ଼ା କିଛି ନାହିଁ। ଲାଙ୍ଗୁଏଜ ଉପରେ ଇଂଲିଶରେ କୁହ, କି ଯେ ଗୋଟେ ପିଲା ଯେ ଗ୍ରାଜୁଏସନ୍ କରିଦେବ ଇଂଲିଶ ଆସେନି, ଇଂଲିଶରେ ଓଡ଼ିଆରେ କହିଲେ କ'ଣ ପ୍ରୋବ୍ଲେମ୍ ହେଉଛି ତମର? ତମ ଜିନିଷ ଠିକ୍ ସେ ବୁଝା ପଡ଼ୁଛି ନା ନାହିଁ ଜାଣିବା ଦରକାର। ତେଣୁ ବା ଠିକ୍ ସେ କନସେପ୍ଟଟା ପିଲା ବୁଝିଛି ନା ସେଇଟା ଜାଣିବା ଦରକାର ହେଲା। ତେଣୁ କହିବାର ଉଦ୍ଦେଶ୍ୟ ହେଲା ଏଇଠି ମାନେ ଯେ ମେନ୍ କଥା ହେଲା ଯେ, ହଁ ଏଇଟା ହେଲା ଯେ ସବୁ ଯୋଉ ମେମ୍ବର ମାନେ ରହୁଛନ୍ତି, ଯେହେତୁ ସମସ୍ତଙ୍କର ଇଣ୍ଟରେଷ୍ଟ ଅଲଗା ଅଲଗା, ମୁଁ ତାଙ୍କୁ ଡିସ୍କସନ୍ କରୁଥିଲି ଏବେ, ସମସ୍ତଙ୍କର ତ ସିଭିଲ୍ ସର୍ଭିସ୍ ପାଇବା ଠିକ୍ ସେ ସିମିଲାର ମାଇଣ୍ଡେଡ୍ ହେଇଗଲେ, କିନ୍ତୁ ସେଇଟା ପାଇବା ପାଇଁ ଯୋଉ ଇଣ୍ଟରେଷ୍ଟଟା ସମସ୍ତଙ୍କର ଅଲଗା ଅଲଗା ହେଇପାରେ। କିଏ କୋଉ ସେନ୍ସ ରଖିକି ମନରେ କ'ଣ ରଖିକି ଭାବୁଛି, ତେଣୁ ସେଇଟା ଅଲଗା ଅଲଗା ହେଇପାରେ। ତେଣୁ ତାକୁ ନେଇକି ଯୋଉ ଗ୍ରୁପ ମେମ୍ବର ଏତେ ରହୁଛନ୍ତି ମନେକର, ସମସ୍ତଙ୍କର ସେ ଜିନିଷ ଶିଖିବା ପାଇଁ, କିନ୍ତୁ ଇଣ୍ଟରେଷ୍ଟଟାକୁ ଯୋଉ ଆରାଇଜ୍ କରିବାର ମୋଟିଭ୍ ଅଲଗା ଅଲଗା ହେଇପାରେ। ଆଉ ସେଇଟାକୁ ଆଡ୍ରେସ୍ କରିବା ଗୋଟେ ଏକ୍ସଟେନସନ୍ ଏଜେଣ୍ଟ ପାଖରେ କାଫି ଡିଫିକଲ୍ଟ ହେଇପାରେ। କିନ୍ତୁ ସମସ୍ତଙ୍କର ଅଲଗା ଅଲଗା ରହିବ, ତାକୁ ଆଡ୍ରେସ୍ କରିବା ଗୋଟେ ଏକ୍ସଟେନସନ୍ ଏଜେଣ୍ଟ ପକ୍ଷରେ ବା ୱାର୍କର ପାଖରେ କାଫି ଡିଫିକଲ୍ଟ ହେଇପାରେ। ଦେଖ ଏଗୁଡ଼ାକ ଆମେ ଯୋଉ ପଢ଼ୁଛନ୍ତି ତାକୁ ବାରମ୍ବାର ପଢ଼ିବ, ନହେଲେ ମନେ ରହିବନି। ଜିନିଷ ଓଭରାଲ ଏମିତି ବୁଝା ଉପରେ ତମକୁ ଲାଗିବ କ'ଣ ଅଛି ଲେଖିଦେବା, କିନ୍ତୁ ତମେ ଲେଖିଲା ବେଳକୁ ପରଫେକ୍ଟ ଆନ୍ସରଟା ହବନି, ସେଇଠି ମାର୍କ କମିଯାଉଛି। ସେଥିପାଇଁ ମୋ 185 ଆସିଲା ହାରି, ଆଉ 185 ଆସନ୍ତାନି କି, ଲେଖା ହେଇନି ତ ପରଫେକ୍ଟଲି, ତମେ ଓଭରାଲ ଲେଖିଦେଇକି ପଳେଇ ଆସିଛ, କେତେ ମିଳିବ, ସେ କେତେ ମାର୍କ ଦବ, ବୁଝିହେଉଛି ନା ନାହିଁ। ତେଣୁ ତାକୁ ଯଦି ଆମ 220 25 ଆଡ଼େ ଯିବାର ଅଛି ବା 30 ପାଖାପାଖି ଯିବାର ଅଛି, ଜିନିଷକୁ ଭଲ ଭାବରେ ଟିକେ ବୁଝିକି ତାକୁ ବାରମ୍ବାର ପଢ଼ିଲେ କ'ଣ ପଏଣ୍ଟ ଗୁଡ଼ା ଟିକେ ମନେ ରହିବ ମନରେ, ଆଉ ତାକୁ ଆମେ ଆରାମସେ ଲେଖିବା। ଆଉ ଗୋଟେ ହେଉଛି କ'ଣ ଦେଖ, ମେ ବି କାଷ୍ଟ ଫିଲିଙ୍ଗସ୍ ଥାଇପାରେ, କାରଣ ଆଜିକାଲି ଏବେ ବି ତ କାଷ୍ଟ ଫିଲିଙ୍ଗସ୍ ଅଛି ରୁରାଲ ଇଣ୍ଡିଆରେ। ତେଣୁ କାଷ୍ଟ ଫିଲିଙ୍ଗ ହେଇପାରେ, ବିଭିନ୍ନ ପ୍ରକାର ମଧ୍ୟ ଭେଷ୍ଟେଡ୍ ଇଣ୍ଟରେଷ୍ଟ, ଯେମିତି କହିଲି ସମସ୍ତଙ୍କର ଇଣ୍ଟରେଷ୍ଟ ଅଲଗା ଅଲଗା ହେଇପାରେ। କିମ୍ବା ଭିଲେଜରେ ପାର୍ଟି ପଲିଟିକ୍ସ ଆଜିକାଲି ହେଲାଣି, ଏବେ ଜାଣିଛ ନା ସବୁଠି, ସବୁ ରୁରାଲ କମ୍ୟୁନିଟିରେ ଯେଉଁମାନେ ଭିଲେଜର ହେଇଥିବ, ତମାନେ ସବୁ ଏଇଟା ଇମାଜିନ୍ କରିପାରୁଥିବ,
ସବୁ ପାର୍ଟି ପଲିଟିक्ସ ଆମ ବିଜେପି ଏଇଟା କେହି ପଚାରୁନାହାନ୍ତି ଉପରେ ସେମାନେ ସବୁ ମିଶାମିଶି ଇଏ ସବୁ ଗୁଡ଼ାକ କାରଣ ଏମାନଙ୍କର ଆୱାରନେସ୍ ନାହିଁ କମ୍ପ୍ଲିଟଲି ମୂର୍ଖ ଗୁଡ଼ାକ ସେଥିପାଇଁ ଏଇଭଳିଆ ଏମାନଙ୍କ ଜାଣିପାରୁନାହାନ୍ତି କ'ଣ ହେଉଛି ଇଏ ଆଙ୍କ ଭିତରେ ପାର୍ଟି ପଲିଟିକ୍ସ କରୁଛନ୍ତି ଯେ ଆମେ କଂଗ୍ରେସର ମୁଁ ବିଜେପିର ସେ ବିଜେଡ଼ିର ଏଇ ଟାଇପ୍ର ତେଣୁ ଏଇଟା ହେଲା ମାନେ ଯଦି ଗ୍ରୁପ୍ରେ ଦୁଇ ତିନି ଜଣ ପାର୍ଟିର ଲୋକ ଅଛନ୍ତି ଅଲଗା ଅଲଗା ତାଙ୍କ ଭିତରେ ହେଇପାରେ ପ୍ରୋବ୍ଲେମ୍ ହେଇପାରେ ତେଣୁ ଏସବୁ ଗୋଟେ ଅଛି ହେଲା ଏଗୁଡ଼ାକ ଦ୍ୱାରା ଆମକୁ ଇଣ୍ଟରାକ୍ସନ୍ ବା ଡିସିସନ୍ ମେକିଂକୁ ଗ୍ରୁପ୍ ମାନଙ୍କରେ କାଫି ହିନ୍ଦର କରାଇବ ଏଗୁଡ଼ା ସବୁ ପ୍ରୋବ୍ଲେମ୍ସ ତା ସହିତ ବି ଆମେ ଦେଖିବା ଆଉ ଗୋଟେ ହେଉଛି କ'ଣ ଲିମିଟେସନ୍ସ ହେଉଛି କ'ଣ এইটা କ'ଣ କି ଆମକୁ ଯଦି ଆମେ ଶିଖେଇବା ହଁ ସ୍କିଲ୍କୁ ଯଦି ଆମେ ଏଇଟା ଯଦି କୌଣସି ନୂଆ ସ୍କିଲ୍ ଶିଖଉଛନ୍ତି ମନେକର ଶିଖେଇବା ଯେ ଗାର୍ଡେନିଂ କେମିତି କରାହେବ ଗାର୍ଡେନିଂ ନ୍ୟୁ ହୋମ୍ ମେକର୍ସ ମାନଙ୍କୁ ଆମେ ଏକାଠି କଲେ କିଛିଟା ଲୋକ ତାକୁ ଶିଖିଲେ ଯେ ଯେଉଁ କିଚେନ୍ ଗାର୍ଡେନିଂଟା ତୁମେ କେମିତି କରିବ ତାର ନୂଆ ଟେକ୍ନିକ୍ରେ କ'ଣ ଗ୍ରୋ କରିହେବ ଅର୍ଗାନିକାଲି କେମିତି ଗ୍ରୋ କରାହେବ ତାର ବେନିଫିଟ୍ କ'ଣ ଏଇ ଜିନିଷ ସ୍କିଲ୍ଟା ଶିଖେଇବା ଯଦି ଠିକ୍ ଅଛି ଲୋକ ଶିଖିବେ ଯେ କେମିତି କରାହେବ ଜିନିଷଟା ତାର ପ୍ରଫିଟ୍ ଇଏ ବେନିଫିଟ୍ ଏସବୁ ଜିନିଷ ଛଡ଼ା ତାର ସ୍କିଲ୍ଟା ଶିଖିଲେ ଯେ କେଉଁ ଟାଇପ୍ର କରିବ ସେଇଟା ଶିଖିଲେ ହୁଏତ ସେଠି ଏତେ ଭ୍ୟାରିଏସନ୍ ରହିବନି ଇଣ୍ଟରେଷ୍ଟ ଇଏ ଫି ଏତେ ଭ୍ୟାରିଏସନ୍ ବହୁତ କମ୍ ରହିବ ତେଣୁ ଏଇ ଟାଇପ୍ର ଜିନିଷ ଆମେ ଶିଖିଲେ ଚଳିବ ଗୋଟେ ଟାଇପ୍ର ହେଇପାରେ ହେଲା ଆଉ ଏଥିପାଇଁ ଆମକୁ ଦେଖ ପ୍ରଥମ କଥା ହେଲା ତ ଆମକୁ ଯେଉଁ ଏକ୍ସଟେନସନ୍ ୱାର୍କର ଯିଏ ସେ ବହୁତ ସ୍କିଲଫୁଲ୍ ହେବା ଦରକାର କାରଣ କୌଣସି ସ୍କିଲ୍କୁ ଶିଖେଇବା ବା ଡେମନଷ୍ଟ୍ରେଟ୍ କରିବା ସେଥିପାଇଁ କାଫି ସ୍କିଲ୍ ଦେବା ଦରକାର ଆଉ ପାଖରେ ପ୍ରପର ଇକ୍ୱିପମେଣ୍ଟ ରହିବା ଦରକାର ଯାହା ଜିନିଷ ଆମେ ମନେକର ନେଇକି ସେଠି ତାଙ୍କୁ କୌଣସି ଶିଖେଇବା ତାଙ୍କୁ ମନେକର ଗୋଟେ ପ୍ରୋଗ୍ରାମ ବନେଇକି ଗୋଟେ ସ୍ଲାଇଡ୍ ଶୋ କରିକି ବା ଗୋଟେ ସେଟଅପ୍ କରିକି ଗୋଟେ ଭିଜୁଆଲ ପ୍ରୋଗ୍ରାମ ଗୋଟେ ଦେଖେଇବା ତାଙ୍କୁ ସେଟଅପ୍ କରିକି ବିଭିନ୍ନ ଇଏ କରିକି ଦେଖେଇବା ତ ବିଭିନ୍ନ ଟାଇପ୍ର ହେଇପାରେ ତେଣୁ ତାକୁ ପ୍ରପର ଇକ୍ୱିପମେଣ୍ଟ ସବୁ ୟୁଜ୍ ହେବ ତ ସେଇଟା ବି ତୁମର ପ୍ରପର ଇକ୍ୱିପମେଣ୍ଟ ଥିବା ଦରକାର ଆଉ ଗୋଟେ ପ୍ରିପାରେସନ୍ ଦରକାର ମୁଁ ନିଜେ ପ୍ରିପେୟାର କରିବାକୁ ପଡ଼ିବ ସ୍ଲାଇଡ୍ ପ୍ରିପେୟାର କରିବାକୁ ପଡ଼ିବ କି କ'ଣ ତା ଭିତରେ କ'ଣ କ'ଣ ହେବ କେମିତି ଫ୍ଲୋ ଚାର୍ଟ ମାଧ୍ୟମରେ ଯେମିତି ବୋଧଗମ୍ୟ ହେବ ଜିନିଷଟା ଲୋକମାନେ ବୁଝିପାରିବେ ଯେମିତି ତ ସେଇ ଟାଇପ୍ର କରିବା ଏମାନେ କହିଦେଉଛନ୍ତି ଗୋଟେ ଲାଙ୍ଗୁଏଜ୍ରେ ତାକୁ କଲାବେଳକୁ କାଫି ପରିଶ୍ରମ ଲାଗିବ କାଫି ପ୍ରିପାରେସନ୍ ଦରକାର ପଡ଼ିବ ହେଲା ତାପରେ ଆଉ ଗୋଟେ ହେଇପାରେ ଆଉ ଲିମିଟେସନ୍ କ'ଣ ହେଇପାରେ ଆଉ ହେଇପାରେ ଯେ ତାପରେ ଆମେ ଯେତେବେଳେ ୱାର୍କ ପ୍ଲେସ୍କୁ ସବୁ ଇକ୍ୱିପମେଣ୍ଟ ଗୁଡ଼ାକ ଟ୍ରାନ୍ସପୋର୍ଟ କରିକି ନେବା ସେଥିରେ ତ ଖର୍ଚ୍ଚ ହେବ କୋଉଠି ଆମେ ଗୋଟେ ଅଡ଼ିଓ ଭିଜୁଆଲ୍ ପ୍ରୋଗ୍ରାମ ସେଟ୍ କରିବା ନେଇକି ଲୋକମାନଙ୍କର ଗୋଟେ ଗ୍ରୁପ୍ ପାଖରେ ତାକୁ ସବୁ ଟେକାଟେକି କରିକି ନିଅ ସବୁ ଜିନିଷ ଗୁଡ଼ା ଇକ୍ୱିପମେଣ୍ଟ ସବୁ ନିଅ ସବୁ ଆରେଞ୍ଜମେଣ୍ଟ କର ସେଠି ଲୋକଙ୍କୁ ଦେଖାଅ ତ କାଫି ପରିଶ୍ରମ ଲାଗିବ କାଫି କଷ୍ଟ ବି ଖର୍ଚ୍ଚ ହେବ ଇନ୍ ବିଟୁଇନ୍ ଗଲାବେଳକୁ ଇକ୍ୱିପମେଣ୍ଟ ଡ୍ୟାମେଜ୍ ବି ହେଇଯାଇପାରେ ତେଣୁ ତାର ବି କଷ୍ଟ ଅଛି ତେଣୁ ଏସବୁ ଜିନିଷର ବି ପ୍ରୋବ୍ଲେମ୍ସ ଅଛି ହଁ ଯୋଉ ଆମର ଏକ୍ସଟେନସନ ୱାର୍କର ଯୋଉମାନେ ସେମାନେ ତମେ କହିପାରିବେ କି ଖାଲି ଗଭର୍ଣ୍ଣମେଣ୍ଟ ର ଏମ୍ପ୍ଲୟିଜ ମାନେ କି ସେମାନେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ଯେ ଯୋଉମାନେ ସ୍ୱ ଇଚ୍ଛାରେ କରୁଛନ୍ତି ସେମାନେ ଏନଜିଓ ହେଲା ଆଉ ଯୋଉ ଥାଏ ଆପଣଙ୍କର ସିଏସଆର ବୋଲି ଗୋଟେ ଡିପାର୍ଟମେଣ୍ଟ ଥାଏ ପ୍ରାୟତଃ ସିଏସଆର ର ଯୋଉ ସବୁ ସିଏସଆର ର ଯୋଉ ଅଛି ସେମାନେ ବି ତ ପ୍ରାଇଭେଟ କମ୍ପାନୀ ମାନଙ୍କର ସେଇଟା ବି ଗଭର୍ଣ୍ଣମେଣ୍ଟର ରୁଲଟା ନା ପ୍ରତି କର୍ପୋରେଟ ଅର୍ଗାନାଇଜେସନର ଗୋଟେ ଡିପାର୍ଟମେଣ୍ଟ ରହୁଛି ସିଏସଆର କର୍ପୋରେଟ ରେସ୍ପନ୍ସିବିଲିଟି କ'ଣ କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି ହେଲା ଯୋଉଥିରେ କି ମନେକର ମୁଁ ଯେଉଁ କାମ କଲାବେଳେ ଆମର ଯେମିତି ମୁଁ କାମ କଲାବେଳେ ଆମର ସିଏସଆର ଡିପାର୍ଟମେଣ୍ଟ ବାଲା ଥିଲେ ମନେକର ଏହି ସମୟରେ ଫ୍ଲଡ୍ ହେଲା ମାନେ ଏ ନଦୀରେ କୋଉଠି ଗଲ ଯେଉଁ ବୈତରଣୀ ନଦୀରେ କେନ୍ଦୁଝର ଦେଇକି ବୈତରଣୀ ନଦୀ ଯାଇଛି ନା ବୈତରଣୀ ନଦୀରେ ଫ୍ଲଡ୍ ହେଲା ତ ସେଠି ଲୋକଙ୍କର ଯେଉଁ ସବୁ ବିଭିନ୍ନ ପ୍ରୋବ୍ଲେମ୍ ହେଲା ତାଙ୍କୁ ନେଇକି ପୋଷାକ ବାଣ୍ଟିବା ତାଙ୍କୁ ନେଇକି ଦବା ସବୁ ରିଲିଫ ସାମଗ୍ରୀ ପହଞ୍ଚାଇବା ଏସବୁ ସିଏସଆର ଡିପାର୍ଟମେଣ୍ଟର କାମ ସିଏସଆର ବାଲା ଯେହେତୁ ଆମେ ସବୁ ସେ ସମୟରେ ନୂଆ ରିକ୍ରୁଟମେଣ୍ଟ ହେଇଥିଲୁ ତ ଆମକୁ ସବୁ ଡାକି ନେଉଥିଲା ଆସ ତୁମେ ଯିବ ଏ କର ସେ କର ତେଣୁ ଜିନିଷ ଦେଖିବା ପାଇଁ ଲୋକ କୋଉ ଭଳି ଅବହେଳିତ ଅବସ୍ଥାରେ ଏବେ ବି ଅଛନ୍ତି ବୁଝିପାରୁଛ ନା ତେଣୁ ସେଇଟା ସବୁ ସିଏସଆର ଡିପାର୍ଟମେଣ୍ଟର କାମ ତ ସେଇଟା କଲେ ସେଟା କମ୍ ହଁ କିନ୍ତୁ ଯୋଉ ଏକ୍ସଟେନସନ ୱାର୍କର ମାନେ ଗଭର୍ଣ୍ଣମେଣ୍ଟର ବହୁତ କମ ଜଣ ମାନେ ଏବେ ଥାନ୍ତି ନା ଗଭର୍ଣ୍ଣମେଣ୍ଟର ମେନ୍ ଏଇ ଜିନିଷ ସବୁ ପଢୁଛନ୍ତି ଏମିତି ହଉଛି କି ଫାଷ୍ଟ ଆମେ ଏତେ ଯୋଉ ଡିଟେଲିଂରେ ପଢିଲେ ଏମିତି ହବ ଡାକିବା ଫୋନକୁ ଡାକିବା ତାଙ୍କୁ ଯାଇକି ବୁଝେଇବା ଏତେ ଜିନିଷ ହଉଛି ଏରା ସବୁ ପ୍ରୋସିଜିଓର ଅଛି ଏମିତି କରିବା କଥା କିନ୍ତୁ ଏଥିରେ କେତେ ଏକ୍ଜିକ୍ୟୁସନ ହଉଛି ଏମିତି ସବୁ ହଉଥାନ୍ତା ଆମ ଭାରତବର୍ଷ ସ୍ୱର୍ଗ ହେଇଯାନ୍ତା ଯେତେ ପ୍ରପରଲି ଏତେ ଜିନିଷ ଫଲୋ ହଉଥାନ୍ତା ସବୁ ଲୋକ ବୁଝୁଥାନ୍ତେ ଭାରତବର୍ଷ ତମ ମନରେ କାଲି ତମେ କହିଲେ ତହସିଲ ଚାକିରିଟା ପାଇଯିବ ତମ କାଲି ତହସିଲଦାର ବନିଯିବ ତ ମୋତେ ଫାଷ୍ଟ କୁହ ତମମାନଙ୍କ ଭିତରୁ କେତେ ଜଣ ତହସିଲଦାରଙ୍କ ପାଇଁ ଯେଉଁ କ୍ୱାର୍ଟର ମିଳୁଛି 3 BHK କ୍ୱାର୍ଟର ମିଳୁଛି ଯେଉଁ 3 BHK କ୍ୱାର୍ଟର ମିଳୁଛି ତହସିଲଦାରଙ୍କୁ ସେଇଠି ତମେ ରହିବାକୁ କୁହାଯିବନି ତମ ଛୁଆକୁ ବି ସେଇଠି ପଢେଇବ ବଡ଼ କରାଇବ କେତେ ଜଣ ଫାଷ୍ଟ କୁହ କେହି ପଢେଇବେ କି ଯେତେ ଦେଖିବାକୁ ପାଉଛନ୍ତି ତାଙ୍କ ଗୋଟେ ଚାକିରି ପାଇଲା ପରେ ଗୋଟେ ଫ୍ଲାଟ୍ ନେଇଯାଉଛି ଭୁବନେଶ୍ୱରରେ ସମସ୍ତେ ଫ୍ଲାଟ୍ ନେଇଯାଉଛି ଭୁବନେଶ୍ୱର ଯେମିତି ଛୁଆ 3 ବର୍ଷର ହେଇଯାଉଛି ତାଙ୍କ ମିସେସ୍ ପଳେଇ ଆସୁଛନ୍ତି କି ତାଙ୍କ ମିସେସ୍ ଯଦି ବି ଜବ୍ରେ ଅଛନ୍ତି ତ ସେ କେମିତି କ'ଣ କରିକି ଭୁବନେଶ୍ୱରକୁ ରିଲୋକେଟ୍ କରୁଛନ୍ତି ସାର୍ ଏଇଟା ତ
पर्सनल समस्त चॉइस ସେଇଟା है ସମସ୍ତଙ୍କ ସେଇଆ ତ ଆମେ କେମିତି ହବ ମତେ ଫାଷ୍ଟ କୁହ ଆମେ ଜବ୍ ना ପାଇଁ सर मैंने सर मैंने मु कहवा କଥା कौन जे मानि नियंतु आमे वर्तमान गोटे माने कोन पर्टिकुलर पोजीशन पे आमे समस्त स्ट्रगल करू ठीक अछि तो आम भितर कॉमन टा कोन जे आमे देखि पारछु जे आमे स्टेट बोर्ड रू प्राय तो पिला स्टेट बोर्ड रू पास आउट बोली कि आमे कॉम्पिटिटिव एग्जाम पे एते भलो माने परफॉर्म करि पारु ऑल इंडिया बेसिस रे किंतु जदि आपण हिंदी बेल्ट देखिबे सेटा ताको पे एडेड एडवांटेज होछि तो ऑब्वियस कथा मु चाहिबी मो ऑफस्प्रिंग माने ସେମାନେ ବି ସେମିତି କିଛି ଏଡଭାଣ୍ଟେଜିୟସ୍ ମାନେ କଣ ଟିକେ ହାୟର ଷ୍ଟାଟରେ ରୁହନ୍ତୁ ଅନ୍ ଏଜୁକେସନ ସୋ ଦ୍ୟାଟ ସେମାନେ ତାଙ୍କ ଟାଇମରେ ଏତିକି ଷ୍ଟ୍ରଗଲ କରିବେ ଏତିକି ଆମେ ଆଜି କରୁଛୁ ସେଥିରେ ଅସୁବିଧା ମାନେ ଭୁଲଟା କିଛି ଭୁଲ କିଛି ନାହିଁ ସେଥିରେ କିଛି ଭୁଲ ନାହିଁ ମୁଁ କହିଲି କି ସେଥିରେ ଭୁଲ ଅଛି ବୋଲି ସେଥିରେ କିଛି ବି ଭୁଲ ନାହିଁ କିନ୍ତୁ କଥା ହେଲା ଆମ ଯୋଉ ଇଣ୍ଟେନସନ ଅଛି ସେଟା ଠିକ ସେ ହଉନି ନା ଏବେ ଦେଖ ମୁଁ ପ୍ରାକ୍ଟିକାଲ କଥା କହୁଛି ତହସିଲଦାର ଆସୁଛନ୍ତି ମୁଁ ଜାଣିନି ତ ଆମ ଏଇଠି ତହସିଲଦାରଙ୍କ କଥା ମୁଁ କେତେଥର ଯେତେଥର ମୁଁ ଗଲିଣି ଆଜି ପର୍ଯ୍ୟନ୍ତ ମୁଁ ଯେତେଥର ଗଲିଣି ତହସିଲ ଅଫିସକୁ କେବେ ବେଳକୁ ଦେଖୁଛି ତାଙ୍କୁ 11ଟା ପୂର୍ବରୁ କେବେ ତାଙ୍କ ଅଫିସରେ ଦେଖିନି ଥରେ 12ଟା ବେଳକୁ ଆସୁଛନ୍ତି କେତେବେଳେ 11:30ରେ ଆସୁଛନ୍ତି ଆଉ ଯାଉଛନ୍ତି 2ଟା ବେଳକୁ ଇଭିନ୍ ଆମ କଲେଜରେ ମୁଁ ପଢିଲା ବେଳେ ଆମ ସବୁ ପ୍ରଫେସର ଆମର ମର୍ଣ୍ଣିଂ ଡେ ଆମର ସେଇ ସମୟରେ ମର୍ଣ୍ଣିଂ କଲେଜ ଥିଲା ଯେହେତୁ କନଷ୍ଟ୍ରକ୍ସନ ହଉଥିଲା ସିଟିରେ ନୂଆ ଏତେ ହଷ୍ଟେଲ ଫାସିଲିଟି କିଛି ନଥିଲା ସବୁ ବାହାରେ ଭୁବନେଶ୍ୱର ସିଟି ଭିତରେ ରହୁଥିଲେ ତେଣୁ ମର୍ଣ୍ଣିଂ କଲେଜ ହୁଏ ଆଉ ମର୍ଣ୍ଣିଂ କଲେଜର ଟାଇମିଂ ହେଉଛି ସକାଳ 7ଟାରୁ ଦିନ 2ଟା ବୁଝିଛ ନା ତା ପୁରା ଟାଇମିଂଟା କିନ୍ତୁ ପ୍ରଫେସର ସବୁ ଆସୁଥିଲେ 10ଟା ବେଳକୁ କୌଣସି ପ୍ରଫେସର ମୁଁ 10ଟା ପୂର୍ବରୁ ଦେଖିନି ଆଉ ସବୁ ପ୍ରଫେସର 10ଟା ବେଳକୁ ଯିବେ 1ଟା ବେଳକୁ କେତେ ସମୟ ଡ୍ୟୁଟି ହେଲା 10ରୁ 11 11ରୁ 12 12ରୁ 1 3 ଘଣ୍ଟା ଡ୍ୟୁଟି ଆଉ ଗୋଟେ ପ୍ରଫେସର ସାଲାରୀ କେତେ ଗଭର୍ଣ୍ଣମେଣ୍ଟ ଇନଭେଷ୍ଟମେଣ୍ଟ କରୁଛି କିନ୍ତୁ କଲେଜ ଇଞ୍ଜିନିୟରିଂ କଲେଜ କାହାର ନଜର ପଡୁନି ଭିତରେ କ'ଣ ହେଉଛି କ'ଣ ନାହିଁ କେହି କହିବାକୁ ନାହାନ୍ତି ଆଉ ପିଲା ଯେହେତୁ ଯାଉଛି ମନେକର +2 ବହୁତ ଷ୍ଟ୍ରଙ୍ଗ ପିଲା ଯାଉଛନ୍ତି +2ରେ ଭଲ ପରଫର୍ମ କରିଥିବା ଭଲ ରଖିଥିବା ଇଞ୍ଜିନିୟରିଂ ନହେଲେ ବି MBA କରିକି ଉପରକୁ ଉଠିଯିବେ କି ନହେଲେ ସିଭିଲ ସର୍ଭିସ ଦେଇକି ପାଇଯିବେ इंजीनियरिंग दरकार पड़ुना सिविल सर्विस प्रिपेयर करिवारे थोड़ी इंजीनियरिंग पाठ दरकार कि MBA पढ़िबारे थोड़ी इंजीनियरिंग बीटेक पाठ दरकार +2 स्ट्रांग अछि गोटे पिलार चलला अलग लाइन धरला जणा पड़ुनी जिनसटा कोन होछि कोन नै किंतु एभले होछि कंडीशन सबुठी एबे कोन हलानी कोन नै एबे कोन यूनिवर्सिटी हे गलानी एबे कोन कोर्सन छाडे था मु कहूछ मो समय में एक्सपीरियंस करिछि तेनु एई सब तहसील में भी सेमत्री बहुत सर्टिफिकेट अप्लाई करे बहुत थरो दौड़िया को पड़े हां तेनु एगुड़ा कहबार उद्देश्य है देख आम कहबार गोटे उद्देश्य है आम जो इंटेंशन थिला मु तहसीलदार कथा कहूनी का कथा कहूनी आम एक्सटेंशन एजेंट कथा कहउछन तो एक्सटेंशन एजेंट रो एगुड़ा होची काम किंतु जो एक्सटेंशन एजेंट को चाकरी मिल गला माने कर हम जो एबे जो एथरो काम जो फॉर्म भर 2021 रे 2021 रे परीक्षा होची तो 2021 जो परीक्षा भर से अछि वेलफेयर ऑफिसर अछि वेलफेयर ऑफिसर कोन की वेलफेयर ऑफिसर कोन ए एक्सटेंशन ऑफिसर भलिया तो ए काम करिए एक्सटेंशन सर्विस रे काम करिए जाय की आ जदि काम करेंगे ग्रुप बी से केते जन पिला जो चाकरी पाइबे सब जाके रहिबे से एरिया रे तां फैमिली लेके सब रहिबे मु कहूनी माने कोस खराब नु से माने निजर फैमिली रो बेटरमेंट पाई निजर जॉब स्ट्रीम मानकर फ्यूचर पाई से नो डाउट भलो ऑप्शन देखिबे सेटा मु कहूनी किंतु काम तो ठीक रही परला ना जोथि पे इंटेंशन थिला हे काम ठीक से ही पारुनी तेणु जो डेवलपमेंट थिला करिवार जहा इनिशिएटिव तो से जिंस परफेक्टली होनी कागज पत्र रहउछि ता माने कहबा बोले तेणु सेटा पड़िछि एटा आरो सॉल्यूशन हे पारे कोन हबो विभिन्न प्रकार कथा हे पारे जे सब जिन एक दिन गोटे दिन हो गवर्नमेंट तरफ चेष्टा चलती आस्ते 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 हम देखिए आगे कौन घटुचे देख तापर आउ गोटे है कौन आउ गोटे लिमिटेशन है आउ ग्रुप कंटाक्ट मेथड आउ गोटे जो सोई नेचर हवा दरकार सोमैनशिप निजको प्रेजेंटेबल हवा दरकार देखिए बहुत लोग थे काफी जिन जानी थे ठीक से कही पार थे बहुत लोग अच्छा बहुत टैलेंटेड लोग भी अच्छा देख बहुत नॉलेज बेस बहुत भल बट दे आर नॉट प्रेजेंटेबल इन सेंस गोटे मास आगे गैदरिंग आगे जिन को ठीक से रिप्रेजेंट करें तेणु सेटा काफी एक्सटेंशन वर्कर थे कारण ये जिन लैक थी पाखे जदि तो इफेक्टिव हेनी तेणु इंडिविजुअल कंटाक्ट मेथड में आम प्रेजेंटेबल ना चलो कारण गोटे लोक सहित कंटाक्ट कर तो इंटराक्ट कर ठीक अच्छे ग्रुप आगे कंटाक्ट कर मानकर गोटे ग्रुप अच्छी भर निजको प्रेजेंटेबल हाँ पड़ो गोटे 20-25 जन लोक बस गोटे कौन डेको देखो ये कर तो आमको निजको तो प्रेजेंटेबल हाँ पड़ो ना आ से प्रेजेंटेबल हम ना कौन कहते लोक ठीक से बुझुना आम ठीक से क्लारिटी ना जिन कहबार तो कम्युनिकेशन ठीक से हापनिंग होनी इंटराक्शन ठीक से होनी तो प्रोब्लेम हम तेणु सोमैनशिप दरकार जोटा काफी लोक कौन लैक करती काफी एक्सटेंशन वर्कर से गोटे प्रोब्लेम हो पारे ग्रुप कंटाक्ट मेथड है आमती कहली विभिन्न इंटरेस्ट प्रोफाइल अलग अलग रहा समस्त आउ गोटे हूँ कौन आउ गोटे कथा हूँ कौन ना जे आमर जो ऑब्जेक्टिव हवा दरकार जे लोक शिखेबा खाली मीटिंग करदे हेनी
बेले बेले कौन होची ना काफी जेहेतु आम पाखे माने ग्रुप कांटेक्ट मेथड आम यूज कले ग्रुप कांटेक्ट मेथड एमती नुह खाली आम मीटिंग करदे जेन तेन प्रकार मीटिंग करके शिखेक डॉक्यूमेंटेशन काम होगा सेमती हेल्ले तो किसी पारबनी तो रियलिटी लोकंर इंटरेस्ट प्रोफाइल को देखिए जिन चेंज हो ना स्ट्रक्चरल आडाप्टेबिलिटी लोकंर बढ़ुची ना यहाँ देखा दरकार ना आम पूरा परिश्रम वृथा किसी लाभ ना कि खाली मीटिंग फिटिंग रे करदे कौन हम माने खाली एमती किसी लाभ ना ना तो सेटा काफी प्रोब्लेम्स हो खाली माने ऑब्जेक्टिव खाली मीटिंग कराइबा कि जो रियल ऑब्जेक्टिव जोटा से लैक करूची सेटा हले प्रॉब्लम हम आउ गोटे हूँ कास्ट ग्रुप है भेस्टेड इंटरेस्ट है कास्ट है एटा जब रहा लोक भितर पार्टी पॉलिटिक्स है कास्ट ग्रुप फिलिंग्स है कि कौन भेस्टेड इंटरेस्ट रहा जमी कहली ये सब जिन रहा एगुड़ा सब पिटफल टाइप काम करेंगे एगुड़ा सब कौन ड्रबैक्स हम लिमिटेशन सब तेणु यही टाइप जब आम देखा जे गोटे गोटे करके तार इंडिविजुअल सेक्शन को जीवा जमी कहले कौन कौन आसूसी मेथड डेमोन्स्ट्रेशन आसूसी है कि मेथड डेमोन्स्ट्रेशन आसूसी है आउ गोटे कथा मुझे कहनी तुमको जे हाँ ये मेथड डेमोन्स्ट्रेशन आसला रिजल्ट डेमोन्स्ट्रेशन आसला ग्रुप मीटिंग हम ग्रुप डिस्कशन हम स्टडी टूर हम फील्ड ट्रिप्स हम ये सब अच्छे से टे देखा कौन कौन सब तो आ पूर्व आम समराइज करवा जे आ पूर्व समराइज करवा जे टाइम अच्छे तो हाँ टे समराइज करवा देख तो ग्रुप कांटेक्ट मेथड रे मुझे कहली आम जो पूरा स्टेटमेंट अच्छी अटेंशन इंटरेस्ट डिजायर तापर हूँ कौन कन्विक्शन तापर ट्रांसलेटेड टू कौन कंस्ट्रक्टिव एक्शन देन सैटिस्फैक्शन तो आमर जो जिते कंटाक्ट जो आम जो टीचिंग मेथड सब अच्छी आमर काम है इंटरेस्ट को बढ़ेवा इंटरेस्ट को बढ़ेवा तार स्ट्रक्चरल अडाप्टेबिलिटी को बढ़ेवा स्ट्रक्चरल अडाप्टेबिलिटी को बढ़ेवा लोकर इंटरेस्ट बढ़ले तो स्ट्रक्चरल अडाप्टेबिलिटी बढ़ो तेनाली स्ट्रक्चरल अडाप्टेबिलिटी को बढ़ेवा कथा है यहाँ आमको कौन कौन कराया पड़ो तो मेन है जे आमको प्रथम है ये आम कौन करवा ना गोटे एक्सटेंशन एजेंट को प्रथम कौन अच्छी ना इंटरेस्ट को क्रिएट कर लोक भर केमती इंटरेस्ट हम काफी ध्यान रही आम जो वर्क प्रोसीजर हम जहाँ करवा काफी स्टैंडर्डाइज हवा दरकार कौन कौन हम क्या कौन हम कौन गोटे स्टैंडर्ड फॉर्मेट मैंने हापाजाड़ हवा दरकार ना जिते थर आम कले भी प्रॉपर स्टैंडर्डाइज हवा दरकार प्रति मान जो वर्क प्लान करवा जो जमी पढ़ा हम टीचिंग प्रोसेस जहाँ जहाँ हम जमी हम कौन कर पूरा प्रिपेरेसन जो हम गोटे पूरा स्टैंडर्डाइज हवा दरकार से कथा है गोटे आमको सब फास्ट एंड इनफॉरमेशन शेयर कर अप टू डेट इनफॉरमेशन फास्ट एंड जाकि ऑब्सोलेट इनफॉरमेशन सब शेयर कर काल के सब ऑब्सोलेट है कि यूज करना पूरा अप टू डेट बर्तमान समय जहाँ अप टू डेट अच्छी फास्ट एंड इनफॉरमेशन लोक शेयर कले से प्रथम प्रायोरिटी रहा दरकार आउ डेमोन्स्ट्रेशन आम कौन हवा दरकार सर्ट हवा दरकार एमती लंबा घंटा घंटा धरिक बुझे लोक बोर हो बहुत फ्लेक्स माने कनसिडरेबल टाइम सर्ट रखी जिते रखा से बेटर है ता सहित इनफॉर्मल हवा दरकार माने लोक तुम कह बहुत फॉर्मल कारण एटा गोटे इनवॉलंटरी प्रोसेस ना से तुम कह टिपटप हो लोक सार्ट पार्ट पिंधिकी मैंने सब पैंट सार्ट पिंधिकी आसिक बसवे थोड़ी कि लुंगी पिंधिकी आसला कि ट्राउजर पिंधिकी पलि आसला कि गोटे हाफ पैंट पिंधिकी पलि आसला बुझे ना तो सेमती किसी ना ना तो माने आमको से भाया प्रिपेयर होगा पड़ो जे बर्तमान कौन ना गोटे इनफॉर्मल टच रहा सब फॉर्मल जिनसा से माने भाभी पारिबान जे सब लोक फॉर्मली आसवे ठीक से बिहेव करेंगे एमती हेनी है तापरे आम कौन करवा ना ये जो विभिन्न प्रकार मेथड्स अच्छी देख आमको एथर मेथड डेमोन्स्ट्रेशन बा रिजल्ट डेमोन्स्ट्रेशन आम दुटा देखा विषय केमती कौन प्रथम है मेथड डेमोन्स्ट्रेशन देख मेथड डेमोन्स्ट्रेशन और रिजल्ट डेमोन्स्ट्रेशन मेथड डेमोन्स्ट्रेशन माने जब गोटे नुआ टेक्निक आसी कौन तार मेथड कौन कौन स्टेप गुड़ा लोक शिखेगा तार लोक से जिनस मेथडटा शिखेले केमती केमती यूज हम रिजल्ट डेमोन्स्ट्रेशन माने गोटे न्यू टेक्निक आसी यूज करके जो आउटकम गुड़ाक आसी एत पॉजिटिव आउटकम आसी से पॉजिटिव आउटकम लोक देखेले लोक मोटिवेटेड हे लोक इंटरेस्ट बढ़ बुझे एमती आम भी सेमती करवा एमती आम भी सेमती करवा बुझे ना नहीं जो लोक सब देखो आज जो टॉप करला यूपीएससी फीपीएससी टॉप कर लोक विभिन्न इन्स्टिट्यूट आम पढ़ी कहीकि देखा अरे सबुड़ा मिछ कथा सब विषय मैंने पूरा फुल मिछ कहीं लोक निजर स्ट्रक्चरल अडाप्टेबिलिटी बढ़ीगला निजर खुद प्रिपेरेसन पिला पाती है किंतु सेमती ना ये लोक रिजल्ट डेमोन्स्ट्रेशन को देखा दैट इज काइंड ऑफ रिजल्ट डेमोन्स्ट्रेशन जे आम या कलु आम टॉपर आसले ये आसले सी आसले
बिजनेस पर्पज करा होउची कारण जो न्यू कमर मानक अट्रैक्ट करिया पय जो नुवा नुवा प्रिपरेशन को आछंदी ताकू देखि अट्रैक्ट हेबे बुझियो ना तेणु सब मन रखिथा इलिटरेट पीपल को दरकार रिजल्ट डेमोन्स्ट्रेशन इग्नोरेंट पीपल इलिटरेट पीपल कारण जो माने नुवा नुवा प्रिपरेशन नगर एग्जांपल हम कहबी हमको नुवा सिविल सर्विस प्रिपरेशन जो माने उठेले यूपीएससी रो तो दे आर इलिटरेट इन को सेंस रे सिविल सर्विस रो सेंस रे बा सिविल सर्विस रो जो हम जो जिनसोडा अछि इन टर्म्स ऑफ दैट दे आर इलिटरेट दे डोंट नथिंग तेणु से अट्राक्ट केमती कर रिजल्ट डेमोन्स्ट्रेशन माध्यम से देखिए जिते इन्यूट अच्छा सब रिजल्ट देखुए आम टपर है आम 5 जन टपर है आम इतना पिला बिल्डिंग क्वालिफाई करगले एत मेन पाइगले ये सब जिन मिछ कम्प्लीटली मिछ कथा किंतु एटा करिया पड़ो बिजनेस टैक्टिक्स एगुड़ा एटा कला माने न्यू कमर पिला जते दे डोंट नो एनीथिंग बट तार क्लियर पिक्चर नहीं प्रिपरेशन स्ट्रक्चरल अडाप्टेबिलिटी जीरो से पेपर तक डेवलप करेनी तो से इंस्पायर हेबे बा से अट्रैक्टेड हेबे तो से रिजल्ट डेमोन्स्ट्रेशन दरकार किंतु वन्स पुराना हो गला पर तुम तो जानि जो जिनसटा या तुम शिखिबार अछि केमिति कोन करिया पड़ो केमिति करिया पड़ो देन मेथड डेमोन्स्ट्रेशन बुझियो जे तो देखिए मेथड डेमोन्स्ट्रेशन रे केमिति कोन होछि प्रथम कथा है मेथड डेमोन्स्ट्रेशन कौन सी स्किल रो बा कौन सी टेक्निक रो मेथड लोक को सिखेबा हला ऑब्जेक्टिव कौन प्रथम कथा हला जे आम मानकर कौन सी मेथड बा स्किल को सिखे के लोक मान को तांकर इंटरेस्ट को स्टिमुलेट करबा सब बेले मेन काम हला इंटरेस्ट को स्टिमुलेट करबा कारण इंटरेस्ट स्टिमुलेट हेले ही स्ट्रक्चरल अडाप्टेबिलिटी बढ़िबो नहले बढ़िबो स्ट्रक्चरल अडाप्टेबिलिटी जदी नाही तले किछि लाभ नाही कारण इंप्लीमेंटेशन इज वन क्वेश्चन स्ट्रक्चरल अडाप्टेबिलिटी टू इट इज अनदर कैसे डेविड मैंडेलबॉम तेणु जेहेतु ये कथा कहई तेणु स्ट्रक्चरल अडाप्टेबिलिटी ना किसी लाभ ना स्ट्रक्चरल अडाप्टेबिलिटी केमिति बढ़िबो इंटरेस्ट अराइज हो इंटरेस्ट अराइज हो काम हो सब टीचिंग मेथड्स मुख्य काम तेणु एथे काम होला जे हम स्किल जदी सिखौछन कोन पय स्टिमुलेट द इंटरेस्ट ऑफ द पीपल कला पर से परवर्ती मोमेंट रे से जाके कंस्ट्रक्टिव एक्शन को ट्रांसलेट हो बुझला जदि आम पूर्वर किसी इनइफेक्टिव प्रैक्टिस हम यूज करूचे बा जोटा इनएफिशिएंट है इनइफेक्टिव मूवमेंट बा हमर प्रैक्टिसेस होचे किछटा हम ये आम गोटे पर्टिकुलर जिनस करूचे पर्टिकुलर काम करूचे मनकर आम गोटे पर्टिकुलर कौन मनकर आम मनकर जो होम मेकर्स मैंने अच्छा जो छोट छुआ मैंने घर जन्म होती लालन पालन करने बड़ करवा आम देखला आम जो पेपर वन सेक्शन बी पढ़ा टोटाल डेवलपमेंटल साइकोलॉजी छोट छुआ जन्म ठू आरंभ करी 5 वर्ष पर्यटन एडोलेसेंट फेज पर्यंत विभिन्न प्रकार सोशलाइजेशन हो फिजिकल सोशलाइजेशन पर्सनालिटी सोशलाइजेशन हम तापर कौन इंटेलेक्चुअल आसेट सोशलाइजेशन हम काफी जिन सोशलाइजेशन स्टार्ट हो तेणु एत गुड़ा जिन हम शिखेबा तेणु जेको गोटे पेरेंट को माने काफी जिन होम मेकर्स मान तो पेरेंट बनुछन ना पेरेंट बनुछन कौन रेस्पॉन्सिबिलिटी हवा दरकार कौन टेक्निक यूज करा दरकार केमिति जिन अपब्रिंगिंग बा छुआटा बड़ होची फैमिली रे जहाँ जहाँ दरकार सब प्रकार इनपुट तक मिली परफेक्टली आजिकल का मॉडर्न टाइम रे पिला माने काफी इमोरल बनी जाउछन काफी इनएफिशिएंट बनी जाउछन कारण सोशलाइजेशन ठीक से होउनी बहुत पेरेंट्स आर एम्प्लॉयड ये चाकरी से चाकरी रे मझे का गोटे रखीदे काम करिया घरे लालन पालन करने से थोड़ी काम कर तो अनएजुकेटेड ना से यही काम को लोक मैंने कर मेनली तुम जमी आज तुम हाइली एजुकेटेड गोटे तुम हाइली एजुकेटेड मान हाई सोशलाइजेशन तुम हजबैंड मान हाई सोशलाइजेशन आ सी रही छुआ तुम पर्सनाली आम अपब्रिंगिंग कर छुआ को जो भाई सोशलाइजेशन होता है आम जन को पैसा देकी मासक समथिंग अमाउंट पैसा देकी पाखे रखिले तार एजुकेशन क्वालिटी कौन से तार निजर कौन सोशलाइजेशन है से कौनटा शिखेब बुझे ना तेणु से अनुसार छुआ हो बढ़ वन से छुआ बड़ हो 20 वर्ष 17-18 वर्ष बनी जाऊँगी से तो आउट ऑफ हैंड हो गला कौन हम तुम छुआ बेकार हो तेणु से टाइप प्रोब्लेम हो बर्तमान तेणु आपको केमती करहब केमती बोथ वर्किंग केमती घर को संभाली हम कि कौन कौन टेक्निक मध्यम केमती आम कर बोथ टाइम मैनेज कर ये टाइप मन टेक्निक आम शिखा न्यू ईयर शिखा तेणु यहाँ हेबाला लोक इंटरेस्ट बढ़ो जो से रिलेटेड लोक अच्छा सब जानापी चाहते इंटरेस्ट बढ़ो तेणु आमको जो इनएफिशिएंट और इनइफेक्टिव प्रैक्टिसेस आगुरी थी नो डाउट दे विल गेट रिड ऑफ ऑल दोस थिंग्स देन द अडॉप्ट द न्यू टेक्निक तो काफी कौन हम से जिनसा जाकि कंस्ट्रक्टिव एक्शन रे रिफ्लेक्ट हो परवर्ती मोमेंट रे तापरे जिते से जिन शिखे जो जॉब से कर आर ये जिन एडिशन हम जॉब नो डाउट बेटर वे बेटर रिजल्ट्स मिल बेटर आउटकम मिल जोटा निहत गोटे भल माने संकेत गोटे ता सहित यहाँ हवा द्वारा कौन हम ना लर्नर मान जो मैंने पार्टिसिपेट करते कॉन्फिडेंस बूस्ट हम वन्स कॉन्फिडेंस बूस्ट हेले सेटा कौन डेजर कन्वर्ट हम कॉन्फिडेंस कन्विक्शन होगा ना हाँ कॉन्फिडेंस आसला कन्विक्शन आसी जाऊँ कन्विक्शन आसला मैंने कंस्ट्रक्टिव एक्शन को रिफ्लेक्ट हम आ कंस्ट्रक्टिव एक्शन को रिफ्लेक्ट है कौन हम माने प्रैक्टिस भल हम
तो यही सब जिन मेन मेन ऑब्जेक्टिव होची मेथड डेमोन्स्ट्रेशन एगुड़ा सिमिलर सब ऑब्जेक्टिव आउ एडा रिजल्ट डेमोन्स्ट्रेशन भी या तो एडा मेन ये लिखा यदि पढ़ला हमको लिखा पड़ो कारण एडा कहबार मुख्य कारण होची जदि इन केस पड़ला मेथड डेमोन्स्ट्रेशन तो हमको तो से अनुसार प्रिपेयर होगा पड़ो ना कारण आज पर्यंत खाली इंडिविजुअल कॉन्टैक्ट मेथड पढ़ुची ना ग्रुप कॉन्टैक्ट मेथड मास कॉन्टैक्ट मेथड कि खाली डिफरेंट टीचिंग मेथड लेख एमती पढ़ुची जदि मनकर एमती समय आसीगला बर्तमान जेतु मोर स्पेसिफिक हो दिन को दिन पड़ो जे मेथड डेमोन्स्ट्रेशन विषय से लिख तो से हम लिखिबा ना ता मेथड डेमोन्स्ट्रेशन माने कोन तार ऑब्जेक्टिव कोन ता एडवांटेजेस कोन ता डिसएडवांटेजेस कोन एटा सब लिखिबा ना नहीं तो से अनुसार एटा डिस्कशन करिया कथा तेणु मेथड डेमोन्स्ट्रेशन पे हमको प्रथम कथा प्लानिंग तो दरकार प्रिपरेशन दरकार इम्प्लीमेंटेशन और इवैल्यूएशन जमिति आमे करथिले गोटे जमिति गोटे प्रोग्राम माने गोटे प्रोग्रामर जमिति हमर पूरा एक्सटेंशन एजुकेशन प्रोग्रामर जहा जा गोटे मेथड भी सेया कारण गोटे मेथड हम सिखिबा जाय लोक प्रथम तो प्लानिंग करिया कोन सिखिबा केमति कोन कहिबा तम केमिति जाई भाव इम्प्लीमेंटेशन केमिति हो जदि हम मेथड सिखला भीतर कोइटा प्रॉब्लम से गला त इवैल्यूएशन करा हो फीडबैक नला परे किछटा प्रॉब्लम रहउची बुझा पड़ुनी लैंग्वेज बुझा पड़ुनी बहुत फास्ट हे जाउची तरतर होई कि बुझो जदो लोक ठीक से बुझी पारु नांती तो मैच ही पारु लोकंगर फ्रीक्वेंसी मैच कर कि लैंग्वेज बुझा पड़ुनी ठीक से कि कौन जहाँ भी प्रॉब्लम हो पुणी फर्दर इम्प्रूवमेंट हम तेणु ये गुड़ाए फुल प्रिपरेशन दरकार मेथड डेमोन्स्ट्रेशन प्रथम है प्लानिंग आ प्रिपरेशन को भाया हम देख प्लानिंग आ प्रिपरेशन को भाया मन प्लानिंग कौन हवा दरकार प्रथम तो आम जो टॉपिक डिसाइड कले पीपल नीड और इंटरेस्ट को लेकिन गोटे टॉपिक सिलेक्ट करवा से अनुसार ये सही टाइप जोटा जमी आम जो प्रोग्राम प्लानिंग जो कर जो भाया सिमिलर टाइप से टाइप से लोक इंटरेस्ट नहीं नीड को लेकिन से गोटे बनवा आम तापर आम विलेजर्स मान आग तार टाइम कौट हम प्लेस कौट हम सब्जेक्ट ऑफ डेमोन्स्ट्रेशन कौन को विषय में शिखेबा को टाइम रे शिखेबा को जगार शिखेबा विलेजर्स मान जो मैंने पार्टिसिपेट करेंगे जो ग्रुप लोक मैंने क्लियर इनफॉरमेशन देवा दरकार जे ये दिन ये जगार एतटा बेलू ये सब विषय शिखा से जो मैंने पार्टिसिपेट करा कथा जाकि पहुँचो तो यहाँ प्रथम कथा जन दिया दरकार आउ मनकर जो पर्टिकुलर जिनस शिखेबा जेकोसी तो सही सब्जेक्ट मैटर जे स्पेशलिस्ट जे जहाँ से विशेष ज्ञान अच्छी नॉलेज अच्छी ताकू इनवल्व करा कथा आ सी पूर्व काफी प्रैक्टिस करा कथा आम जाना दरकार ये आम जा कौन गोटे जो हाईली सोशलाइज्ड ग्रुप ऑफ पीपल को शिखोनी बहुत लो इग्नोरांट लोक मान सेमी एजुकेटेड लोक मान अनएजुकेटेड लोक मान गोटे ग्रुपिंग हमको जाकि शिखेबा तेणु कौ भाई लैंग्वेज यूज करवा केते जिनस को सरल रखा केते माने कौन जिनस को जोटा ले मैन लैंग्वेज रे बुझेबा सो दैट जिनस बुझा टेक्निकल जार्गन गुड़ा यूज कर रिपोर्ट शुणे गोटे बाहर बोर हो हाई मारिक पलि आसवे खसिक गोटे गोटे तो मीटिंग सर कहीं नथिबे बुझे तो नहीं तेणु ये सब जिन प्रति काफी धारणा देवाक पड़ो टेक्निकल जार्गन बेसी यूज होनी बहुत लेमन लैंग्वेज रे कॉमन लैंग्वेज रे लोक मान बोधगम्य होला भाई लैंग्वेज रे वी आर इंस्ट्रक्टिंग देम देन ओनली इट विल बी इफेक्टिव है तापरे मैं कौन कहली सब्जेक्ट मैटर स्पेशलिस्ट जे पर्टिकुलर से जिन जे कम कर नॉलेज अच्छी मनकर आम गोटे ड्रिंकिंग वाटर आम मनकर सब बर्तमान कह गोटे एरिया रे तो तुम न्यूज पेपर आस देख पानी लगी काफी लोगों किडनी प्रोब्लेम्स होची माने दूषित पानी लगी तुम आम लोक बुझे बर्तमान ये फिल्टर पानी फिल्ट्रेशन हम तुम घरे केमती गोटे आक्वागार्ड गोटे सस्ता कम पैसा प्रॉपर आक्वागार्ड केमती बंदोबस्त कर लगे हम तार टेक्निक कौन भल ये विषय में गुड़ा शिखेले मनकर तो जाकि से जो लोक शिखा हम तुम थोड़ी टेक्निकल जार्गन में कह तार ये रोचे सी रोचे तो लोक बुझीपारे पूरा बोधगम लैंग्वेज सरल लैंग्वेज केते भल के खराब प्रोब्लेम हम कौन जिन शिखा दरकार तो जाकि आसेप्टान्स बढ़ो ना खाली आम कहले केमती हम तेणु से गोटे तापर आम कौ भाई डेमोन्स्ट्रेशन हम तार प्रॉपर प्लानिंग हो दरकार केमती कौन कहब है तापर आमको ता पूर्व काफी प्रैक्टिस करा पड़ो आम जा मनकर एमती नुह सब जानी जाइए रियल टाइम जहाँ कह कहीदेली सेमती नुह रिस्क नहीं हेनी हाँ लोक थे जो खराब माने खराब इंप्रेशन जमीज से जिन रही सब दिन फास्ट इंप्रेशन तो लास्ट इंप्रेशन तो आमको ता पूर्व काफी प्रैक्टिस करदेवार अच्छे जिन आगे जाकि जमी प्रोब्लेम्स न हो देखो टाइम हो गलानी टे पढ़ी बंद करदेवाटा तापर आमको डेमोन्स्ट्रेशन रिलेटेड जहाँ भी इक्विपमेंट दरकार जहाँ मटेरियल दरकार पूर्व तार पूरा सब आमको कलेक्शन हो दरकार प्रॉपर अरेंजमेंट हो दरकार कौन कौन दरकार अच्छी कौन ना आउ मनकर किसी डायग्राम दरकार हो चार्ट दरकार हो ग्राफ्स दरकार हो पूरा बहुत सरल लैंग्वेज रे करके लोक सेव करा दरकार पूरा बनवा दरकार जो लोक देखिले बुझीजे बुझा पड़ो कौन है कौन ना से पट लोक सोशल देखो आम सब जिन को जो आम कर आमको काफी जिन को एवं तो प्राय है काफी ना आम जो कौन जिन हो सब आमको लोक रामायण सहित रिलेट करके महाभारत सहित रिलेट करके आगे बुझाऊला
इभेन भी आम जो आम जिते सब जिन ये पुराणा आम जिते जो मंदिर देख जहाँ देख से जिन को सब रामायण ये महाभारत जो किंवदंती छोट छोट ये नहीं बुझाई कारण से जिन जेहतु सब लोग जानते जिन रिलेट करेंगे तेणु जिन अनुसार आमको कौन काफी रिलेसन माने आमर काफी जिन बुझा पड़ से जिन गोतप्रोत भाव में आम जिन जानते भल भाव में सब लोग तो आमको काफी रिलेट लगे से जिन तो गाँ लोक मानक भिलेजर मानक काफी रिलेट लगे रिलेट करेंगे जिन प्रति तेणु आमको से भाया बनवाक पड़ो से भाया किसी ग्राफ्स है डायग्राम्स है बुझे कि लोक जो सो दैट कौन काफी अंडरस्टांडेबल हम तापर यहाँ आमर कौन एटा प्लानिंग ये कले कौन कौन दरकार केमती कौन प्लान हम तार इम्प्लीमेंटेशन फेज रे देखा एथि हम कौन करिया ना किसी एभलिया लोक आमको ये कौन करवा ना एभलिया लोक किसी प्रथम आमको देखिबार अच्छे जो मैंने ये काफी क्रेजी शिखा कारण से परवर्त मोमेंट रे आमर कौन डेमोन्स्ट्रेटर बनी पारे मतलब नथिबा भी से लोक शिखेबे क्या अलग लोक ठीक से बुझी पारानी से भी शिखिजिव सर यहाँ तो किसी प्रोब्लेम हेनी बुझे तेणु लीड द विलेजर्स हु वांट टू लर्न द न्यू मेथड ये न्यू मेथड को जी जानापी चाहते मैंने जो शिखापी चाहते से भर गोटे लीडरशिप क्वालिटी डेभलप कर आउ गोटे हो पारे कौन ना आमको जिनस केमी कर तार गोटे स्टेप बाय स्टेप प्रोसीजर बता इम्प्लीमेंटेशन स्टेज रे आम या कर तार गोटे पूरा गोटे ग्राफिक सिक्वेन्स देवा पड़ो जे या स्टेप 1 स्टेप 2 स्टेप 3 स्टेप 4 जहाँ जो आम मेथड शिखुं ना तो कापर कौन कौन हम ये जिन गोटे स्टेप बाय स्टेप आरेंजमेंट हो दरकार तापर जदि किसी डिफिकल्ट स्टेप अच्छे आमको जो लगुच ना ये स्टेप लोक बुझा बेसी प्रोब्लेम होता पारे जना तो पड़ जाए ना कौटा डिफिकल्ट स्टेप अच्छी तुम से स्टेप को बारंबार बारंबार रिपीट कराया पड़ो अरे ये जिन किए जानी मतलब पढ़ुं मैंने लगुच कौ कनसेप्ट डिफिकल्ट अच्छी तो बारंबार बारंबार आम कहते बहुत सरल करने चेस्ट कर तो सेम जिन भी तो ये ना कौटी प्रोब्लेम अच्छी गोटे डिफिकल्ट स्टेप अच्छी तो बारंबार बारंबार बुझेबार अच्छी से काफी रिपीट करके जिन विषय कहार अच्छी आउ भितर समस्त को प्राक्टिस जो न्यू मेथड अच्छी समस्त इनवल्व कर जिते लोग पार्टिसिपेट कर समस्त इनवल्व कर समस्त अटेंशन ग्राफ कर किए शुणुनी कि कौन हो तो समस्त को देखिए अच्छे किए ठीक से बुझीपारूनी है किसी यदि प्रोब्लेम्स अच्छी कहार सांगे सांगे आम निजे डेमोन्स्ट्रेशन में किसी मिस्टेक रही जाए मनकर कहला बेले आमको लगे कि मिस्टेक रही तो से समय आमको करेक्ट करदेवार अच्छी हाँ कि कहू किसी मिस्टेक करदेले कि कहू किसी भूल होगा मनकर वी नीड टू करेक्ट इट इमिडिएटली एमती नुह खाली लाज लगे मत खराब लगे केमती कहीदेली ना यहाँ था सेमती नुहे ये करार अच्छी तो सांगे सांगे करेक्शन करार अच्छी आ मनकर हुए एव्रीबडी मनकर जदि आमको लगुच मनकर जो समस्त लगे हाँ समस्त बुझीगले गोटे टाइप बुझेदेले भी नेक्स्ट पेज गोटे की पॉइंट जहाँ ब्रीफली आउ थे आमको कहीदेवार अच्छे तर की पॉइंट कौन रहा कौन कर केमती गोटे ब्रीफली भी आउ थे आउटलाइन स्ट्रक्चरटा कहीदेवार अच्छे कौन हम कौन ना है आउ गोटे तुम कह एगुड़ा कौन हम ना जो न्यू मेथड्स आसला ये भिलेज इम्प्रूवमेंट हम ये सब जिन आसा दरकार जो निज लेवल से कर चलिए नो डाउट कम्युनिटी लेवल भिलेज लेवल काफी इम्प्रूवमेंट क्रिएट कर ए विषय में धारणा हो दरकार जो पब्लिकेशन पाखे मन लिटरेचर पूरा किसी बनई लिटरेचर मैंने किसी बुकलेट बनई किसी पैम्पलेट टाइप बनई कि कुछ गोटे छोट बुकलेट कर जो प्रोसीजर गुड़ा काफी ग्राफिक फॉर्मेट रे बहुत ये बढ़िया कर लिखाई से भी पब्लिकेशन से आसे देवा दरकार कारण गला पर भी से रेफर करेंगे बुझे ना से जिन आजिकल सब जिन तक आसूना बुकलेट सब पलि आस सामान किनले जहाँ किनले गोटे बुकलेट पलि आम यूज कर कौन कर तो से अनुसार आमको गोटे कौन पूरा बनइबार अच्छे गोटे जो बुकलेट बनइबार अच्छे से हेल्प कर जो मैंने ये पार्टिसिपेट कर तेणु ये टाइप सहित फॉलोअप करार अच्छी फॉलोअप केमती करवा आम प्रथम है जो कौन कौन मीटिंग है पूरा सिक्वेन्स रहा दरकार कौन डिस्कसन है कौन है केमती है किसी प्रोब्लेम्स है जहाँ भी होती तार गोटे प्रॉपर पार्टिसिपेंट मानकर केतना पार्टिसिपेंट पार्टिसिपेट कले कौन है भर कौन है गोटे प्रॉपर डॉक्यूमेंटेशन हम है प्रॉपर डॉक्यूमेंटेशन होगा दरकार आउ विभिन्न इंटरवाल शॉर्ट इंटरवाल आम से कंटाक्ट करा दरकार आगु जो मेथड यूज करते बर्तमान न्यू मेथड यूज कलापर के सहज लगुच तार आउटकम के भल आस फीडबैक कौन ये मेथड्स को लेकिन ओपिनियन कौन रो तो ताकू भी आम कलेक्ट करके डॉक्यूमेंटेड कर डॉक्यूमेंटेशन करा दरकार है सहित किसी जब क्लीयर रही जाए भर डाउट्स रही जाए भी पेसेन्स सहित क्लीयर करा एमती नुहे कौन बारंबार बता बुझीपार गोटा कौन एमती ना पूरा क्लीयर बारंबार बारंबार देख गोटे टीचर से क्वालिटी जो गोटे टीचर पेसेन्स सहित 50 थर 1000 थर भी जन गोटे जिन पचार ना से जिन क्लीयर कर चलती आपर देख भी मोटिवेट कराया कथा न्यू मेथड को यूज करने काफी मोटिवेट कराया कथा मोटिवेशन गोटे स्टूडेंट गोटे टीचर प्रथम काम है मोटिवेट करवा तेणु काफी मोटिवेशन ए बढ़ा कथा ये सब जिन हवा दरकार तो एमती हवा द्वारा कौन हम ना आमर ये जो ग्रुप डिस्कसन जो ग्रुप कंटाक्ट मेथड काफी कौन हम एफिशिएंसी बढ़
तेणु आम ग्रुप कंटाक्ट मेथड और इंडिविजुअल कंटाक्ट मेथड काफी डिस्कसन कले ये दुटा मेथड डेमोन्स्ट्रेशन और रिजल्ट डेमोन्स्ट्रेशन मेथड डेमोन्स्ट्रेशन कले रिजल्ट डेमोन्स्ट्रेशन रहीगला आर पर क्लास रे ग्रुप कंटाक्ट मेथड और रिजल्ट डेमोन्स्ट्रेशन स्टार्ट करबा हैला तापर मास कंटाक्ट मेथड ऑडियो विजुअल प्रोग्राम एरा सब अछि कोन हैला एगुडा को कहीं लेट रे पढुछि कारण एटा क्वेश्चन सियोर आसीबो अरे एटा क्वेश्चन तो सियोर आसीबो ना ए क्वेश्चन कोठा आसीबो ए क्वेश्चन माने पुଣି पकेबे किंतु कथा ला कोन केते भलो भाबरे बुझिचंती तो सेटा हम इंपोर्टेंट रहया दरकार तेणु लेखा स्टार्ट करबा ए 6 नंबर चैप्टर सरला परे हमर लेखा परे हम क्वेश्चन डिस्कशन करबा आ मात्र आ दुटा चैप्टर रहबो 4 नंबर चैप्टर 5 नंबर चैप्टर ता पूर्व ए जो तीनटांग चैप्टर चारटांग चैप्टर सरिला आपरे क्वेश्चन काफी डिस्कशन करबा कारण क्वेश्चन हला मेन क्वेश्चन डिस्कशन न कले किसी लाभ होबन बुझिस ना गप तो सुनि दबा हम एमते ठीक अछि आगो क्वेश्चन डिस्कशन करले कोन बारंबार पढिबा बारंबार पढि पॉइंट गुडा का माइंड रे रहया दरकार और जते पॉइंट माइंड रे ठीक से रहबो जते परफेक्ट आंसर गुडा खाता रे लिखा हबो ना सेते बढ़िया मार्क आसीबो मो पर्सनल एक्सपीरियंस रो कहूची नो डाउट 220 25 तो सियोर आसीबो किंतु काम हला आकु बारंबार पढि पढि कारण मने पडिबनी परीक्षा तो जाइथो ना देखो बहुत जिंस मने पड नथो सेठी तने गेम थ्रे दोथो टिके टिके आ हां छड़ीटा हेइतो बोले भाबी के लिखि दो मिशनर पॉइंट कर लिखि दोथो तो सेम थले टिके लेखरा भी ग्लेस टा कमी जाउछ ना सेम थले मार्क टा भी कमी जिवो बुझियो ना तो कमिंग क्लास रे हम डिस्कशन करबा मेथड रिजल्ट डेमोन्स्ट्रेशन हला किसी पचारे अछि कि को एंड ऑफ करिया क्लास